ହ୍ୟାଲୋ ଏଭ୍ରିୱାନ୍ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଷ୍ଟଡି ୱିଥ୍ ଧର୍ମେନ୍ଦ୍ରକୁ। ଆଜି ଆମେ ଆପଣଙ୍କ ବିଏଡ୍ ଥାର୍ଡ଼ ସେମିଷ୍ଟରର ଅଣ୍ଡରଷ୍ଟାଣ୍ଡିଂ ଦି ସେଲ୍ଫର ଆମର ୟୁନିଟ୍ ୱାନ୍ଟା ପଢ଼ିବା ଯେଉଁଟା ଅଛି ସେଲ୍ଫ ଏଜ୍ ଏ ହ୍ୟୁମାନ୍ ରିସୋର୍ସ। ମୁଁ ବିଏଡ୍ ଥାର୍ଡ଼ ସେମିଷ୍ଟରର ଲର୍ଣ୍ଣିଂ ଆସେସମେଣ୍ଟର ମଧ୍ୟ କ୍ଲାସ୍ ଅପଲୋଡ଼ କରିଦେଇଛି, ସେଠି ମଧ୍ୟ ଆପଣ ଦେଖିପାରିବେ। ବିଏଡ୍ ଥାର୍ଡ଼ ସେମିଷ୍ଟରଟା ଛୁଆ ତୁମ ପାଇଁ ବହୁତ ହି ଇମ୍ପୋର୍ଟାଣ୍ଟ, କାହିଁକିନା ବିଏଡ୍ ଥାର୍ଡ଼ ଆଉ ଫୋର୍ଥରେ ବହୁତ ହି ଇମ୍ପୋର୍ଟାଣ୍ଟ। ତାକୁ ବହୁତ ଭଲ ଭାବରେ ଡାଇଗ୍ରାମ୍ କରିବ, ତାକୁ ଭଲ ଭାବରେ ତାକୁ ହେଡ଼ିଂ ଦେବ, ହେଲା ନିଟ୍ ଆଣ୍ଡ କ୍ଲିନ୍ ପେପର୍ ଲେଖିକି ଆସିବ। କାହିଁକିନା ଏଟାର ବ୍ୟାକ୍ ନ ଲାଗିବାଟା ହିଁ ବହୁତ ଜରୁରୀ, କାରଣ ଯଦି ବ୍ୟାକ୍ ଲାଗିଗଲା ତୁମକୁ ଆହୁରି 1 ଇୟର୍ ତୁମକୁ ୱେଟ୍ କରତେ ପଡ଼ିବ। ତ ଏକୁ ବହୁତ ଭଲ ଭାବରେ ପଢ଼ିକି ଲେଖିକି ଆସିବ। ଓକେ, तो स्टार्ट करिया फास्ट अंडरस्टैंडिंग द सेल्फ। अंडरस्टैंडिंग द सेल्फ माने ये जो पूरा बहीटा तुमको एटा बुझिया पे चाहिए जे तुमे निज विषय में केते कोन जानिछो, बा तुमको निज विषय में कौन कौन स्किल डेवलप करिया ପାଇଁ ପଡ଼ିବ, ନିଜ ବିଷୟରେ କେମିତି କ'ଣ ଜାଣିବ, ସେ ସବୁ ବିଷୟରେ ପୁରା ବୁକ୍ଟା ତୁମକୁ କହିବ। ହେଲା, ଫାଷ୍ଟ ବୁଝିବା କ'ଣ ନା କଗ୍ନିଟିଭ୍ ରିସୋର୍ସେସ୍ ଅଫ୍ ଦି ସେଲ୍ଫ। ଓକେ, ଦେଖ ଯେତେବେଳେ ଗୋଟେ ଲର୍ଣ୍ଣିଂର ତିନିଟା ଡୋମେନ୍ ଛୁଆ ଥାଏ, ଗୋଟେ ଥାଏ କଗ୍ନିଟିଭ୍ ଡୋମେନ୍, ଗୋଟେ ଥାଏ ଆଫେକ୍ଟିଭ୍ ଡୋମେନ୍, ଆଉ ଗୋଟେ ଥାଏ ସାଇକୋମୋଟର ଡୋମେନ୍। କଗ୍ନିଟିଭ୍ ଡୋମେନ୍ଟା ହେଉଛି ପିଲାମାନଙ୍କର ଥିଙ୍କିଂ ଷ୍ଟାଇଲ୍ ଉପରେ ତୁମର ହେଉଛି ଆଫେକ୍ଟ କରେ ବା ଡିଲ୍ କରିଥାଏ। ଆଉ ଯେଉଁ ଆଫେକ୍ଟିଭ୍ ଡୋମେନ୍ ଅଛି ସିଏ ହେଉଛି ଛୁଆମାନଙ୍କର ଫିଲିଂ ବା ତାଙ୍କର ଇମୋସନ୍ ସହିତ ଡିଲ୍ କରିଥାଏ। ଆଉ ଯେଉଁ ସାଇକୋମୋଟର ଡୋମେନ୍ ଅଛି ସିଏ ହେଉଛି ତୁମର କ'ଣ କରିଥାଏ ନା ଛୁଆମାନଙ୍କର ସ୍କିଲ୍ ଉପରେ ମାନେ କ'ଣ କରିଥାଏ, ତୁମର ଡିଲ୍ କରିଥାଏ। ତ ସେଇ ଯେଉଁ କଗ୍ନିଟିଭ୍ ଡୋମେନ୍ ଅଛି, ବ୍ଲୁମ୍ କ'ଣ କରିଥିଲେ, ବ୍ଲୁମ୍ ଡିଭାଇଡେଡ୍ ଥିଙ୍କିଂ ସ୍କିଲ୍ ଇଣ୍ଟୁ 6 ଲେବୁଲ୍ ଇନ୍ ଦ କଗ୍ନିଟିଭ୍ ଡୋମେନ୍। ବ୍ଲୁମ୍ ଜଣେ ଥିଲେ ଏଜୁକେସନିଷ୍ଟ ଥିଲେ। ସେ ଯେଉଁ ଛୁଆମାନଙ୍କର କଗ୍ନିଟିଭ୍ ଡୋମେନ୍କୁ 6 ଭାଗରେ ବିଭକ୍ତ କରିଥିଲେ, ବା ଛୁଆମାନଙ୍କର ଥିଙ୍କିଂ ସ୍କିଲ୍କୁ 6 ଭାଗରେ ବିଭକ୍ତ କରିଥିଲେ। କ'ଣ କ'ଣ? ଗୋଟେ ଥିଲା ନଲେଜ୍, ଆଉ ଗୋଟେ କମ୍ପ୍ରେହେନ୍ସନ୍, ଆପ୍ଲିକେସନ୍, ଆନାଲିସିସ୍, ସିନ୍ଥେସିସ୍, ଇଭାଲ୍ୟୁସନ୍। ବୁଝିପାରିଲେ? ତ ଗୋଟେ ଗୋଟେ ପଢ଼ିକି ଯିବା। ଫାଷ୍ଟ ହେଉଛି ନଲେଜ୍। ତ ନଲେଜ୍ ମିନ୍ସ ରିମେମ୍ବରିଂ ଇନଫର୍ମେସନ୍ ଦ୍ୟାଟ୍ ୱାଜ୍ ଲର୍ଣ୍ଣଡ୍ ଆର୍ଲିୟର୍। ହେଲା, ଯେଉଁ ଜିନିଷ ଗୁଡ଼ାକ ତୁମକୁ ପୂର୍ବରୁ ତୁମେ ଯେଉଁ ଜିନିଷ ଗୁଡ଼ାକ ଜାଣିଥିବ ତାକୁ ଆଉ ଥରେ ରିମେମ୍ବର କରିବ, ବା ସେ ଇନଫର୍ମେସନ୍ ଗୁଡ଼ାକୁ ଆଉ ଥରେ ମନେ ପକାଇବାଟାକୁ ହିଁ ନଲେଜ୍ କୁହାଯାଏ। ଧର ତୁମେ ହେଉଛି ଛୁଆଟା ବେଳେ ପଢ଼ିଥିଲ, ତୁମର ହେଉଛି ପାଣିପଦ ଯୁଦ୍ଧ କିମ୍ବା ହେଉଛି ହିଷ୍ଟ୍ରି ଜିଓଗ୍ରାଫିର ସବୁ ଭଲ ଭଲ ସବୁ ବହୁତ ଗୁଡ଼ିଏ ଫ୍ୟାକ୍ଟସ୍ ମନେ ରଖିଥିଲ, ଯେଉଁ ବହୁତ ଗୁଡ଼ିଏ ଡେଟ୍ ମନେ ରଖିଥିଲ, ତାକୁ ଆଉ ଥରେ ସବୁ ରିମେମ୍ବର କରିବା, ହେଲା ତାକୁ ହିଁ କହିବା ଆମେ ନଲେଜ୍ ବୋଲି କହିଥାଉ। ଇଟ୍ ଇନକ୍ଲୁଡ୍ସ ରିକଲିଂ ଫ୍ୟାକ୍ଟସ୍, ନେମ୍ସ, ଡେଟ୍ସ, ଥିଓରି ଅର୍ ଡେଫିନେସନ୍। ହେଲା, କିଛି ଫ୍ୟାକ୍ଟସକୁ ତୁମେ ମନେ ପକାଇବା, କିଛି ନେମ୍କୁ ମନେ ପକାଇବା, ଡେଟ୍ ମନେ ପକାଇବା, ମ୍ୟାଥର ଥିଓରି ମନେ ପକାଇବା, କିଛିର ଡେଫିନେସନ୍ ମନେ ପକାଇବା, ଏସବୁ ହେଉଛି କାହା ଭିତରେ ଯିବ? ନଲେଜ୍ ଭିତରେ ଯିବ। ଦିସ୍ ଇଜ୍ ଦ ଲୋଏଷ୍ଟ ଲେଭେଲ୍ ଅଫ୍ ଥିଙ୍କିଂ ଇନ୍ ଦ କଗ୍ନିଟିଭ୍ ଡୋମେନ୍। କଗ୍ନିଟିଭ୍ ଡୋମେନ୍ର ପୁରା ଲୋଏଷ୍ଟ ଲେଭେଲ୍ ଥିଙ୍କିଂ କାହାକୁ କୁହାଯାଏ? ନା ନଲେଜକୁ କୁହାଯାଏ। ସେ ଲୋଏଷ୍ଟ ଲେଭେଲ୍ରେ ରହିଥାଏ। ତା ଉପରକୁ କିଏ ଆସିବ? ନା କମ୍ପ୍ରେହେନ୍ସନ୍। କମ୍ପ୍ରେହେନ୍ସନ୍ କ'ଣ? ନା କିଛି ଗୋଟେ ଜିନିଷ ଅଛି, ତାକୁ ତୁମେ ବୁଝିବା ପାଇଁ ଚେଷ୍ଟା କରୁଛ, ବା ଗୋଟେ ପୁରା ପାରାଗ୍ରାଫ୍ ଅଛି, ତାକୁ ତା ଭିତରୁ ତାକୁ ପଢ଼ିକି ତୁମେ ତା ଭିତରୁ କିଛି ବୁଝିବା ପାଇଁ ଚେଷ୍ଟା କରୁଛ, ତାକୁ ହିଁ କମ୍ପ୍ରେହେନ୍ସନ୍। ଆମର ରିଡ଼ିଂ କମ୍ପ୍ରେହେନ୍ସନ୍ ପଡ଼େ ନା, ଆର୍ସି ପଡ଼େ ନା, ତା'ମାନେ କ'ଣ? ପୁରା ପାରାଗ୍ରାଫ୍ଟିକୁ ପଢ଼ି ଦେଇକି ତା ଭିତରୁ ତୁମେ କ'ଣ ବୁଝିବା ପାଇଁ ବୁଝିଲ, କିମ୍ବା ଗୋଟେ ଜିନିଷ ଦେଖିକି ତା ଭିତରୁ ତୁମେ କ'ଣ ବୁଝୁଛ, ସେଇଟା ହେଉଛି କମ୍ପ୍ରେହେନ୍ସନ୍। କମ୍ପ୍ରେହେନ୍ସନ୍ ମିନ୍ସ ଅଣ୍ଡରଷ୍ଟାଣ୍ଡିଂ ଦ ମିନିଂ ଅଫ୍ ଦି ମ୍ୟାଟେରିଆଲ୍। ଗୋଟେ ମ୍ୟାଟେରିଆଲ୍ ବିଷୟରେ ବୁଝିବା ବା ତାକୁ ଅଣ୍ଡରଷ୍ଟାଣ୍ଡ କରିବାଟା ହେଉଛି କମ୍ପ୍ରେହେନ୍ସନ୍। ଇଟ୍ ଇନକ୍ଲୁଡ୍ସ ଏକ୍ସପ୍ଲେନିଂ ସମଥିଙ୍ଗ ଇନ୍ ୟୋର୍ ଓନ୍ ୱାର୍ଡ଼ସ୍ ଅର୍ ସମରାଇଜିଂ। କିଛି ଗୋଟେ ଜିନିଷକୁ ତୁମେ ନିଜ ୱାର୍ଡ଼ରେ ତାକୁ ଏକ୍ସପ୍ଲେନ୍ କରିବ। ଧର ଗୋଟେ ଟପିକ୍ ଦେଇଛି, ତା ଉପରେ ତୁମେ ନିଜ ୱାର୍ଡ଼ରେ କିଛି ଲେଖିବା ପାଇଁ ଚାହୁଁଛ, ଦ୍ୟାଟ୍ ଇଜ୍ କମ୍ପ୍ରେହେନ୍ସନ୍। ବା ଗୋଟେ ଜିନିଷକୁ ତୁମେ ସମରାଇଜ୍ କରୁଛ, ଦ୍ୟାଟ୍ ଇଜ୍ କମ୍ପ୍ରେହେନ୍ସନ୍। ବୁଝିପାରିଲେ? ଇଟ୍ ଗୋଜ୍ ୱାନ୍ ଷ୍ଟେପ୍ ହାୟର୍ ଦେନ୍ ଜଷ୍ଟ ନଲେଜ୍। ନଲେଜ୍ର ଗୋଟେ ଷ୍ଟେପ୍ ଉପରକୁ କ'ଣ ଥାଏ? କମ୍ପ୍ରେହେନ୍ସନ୍ ଥାଏ। ତାପରେ ହେଉଛି କ'ଣ? ନା ଆପ୍ଲିକେସନ୍। ଆପ୍ଲିକେସନ୍ କ'ଣ? ନା ଆପ୍ଲିକେସନ୍ ମିନ୍ସ ୟୁଜିଂ ହ୍ୱାଟ୍ ୟୁ ହାଭ୍ ଲର୍ନ ଇନ୍ ରିଏଲ୍ ଲାଇଫ୍ ଅର୍ ନ୍ୟୁ ସିଚୁଏସନ୍। ଯାହା ତୁମେ ଶିଖିଛ, ଆଜି ଯାହା ତୁମେ ପଢ଼ିଛ, ଯାହା ତୁମେ ଶିଖିଛ, ହେଲା ତାକୁ ଯେତେବେଳେ ରିଏଲ୍ ଲାଇଫ୍ରେ ତାକୁ ହେଉଛି ତୁମେ ହେଉଛି ୟୁଜ୍ କରିବ, ବା ଗୋଟେ ସିଚୁଏସନ୍ରେ ତାକୁ ୟୁଜ୍ କରିବ, ତାକୁ ହେଉଛି ଆପ୍ଲିକେସନ୍ କୁହାଯାଏ। ତୁମକୁ ବିଜ୍ଞାନ ବହିରେ ସବୁ ଶିଖାଇଛି ନିଆଁଟାକୁ କେମିତି ଲିଭାଯାଏ। ଯେତେବେଳେ ଗୋଟେ ଜଣଙ୍କ ଘର ନିଆଁ ଲାଗିଛି, ହେଲା ତାକୁ ସେଠି ତୁମେ ଯେଉଁ ଲିଭେଇବ ବା ଲୋକମାନଙ୍କୁ କହିବ ଯେ ଏଇ ଉପାୟରେ ନିଆଁଟା ସାଙ୍ଗେ ସାଙ୍ଗେ ଲିଭିବ, ସେଇଠି ତୁମେ କ'ଣ କଲ? ଯାହା ତୁମେ ପଢ଼ିଥିଲ ତାକୁ ଗୋଟେ ଜାଗାରେ ଆପ୍ଲିକେସନ୍ କଲ। ତ ସେଇ କଥା କହୁଛି ଆପ୍ଲିକେସନ୍ କ'ଣ? ତୁମେ ଯାହା ଜାଣିଥିବ ଗୋଟେ ଜାଗାରେ ଯଦି ତାକୁ ପୁଟ୍ କଲ, ତାକୁ ହିଁ ଆପ୍ଲିକେସନ୍ କୁହାଯାଏ। ଇଟ୍ ଇନଭଲ୍ଭସ୍ ଆପ୍ଲାଇଂ ରୁଲ୍ସ, ମେଥଡ୍ସ ଅର୍ ଥିଓରିଜ୍ ଟୁ ସଲ୍ଭ ପ୍ରୋବ୍ଲେମ୍। ମ୍ୟାଥର ପ୍ରୋବ୍ଲେମ୍ ଅଛି, ହେଲା ବହୁତ ଡିଫିକଲ୍ଟ ପ୍ରୋବ୍ଲେମ୍ଟା ଅଛି, ସେଠି ତୁମେ ହେଉଛି ପ୍ଲସ୍ ମାଇନସ୍ କିମ୍ବା ଯାହା ଯାହା ଥିଓରି ସବୁ ପଢ଼ିଛ, ଯେଉଁ ମେଥଡ଼ର ସବୁ ହେଉଛି ପକେଇକି ସେ ପ୍ରୋବ୍ଲେମ୍ଟାକୁ ସଲ୍ଭ କଲେ, ତ ତାକୁ ହିଁ କହିବା ଆମେ କ'ଣ? ଆପ୍ଲିକେସନ୍ ବୋଲି କହିଥାନ୍ତି। ତାପରେ ଆନାଲିସିସ୍। Analysis means breaking down information into smaller parts to understand it better.
ହେଲା ଯେତେବେଳେ ତୁମେ ଗୋଟେ ଜିନିଷଟାକୁ ଭାଙ୍ଗି ଭାଙ୍ଗିକି ଛୋଟ ଛୋଟ ପାର୍ଟରେ ତୁମେ ହେଉଛି ବ୍ରେକ୍ କରିକି ତାକୁ ବୁଝିବା ପାଇଁ ଚାହୁଁଛ ଯେଉଁଭଳିଆ ତୁମର ବ୍ୟାଙ୍କିଂ କୁହ ଏସ୍ଏସ୍ସି କୁହ ସେଠି ହେଉଛି ସବୁ ଦେଖିବ ତୁମର ସବୁ ଏରର ପଡ଼ିଥାଏ ହେଲା ଗୋଟେ ସେଣ୍ଟେନ୍ସ ଦେଇଦେଇଥିବ କହିବ ୟା ଭିତରୁ ଏରର କେଉଁଠି ଅଛି ତାକୁ ବାଛ ତୁମେ କ'ଣ କର ଫାଷ୍ଟ ତୁମେ ଭାର୍ବ ଦେଖ ଯେ ଭାର୍ବର କିଛି ଏରର ଅଛି କି ତାପରେ ତୁମେ ପ୍ରିପୋଜିସନକୁ ଯାଅ ତାପରେ ତୁମେ ଆର୍ଟିକଲକୁ ଯାଅ ତ କ'ଣ କର ପୁରା ସେଣ୍ଟେନ୍ସଟାକୁ ଭାଙ୍ଗିକି ଗୋଟେ ଗୋଟେ ପାର୍ଟ ତାକୁ ଆନାଲିସିସ୍ କରିକି ଯାଅ ବ୍ରେକ୍ କରିକି ଯାଅ ତାକୁ ହେଉଛି ଆନାଲିସିସ୍ କରିବା ଯେତେବେଳେ ଗୋଟେ ପୁରା ବିଷୟଟାକୁ ଆମେ ସ୍ମଲର ପାର୍ଟରେ ଭାଙ୍ଗିକି ପ୍ରତି ବିଷୟକୁ ଆମେ ପ୍ରତି ପାର୍ଟକୁ ଆମେ ଆନାଲିସିସ୍ ବୁଝିଥାଉ ତାକୁ ହିଁ କହିଥାଉ କ'ଣ ଆନାଲିସିସ୍ ଇଟ୍ ଇନକ୍ଲୁଡ୍ସ ଫାଇଣ୍ଡିଂ ହାଉ ପାର୍ଟସ୍ ଆର୍ କନେକ୍ଟେଡ୍ ଆଣ୍ଡ ହାଉ ମେଟେରିଆଲ୍ ଇଜ୍ ଅର୍ଗାନାଇଜ୍ଡ ଆନାଲିସିସ୍ ଆମକୁ କହିଥାଏ ଯେ ଗୋଟେ ଗୋଟେ ପାର୍ଟ ଆଉ ଗୋଟେ ପାର୍ଟ ସହିତ କେମିତି କ'ଣ କନେକ୍ଟେଡ୍ ଅଛି ବା ଗୋଟେ ମେଟେରିଆଲଟି କେମିତି କ'ଣ ଅର୍ଗାନାଇଜ୍ ହେଇକି ରହିଛି ଏସବୁ ହେଉଛି କାହା ଭିତରେ ଯିବ ଆନାଲିସିସ୍ ଭିତରେ ଯିବ ତାପରେ ହେଉଛି କ'ଣ ନା ସିନ୍ଥେସିସ୍ ସିନ୍ଥେସିସ୍ କ'ଣ ନା ସିନ୍ଥେସିସ୍ ମିନ୍ସ ଜଏନିଂ ପାର୍ଟସ୍ ଟୁଗେଦର ଟୁ କ୍ରିଏଟ୍ ସମଥିଙ୍ଗ ନ୍ୟୁ ହେଲା ଯେତେବେଳେ ତୁମେ ଛୋଟ ଛୋଟ ଜିନିଷକୁ ସବୁ ୟୁଜ୍ କରିକି ହେଲା ଗୋଟେ ନୂଆ ଭଲ ଜିନିଷଟେ ଗୋଟେ ମାନେ ଗଢ଼ି ଦେଉଛ ବା ଗୋଟେ ଭଲ ଜିନିଷଟେ ତୁମେ ତିଆରି କରିଦେଉଛ ତାକୁ ହିଁ କୁହାଯାଏ ସିନ୍ଥେସିସ୍ ହେଲା ଯେଉଁଭଳିଆ ହେଉଛି କ'ଣ ହେଇଥାଏ ଗୋଟେ ଜଣେ ହେଉଛି ସ୍କଲ୍ପଚର୍ ବନେଇଥାଏ ବା ଗୋଟେ ମୂର୍ତ୍ତି ବନେଇଥାଏ ମୂର୍ତ୍ତି ପାଇଁ କ'ଣ ଦରକାର ସେ ଛୋଟ ଛୋଟ କାଗଜ କତରୁ ଛୋଟ ଛୋଟ କଲର୍ କତରୁ ଫୁଲ କତରୁ ସବୁ ପ୍ରକାର ସବୁ ଯେତେବେଳେ ମିଶେଇକି ସେ ଗୋଟେ ଭଲ ଭାବରେ ଗୋଟେ କ୍ରିଏଟିଭ୍ ୱାର୍କ କରେ ତାପରେ ଗୋଟେ ନୂଆ ଜିନିଷଟା ଗୋଟେ ସିନ୍ଥେସିସ୍ ହେଇଥାଏ ଗୋଟେ ମୂର୍ତ୍ତିଟା ସିନ୍ଥେସିସ୍ ହେଇଥାଏ ତ ସେଇ କଥା କହୁଛି ସିନ୍ଥେସିସ୍ ମାନେ କିଛି କିଛି ଜିନିଷକୁ ସବୁ ଯୋଡ଼ିକି ଗୋଟେ ନୂଆ ଜିନିଷଟାକୁ ତିଆରି କରିବାଟାକୁ ସିନ୍ଥେସିସ୍ କୁହାଯାଏ ଓକେ तो it involves planning, designing or creating original ideas or work. ये सिंथेसिस କରିବା ପାଇଁ ତୁମେ ଗୋଟେ ପ୍ଲାନିଂ ଦରକାର ଆଉ ଗୋଟେ ଡିଜାଇନିଂ କରିବ ସେ ମୂର୍ତ୍ତି ବନେଇବାରେ ଗୋଟେ ଡିଜାଇନିଂ ଦରକାର କିନ୍ତୁ କିଛି ଗୋଟେ ନୂଆ ଜିନିଷଟେ ତୁମେ ହେଉଛି କ'ଣ କରିବ କ୍ରିଏଟ୍ କରିବ ଗୋଟେ ଅରିଜିନାଲ୍ ଆଇଡ଼ିଆଟେ ଗୋଟେ କ୍ରିଏଟ୍ କରିଥାଏ ଗୋଟେ ସିନ୍ଥେସିସ୍ରେ ତାପରେ ହେଉଛି ଇଭାଲୁଏସନ୍ ଇଭାଲୁଏସନ୍ କ'ଣ ହେଇଥାଏ ନା ଇଭାଲୁଏସନ୍ ମିନ୍ସ ଜଜିଂ ଦ ଭ୍ୟାଲୁ ଅର୍ କ୍ୱାଲିଟି ଅଫ୍ ସମଥିଙ୍ଗ ବେସ୍ଡ ଅନ୍ କ୍ଲିୟର ଷ୍ଟାଣ୍ଡାର୍ଡସ୍ ମାନେ କ'ଣ ନା କିଛି ଗୋଟେ କ୍ଲିୟର ଷ୍ଟେଟମେଣ୍ଟ ପାଇଁ କ୍ଲିୟର କ୍ରାଇଟେରିଆ ନେଇକି କିଛି ଗୋଟେ ଜିନିଷକୁ ତୁମେ ଜଜମେଣ୍ଟ କରିବ ହେଲା ଧର 5 ଜଣ ଛୁଆ ହେଉଛି ଡିବେଟ୍ କଲେ 5 ଜଣ ଛୁଆ ଡିବେଟ୍ କଲେ ତୁମ ପାଖରେ କିଛି ଗୋଟେ ଷ୍ଟାଣ୍ଡାର୍ଡ଼ ଥିବ ବା କିଛି ଗୋଟେ କ୍ରାଇଟେରିଆ ଥିବ ଯେ ସେ ଡିବେଟ୍ ବିଷୟରେ କିଏ କେତେ ମିନିଟ୍ କହିଲା କିମ୍ବା କିଏ ସେ ଡିବେଟ୍ର ରିଲେଭେଣ୍ଟ ଫ୍ୟାକ୍ଟ ଆଡ଼ କହିଲା ତା ବିଷୟରେ ସବୁ ଏଇସବୁ ନେଇକି ଗୋଟେ ଜଣଙ୍କ ବିଷୟରେ ଗୋଟେ ଜଜମେଣ୍ଟ ଦେବା ବା ଜଣକୁ ଗୋଟେ ଜଜ୍ କରିବାଟାକୁ ହିଁ କ'ଣ କୁହାଯାଏ ଜଣଙ୍କର କ୍ୱାଲିଟିଟାକୁ ଜଜ୍ କରିବାଟାକୁ ହିଁ ଇଭାଲୁଏସନ୍ କୁହାଯାଇଥାଏ ଇଟ୍ ଇନକ୍ଲୁଡ୍ସ ଡିସାଇଡିଂ ଇଫ୍ ସମଥିଙ୍ଗ ଇଜ୍ ୟୁଜଫୁଲ୍ କରେକ୍ଟ ଅର୍ ଇଫେକ୍ଟିଭ୍ ଏଇ ତୁମେ ଇଭାଲୁଏସନ୍ କରିବା ଦ୍ୱାରା ବା ଗୋଟେ ଜିନିଷକୁ ଭଲ ଭାବରେ ଜଜ୍ କରିବା ଦ୍ୱାରା ତୁମେ ଜାଣିପାରିବ ଯେ ସେଇ ଜିନିଷଟା ତୁମ ପାଇଁ କେତେ ୟୁଜଫୁଲ୍ ବା କେତେ କରେକ୍ଟ ବା ସେଇଟା କେତେ ଇଫେକ୍ଟିଭ୍ ଏଇଟା ହେଉଛି ହାଏଷ୍ଟ ଲେଭେଲ୍ ଅଫ୍ ଥିଙ୍କିଂ ହେଲା ଏଇଟା ଥିଙ୍କିଂର ସବୁଠୁ ଉପରେ ରହିବ ବା ହେଉଛି ସବୁଠୁ ହାଏଷ୍ଟ ଲେଭେଲ୍ ଅଫ୍ ଥିଙ୍କିଂ କ'ଣ ଇଭାଲୁଏସନ୍ ସବୁଠୁ ଲୋଏଷ୍ଟ ଲେଭେଲ୍ର ନଲେଜ ସବୁଠୁ ହାଏଷ୍ଟ ଲେଭେଲ୍ର ଇଭାଲୁଏସନ୍ ରହିଥାଏ ବୁଝିପାରିଲେ ଏତିକି ତାପରେ ଯିବା ହେଉଛି ଇଣ୍ଡିପେଣ୍ଡେଣ୍ଟ ଥିଙ୍କିଂକୁ ଇଣ୍ଡିପେଣ୍ଡେଣ୍ଟ ଥିଙ୍କିଂ ତ ତୁମେ ୱାର୍ଡ଼ ଦେଖିଲା ବେଳକୁ ଜାଣିପାରୁଛ ଇଣ୍ଡିପେଣ୍ଡେଣ୍ଟ ଥିଙ୍କିଂ ମାନେ କ'ଣ ବିନା ସହାୟତାରେ ତୁମେ ନିଜେ ନିଜେ କ'ଣ ଭାବୁଛ କାହାର କିଛି ସହାୟତା ନୁହଁ ତୁମେ ନିଜ ମାଇଣ୍ଡରୁ କ'ଣ କ'ଣ ସବୁ ଆଇଡ଼ିଆ ହେଉଛି ସେଇଟା ହେଉଛି ଇଣ୍ଡିପେଣ୍ଡେଣ୍ଟ ଥିଙ୍କିଂ ହେଲା ସେଇଟା ହିଁ ଲେଖିଛି ମୁଁ ଦେଖ ଲେଖିଛି କ'ଣ ନା ଇଣ୍ଡିପେଣ୍ଡେଣ୍ଟ ଥିଙ୍କିଂ ମିନ୍ସ ଥିଙ୍କିଂ ଅନ୍ ୟୋର୍ ଓନ୍ ମାଇଣ୍ଡ ୱିଦାଉଟ୍ ଡିପେଣ୍ଡିଂ ଅନ୍ ଅଦର୍ସ କାହା ବିନା କାହାର ସହାୟତାରେ ତୁମ ନିଜ ମାଇଣ୍ଡ ୟୁଜ୍ କରିକି ଭାବିବା ବା ଚିନ୍ତା କରିବାଟାକୁ ହିଁ ଇଣ୍ଡିପେଣ୍ଡେଣ୍ଟ ଥିଙ୍କିଂ କୁହାଯାଇଥାଏ ତୁମର ଯେଉଁ ନୋଟ୍ଟା ମୁଁ ଲେଖା ହେଇଛି ବହୁତ ହି ଇଜି ୱାର୍ଡ଼ ଯେଉଁଟାକି ତୁମେ ପଢ଼ିଲେ ହିଁ ବୁଝିପାରିବ ଏଇଟା କ'ଣ କହୁଛି ତୁମ ବହିରେ ଯେଉଁ ଅଛି ସେଠି ଟିକେ କମ୍ପ୍ଲେକ୍ସ ୱାର୍ଡ଼ ଦେଇଛି ହେଲା ତୁମର ନା ସିଏ ଯେତେବେଳେ ତୁମକୁ ପଢ଼ିକି ଯିବ ତୁମକୁ ପୁରା 30 ପେଜ୍ ଯେତେବେଳେ ଲେଖିବ କିମ୍ବା 32 ପେଜ୍ ଯେତେବେଳେ ଲେଖିବ ତୁମକୁ ସଡନ୍ଲି ସେ ସବୁ ଆଡ଼କୁ ମନେ ପଡ଼ିବନି କିନ୍ତୁ এই নোট আড়ক পড়িলে তুমি এটি পয়েন্ট আড়ক মনে পড়ছিব হ্যাঁ স্যার এই পুরা ইজিলি ইয়াড়ে পড়া হয়েছিল ইজিলি ইয়াড়ে লেখা হয়েছিল পুরা ইজিলি তোমাকে মনে পড়িଯିବ বুঝিপার তো এটি ইনভলভস यूजिंग योर ओन ऑब्जर्वेशन एंड एक्सपीरियंस टू फॉर्म आइडियाज ଯେତେବେଳେ ତୁମେ ଯାହା ଯାହା ଅବଜର୍ଭେସନ୍ କରୁଥିବ ପୁରା ଏନଭାୟରମେଣ୍ଟର ଯାହା ଯାହା ଅବଜର୍ଭେସନ୍ କରୁଥିବ ବା ଯାହା ଯାହା ଏକ୍ସପିରିଏନ୍ସ କରୁଥିବ ତାକୁ ୟୁଜ୍ କରିକି ଯେତେବେଳେ ତୁମେ ଗୋଟେ ନୂଆ ଆଇଡ଼ିଆ ଗୋଟେ ଫର୍ମ କରିବ ବା ନୂଆ ଆଇଡ଼ିଆ ଗୋଟେ ଡେଭଲପ୍ କରିବ ତାକୁ ହିଁ କ'ଣ କୁହାଯାଏ ଇଣ୍ଡିପେଣ୍ଡେଣ୍ଟ ଥିଙ୍କିଂ କୁହାଯାଇଥାଏ ନିଜର ଏକ୍ସପିରିଏନ୍ସ ନିଜର ଅବଜର୍ଭେସନ୍ ୟୁଜ୍ କରିକି ଇଟ୍ ମିନ୍ସ ଡୁଇଂ ଥିଙ୍ଗସ୍ ଆକର୍ଡ଼ିଂ ଟୁ ୟୋର୍ ଓନ୍ ବିଲିଭ୍ସ ଆଣ୍ଡ ଓପିନିଅନ୍ସ ଯେତେବେଳେ ନିଜର ବିଲିଭ୍ସ ନିଜର ଓପିନିଅନ୍ ଦେଇକି ନିଜକୁ ଯେଉଁଟା ଠିକ୍ ଲାଗୁଥିବ ତାକୁ ବେସ୍ କରିକି ଯେତେବେଳେ ତୁମେ କିଛି ଗୋଟେ ଜିନିଷଟେ କରିବ ବା କିଛି ଗୋଟେ ପ୍ରୋବ୍ଲେମକୁ ତୁମେ ସଲ୍ଭ କରିବା ପାଇଁ ଯିବ ତାକୁ କୁହାଯିବ କ'ଣ ଇଣ୍ଡିପେଣ୍ଡେଣ୍ଟ ଥିଙ୍କିଂ ବୁଝିପାରିଲ ଇଣ୍ଡିପେଣ୍ଡେଣ୍ଟ ଥିଙ୍କିଂ କ'ଣ ତୁମେ କ'ଣ କହୁଛ ନା ଷ୍ଟ୍ରାଟେଜି ଟୁ ଡେଭଲପ୍ ଇଣ୍ଡିପେଣ୍ଡେଣ୍ଟ ଥିଙ୍କିଂଟା କେମିତି ତୁମେ ଡେଭଲପ୍ କରିପାରିବ ତୁମେ ନିଜ ଭିତରେ କେମିତି ଇଣ୍ଡିପେଣ୍ଡେଣ୍ଟ ଥିଙ୍କିଂଟା ଡେଭଲପ୍ କରିପାରିବ
ଫାଷ୍ଟ ହେଉଛି କ'ଣ ନା ଲିମିଟ୍ କନଭେନ୍ସନାଲ୍ ଥିଙ୍କିଂ। କନଭେନ୍ସନାଲ୍ ଥିଙ୍କିଂ କ'ଣ ନା କପି କରିବାକୁ କନଭେନ୍ସନାଲ୍ ଥିଙ୍କିଂ କୁହାଯାଏ। ଆଭଏଡ଼ କପିଂ ଅଦର୍ସ ଆଇଡ଼ିଆ, ଥିଙ୍କ ଅନ୍ ୟୋର୍ ଓନ୍ ଫାଷ୍ଟ। ହେଲା, ଅନ୍ୟ କାହାର ଆଇଡ଼ିଆକୁ ତୁମେ କପି କରନି। ହେଲା, ନିଜେ ଯାହା ଭାବୁଛ ବା ନିଜର ଯାହା ନଲେଜ ଅଛି ତାକୁ ବ୍ୟବହାର କରିକି ତୁମେ ନୂଆ କିଛି ଚିନ୍ତା କର ବା ନୂଆ କିଛି ତିଆରି କର। ସେଇଟା ହେଉଛି ଲିମିଟ୍ ଦ କନଭେନ୍ସନାଲ୍ ଥିଙ୍କିଂ। ତାପରେ କ'ଣ ନା ସିକ୍ ଚ୍ୟାଲେଞ୍ଜିଂ ଏକ୍ସପିରିଏନ୍ସ। ତ କ'ଣ ନା ଏକ୍ସପ୍ଲୋର ଆଇଡ଼ିଆଜ୍ ଅର୍ ବୁକ୍ସ ଦ୍ୟାଟ୍ ଗୋ ଏଗେନଷ୍ଟ ୟୋର୍ ଭ୍ୟୁଜ୍। ମାନେ କ'ଣ ଚ୍ୟାଲେଞ୍ଜିଂ ଏକ୍ସପିରିଏନ୍ସ କର, ମାନେ କ'ଣ ତୁମେ ଏମିତିଆ କିଛି କଣ୍ଟେଣ୍ଟ ଦେଖ ବା ଏମିତିଆ କିଛି ବୁକ୍ ପଢ଼, ଏମିତିଆ କିଛି ପେପର୍ ପଢ଼ ଯେଉଁଟାକି ତୁମେ ଯାହା ଭାବୁଛ ତା ଏଗେନଷ୍ଟରେ ସେ କହୁଥାଉ। ସେଇଠୁ ହିଁ ତୁମେ ଶିଖିବ ଯେ ତୁମର ଯେଉଁ ଭାବନାଟା ସେଇଟା ଠିକ୍ ନା ଭୁଲ। ବୁଝିପାରିଲ? ତ ସେଇଟା କହୁଛି ସେଇଭଳିଆ ବହି ପଢ଼, ସେଇଭଳିଆ ଆଇଡ଼ିଆ ଦେଖ, ଆଇଡ଼ିଆଜକୁ ଏକ୍ସପ୍ଲୋର କର ଯିଏ ତୁମ ଭ୍ୟୁର ଅପୋଜିଟ୍ ଡାଇରେକ୍ସନରେ ଯାଉଥିବ। ତାପରେ ଟ୍ରାଏ ନ୍ୟୁ ଥିଙ୍ଗ। ହେଲା, ଭିଜିଟ୍ ନ୍ୟୁ ପ୍ଲେସ୍, ମିଟ୍ ଡିଫରେଣ୍ଟ ପିପୁଲ୍, ଇଟ୍ ନ୍ୟୁ ଫୁଡ୍ସ। ଯେତେବେଳେ ତୁମେ ନ୍ୟୁ ନ୍ୟୁ ସବୁ ଜିନିଷ କରିବ ବା ନୂଆ ନୂଆ ଜିନିଷକୁ ଯେତେବେଳେ ଏକ୍ସପ୍ଲୋର କରିବ ସେତେବେଳେ ତୁମ ଭିତରେ ଇଣ୍ଡିପେଣ୍ଡେଣ୍ଟ ଥିଙ୍କିଂ ସ୍କିଲ୍ଟା ଡେଭଲପ୍ ହେବ। ବୁଝିପାରିଲେ? ତାପରେ ହେଉଛି ପ୍ରାକ୍ଟିସ୍ ଡିସବିଲିଭ୍। ଏଇଟା ଯେଉଁ ବହୁତ ଇମ୍ପୋର୍ଟାଣ୍ଟ। ଡୋଣ୍ଟ ବ୍ଲାଇଣ୍ଡଲି ଆକ୍ସେପ୍ଟ ଏନିଥିଙ୍ଗ, ଅଲୱେଜ୍ ଚେକ୍ ଇଫ୍ ଇଟ୍ ମେକ୍ସ ସେନ୍ସ। ମାନେ କିଛି ବି ଜିନିଷକୁ ତୁମେ ଆଖି ବୁଜିକି ଛୁଆ ବିଶ୍ୱାସ କର, ସବୁଟାକୁ ଚେକ୍ କର। ଯେଉଁଭଳିଆ ହେଉଛି ତୁମେ ଛୁଆ ଦେଖିଥିବ, ଏବେ ଦେଖିବ ସେଲିବ୍ରିଟି ମାନେ ଛୁଆ ଦେଖିବ ହଜାର ହଜାର ଏଡ୍ସ କରୁଛନ୍ତି। ହେଲା, ଯେ ଏଟା ଭଲ, ସେଟା ଭଲ, ସେଟା ଭଲ, ଏଟା ଭଲ। ହେଲା, ସେମାନେ କେବେ ସେ ଆଡ଼କୁ ୟୁଜ୍ କରିଛନ୍ତି? କେବେ ଛୁଆ ସେ ଆଡ଼କୁ ୟୁଜ୍ କରିଥିବେନି। ସେ ଖାଲି କହିଦେଉଥିବେ ଏଟା ଭଲ, ସେଟା ଭଲ। ତ ତାକୁ ଆଖି ବୁଜିକି ବହୁତ କରିବା, ଆଖି ବୁଜିକି ମାନି ନେବା ପରିବର୍ତ୍ତେ ଆମେ ତା ବିଷୟରେ ଭଲ ଭାବରେ ତାକୁ କ'ଣ କରିବା, ଏକ୍ସପ୍ଲେନ୍ କରିବା ବା ତା ଭିତରେ ବେଶୀ ଭଲ ଭାବରେ ତାକୁ ଆନାଲିସିସ୍ କରିକି ସେ ଜିନିଷ ଆଡ଼କୁ ପରଚେସ୍ କରିବା ଦରକାର। ଯେଉଁଭଳିଆ ତୁମ କ୍ୟାରିୟର ଚଏସ୍ରେ ଦେଖିବ, ତୁମେ ଯେତେବେଳେ ଛୁଆ କିଛି ଗୋଟେ ଡିସିସନ୍ ନେବ, ଥରେ ମୁଁ କେଉଁ କ୍ୟାରିୟରକୁ ଚୁଜ୍ କରିବି, କି ବ୍ୟାଙ୍କିଂ ନେମି କିମ୍ବା ରେଲୱେ ନେମି କିମ୍ବା କୌଣସି ଫିଲ୍ଡର ତୁମେ ହେଉଛି କାମ କରିବା ପାଇଁ ଚାହିଁବ, ହଜାର ଲୋକ ଥିବେ, ହଜାର କଥା କହିବେ ତୁମକୁ। କହିବେ ଇଏ ବ୍ୟାଙ୍କିଂର ହେଉଛି ଏଇ ସବୁ ଡିମେରିଟ୍ ଅଛି, କିମ୍ବା ଟିଚିଂ ଲାଇନ୍ର ତୁ ହେଉଛି ଦୂରରେ ପଢ଼ିବୁ, ଆଇ କୁଆଡ଼େ ପଢ଼ିବୁ, ଇଏ ପଢ଼ିବୁ, ଦରମା କମ, କିମ୍ବା ହଜାର ଛୁଆ କଥା କହିବେ। ହେଲା, ତୁମକୁ ସବୁବେଳେ ପାଇଁ ଡିମୋଟିଭେଟ୍ କରିବା ପାଇଁ ଚେଷ୍ଟା କରିବ। ତୁମେ ଯେଉଁ ସେମିତିଆ ଡିମୋଟିଭେଟ୍ କେବେ ବି ହେବନି। ତା ବିଷୟରେ ମାନେ କାହା କଥାକୁ ଆକ୍ସେପ୍ଟ କରିବନି। ନିଜକୁ ଯେଉଁଟା ଭଲ ଲାଗୁଛି ସେଇଟା ସବୁବେଳେ ପାଇଁ କରିବା ପାଇଁ ଚେଷ୍ଟା କରିବ। ତ ହଜାରେ ଛୁଆ ଗୋଟେ ଜବ୍‌ରେ ହଜାରେ ଛୁଆ ଡିମେରିଟ୍ ଥାଇପାରେ, କିନ୍ତୁ ଗୋଟେ ମେରିଟ୍ ହେଉଛି ତୁମ ଛୁଆ ଜବ୍ ଦରକାର। ତୁମ ଘରେ ଯେଉଁ ପ୍ୟାରେଣ୍ଟସ୍ ମାନେ ଅଛନ୍ତି ତାଙ୍କ ପାଇଁ ତ ଜବ୍ ଦରକାର ନା। ତ କାହା କଥା ଶୁଣନି, ଖାଲି ପାଠ ପଢ଼, କଷ୍ଟ କର ଆଉ ଜବ୍ ଗୋଟେ ନିଅ। ଓକେ, ତାପରେ ଦେଖ ଏକ୍ସେପ୍ଟ ଫେଲୁଅର୍। ହେଲା, ସେ କହୁଛି ଯଦି ଇଣ୍ଡିପେଣ୍ଡେଣ୍ଟ ଥିଙ୍କିଂ କରିବା ପାଇଁ ଚାହୁଁଛ ତାହେଲେ ତୁମେ ଫେଲୁଅର୍ ଆଡ଼କୁ ଫାଷ୍ଟ ଏକ୍ସେପ୍ଟ କର। କାହିଁକିନା କୁହାଯାଏ କ'ଣ ନା ଫେଲୁଅର୍ ଇଜ୍ ଦ ଫାଷ୍ଟ ଷ୍ଟେପ୍ ଅଫ୍ ଦି ସକ୍ସେସ୍। ସକ୍ସେସ୍‌ର ଫାଷ୍ଟ ଷ୍ଟେପ୍ ହେଉଛି ଫେଲୁଅର୍। ଯେପର୍ଯ୍ୟନ୍ତ ତୁମେ ଫେଲୁଅର୍ ହେଇନାହ, ଯେପର୍ଯ୍ୟନ୍ତ ତୁମେ ଗୋଟେ ଥର ଯଦି ହାରିନାହ, ସେ ପର୍ଯ୍ୟନ୍ତ ତୁମେ ସକ୍ସେସ୍ ପାଇଯିବ କିନ୍ତୁ ଏତେ ମଜା ଆସିବନି। ବୁଝିପାରିଲ? ତ ଫେଲୁଅର୍‌ଟିକୁ ବି ଏକ୍ସେପ୍ଟ କର। ସେ କହୁଛି ମିଷ୍ଟେକ୍‌କୁ ତୁମେ ଏକ୍ସେପ୍ଟ କର ଆଉ ତା ଦେହରୁ କିଛି ନୂଆ ଜିନିଷ ଶିଖ। ତାପରେ ୟୁଜ୍ ଲଜିକ୍ ଅଲୱେଜ୍। ସବୁବେଳେ ପାଇଁ ଯେତେବେଳେ ବି ତୁମେ ଡିସିସନ୍ ନେଉଛ, ସବୁବେଳେ ପାଇଁ ତୁମେ ଇମୋସନାଲି ହୁଅନି। ଇମୋସନାଲି ହେଇକି କୌଣସି ଡିସିସନ୍ ନିଆଯାଏନି। ଲଜିକାଲି ଥିଙ୍କିଂ କରିକି ଡିସିସନ୍ ନିଅ। ଡୋଣ୍ଟ ଟ୍ରାଏ ଟୁ ଇମ୍ପ୍ରେସ୍। କାହାକୁ ମାନେ ତୁମେ ଯାହା ବି କରୁଛ କାହାକୁ ଇମ୍ପ୍ରେସ୍ କରିବା ପାଇଁ କରନି। ଇମ୍ପ୍ରେସ୍ କରିବା ପାଇଁ କେଉଁ କାମ କରନି। ନିଜକୁ ଯେଉଁଟା ଠିକ୍ ଲାଗୁଛି, ନିଜ ପାଇଁ ଯେଉଁଟା ରାଇଟ୍ ସେଇଟା ଉପରେ ଫୋକସ୍ କର। ବି ରେଡି ଟୁ ଟେକ୍ ରିସ୍କ। ଟ୍ରାଇଂ ନ୍ୟୁ ଆଇଡ଼ିଆଜ୍ ମେ ବି ରିସ୍କ ବଟ୍ କ୍ୟାନ୍ ଲିଡ୍ ଟୁ ଗ୍ରେଟ୍ ସକ୍ସେସ୍। ସବୁବେଳେ ପାଇଁ ତୁମେ ନୂଆ କିଛି ଗୋଟେ ଜିନିଷଟା ଧର ୟୁପିଏସ୍ସି, କାହାର ବି ଆମର ହିମ୍ମତ ହେଉନି ଯେ ୟୁପିଏସ୍ସିଟାକୁ ଆମେ ଇଏ କରିବା। ତ ସବୁବେଳେ ପାଇଁ ଛୁଆ ରିସ୍କ ନିଅ। ହେଲା, ତାପରେ ରିସ୍କ ନେବ, ତାପରେ କାମ କରିବ, ଇଏ କରିବ, ତାପରେ ଯାଇକି ତୁମକୁ ବୁଝ କ'ଣ ସକ୍ସେସ୍ ମିଳିବ। ତ ସବୁ କିଛି ଜିନିଷରେ ତୁମକୁ ରିସ୍କ ନେବା ଦରକାର। ହେଲା, ତାପରେ ହେଉଛି କ'ଣ ନା କ୍ୟାରେକ୍ଟରିଷ୍ଟିକ୍ସ ଅଫ୍ ଇଣ୍ଡିପେଣ୍ଡେଣ୍ଟ ଥିଙ୍କର୍ସ। ହେଲା, ଇଣ୍ଡିପେଣ୍ଡେଣ୍ଟ ଥିଙ୍କର୍ ମାନଙ୍କର କ୍ୟାରେକ୍ଟରିଷ୍ଟିକ୍ସ କ'ଣ ହେବା ଦରକାର? ଦେଖ, ଫାଷ୍ଟ ହେଉଛି ପରସିଷ୍ଟାନ୍ସ। ପରସିଷ୍ଟାନ୍ସ ମାନେ ତୁମ ପାଖରେ ଧୈର୍ଯ୍ୟ ଥିବା ଦରକାର। ହେଲା, କିଛି ବି ଜିନିଷକୁ ତୁମେ ପାଇବା ପାଇଁ ତୁମ ପାଖରେ ଧୈର୍ଯ୍ୟ ରହିବା ବହୁତ ହିଁ ଜରୁରୀ। ତାପରେ ସେଲ୍ଫ ବିଲିଭ୍, ନିଜ ଉପରେ ଭରସା ରଖ ଯେ ଦିନେ ନା ଦିନେ ଏଇ ଜିନିଷଟାକୁ କରିଦେବ। ବା ଇଣ୍ଡିପେଣ୍ଡେଣ୍ଟ ଥିଙ୍କର ପାଖରେ ସେଲ୍ଫ ବିଲିଭ୍ ରହିବା ଦରକାର। ତାପରେ କନଫିଡେନ୍ସ। ହେଲା, ତୁମ ଭିତରେ କନଫିଡେନ୍ସ ଥିବା ଦରକାର। କିଛି ଗୋଟେ ଜିନିଷକୁ ନେଇକି ତୁମ ଭିତରେ କନଫିଡେନ୍ସ ଥିବା ଦରକାର, ହଁ ମୁଁ ଏଇ ଜିନିଷଟା ପାରିବି। ତାପରେ ଡିଟରମିନେସନ୍, ତୁମ ପାଖରେ ଗୋଟେ ଲକ୍ଷ୍ୟ ଥିବା ଦରକାର। ହେଲା, ବିନା ଲକ୍ଷ୍ୟର ଛୁଆ କୌଣସି ମାନେ କାହାକୁ ଗୋଟେ ଆଚିଭ୍ କରିହେବନି। ତୁମ ପାଖରେ ସମସ୍ତଙ୍କ ପାଖରେ ଗୋଟେ ନା କିଛି ତ ଲକ୍ଷ୍ୟ ରହିବା ଦରକାର। ଆଉ ଯଦି ସେ ଲକ୍ଷ୍ୟ ଅଛି, ସେ ଲକ୍ଷ୍ୟ ପାଇଁ ଆଜିଠୁ ଲାଗିବ। ତୁମେ ଛୁଆ ଏବେ ବିଏଡ଼୍ର ଥାର୍ଡ଼ ସେମିଷ୍ଟର ଦେଉଛ, ଓକେ, ଥାର୍ଡ଼ ସେମିଷ୍ଟର ଦେଉଛ ଆଉ ଏବେ ଦେବ ହେଉଛି ଆଉ ମାନେ ଗୋଟେ ମାସ ପରେ ଥାର୍ଡ଼ ସେମିଷ୍ଟର ଦେବ। ତା'ର 2ରୁ 3 ମାସ ପରେ ହେଇଯିବ ଫୋର୍ଥ ସେମିଷ୍ଟର ହେଇଯିବ। ତୁମେ ବିଏଡ଼୍ ଆଉ କହିଥିଲେ ନା ଆଉ 5 ମାସ ଭିତରେ ତୁମ ବିଏଡ଼୍ କମ୍ପ୍ଲିଟ୍।
ବିଏଡ୍ କମ୍ପ୍ଲିଟ୍ ପରେ ଆଜି ଆସିଥିଲା ଛୁଆ ଏସ୍ଏସ୍ବି ଟିଜିଟିର ଗୋଟେ ଦିଆହେଇଛି ଯେ ଗଭର୍ଣ୍ଣମେଣ୍ଟକୁ ଯେ କେତେଟା କ'ଣ ଭ୍ୟାକେନ୍ସି ଅଛି। ତ ତୁମକୁ ଲାଗୁଛି ଯେ ତୁମର ବିଏଡ୍ ସରିତେ ସରିତେ ନୂଆ ଭ୍ୟାକେନ୍ସି ତୁମ ଆଗରେ ପଡ଼ିଯିବ ବା ତୁମେ ବିଏଡ୍ ସାରିଥିବ ତୁମ ଆଗରେ ପୋଷ୍ଟ ଆସିଯିବ ଯେ ଏଇଟାର ପୋଷ୍ଟ ଆସିଗଲା କିମ୍ବା ତାର ଦେଖିବ ଆଇଦର ତୁମେ ଯେତେବେଳେ ବିଏଡ୍ ସାରିବ ତୁମ ଆଗରେ ଏସ୍ଏସ୍ବି ଟିଜିଟିର ଜବ୍ ଥିବ ନହେଲେ ଆର୍ଏସ୍ଟିର ଜବ୍ ଥିବ। କିନ୍ତୁ ତୁମେ ଯେଉଁ ଏବେ ଯଦି କିଏ କମ୍ପିଟେଟିଭ୍ ଲାଇନ୍ ପାଇଁ ପଢ଼ୁଛ ତାହେଲେ କମ୍ପିଟେଟିଭ୍ ଲାଇନ୍ ପାଇଁ ଡେଡିକେସନ୍ ହେଇକି ପଢ଼। ଯଦି ଯେଉଁମାନେ ବିଏଡ୍ ଉପରେ ହିଁ ଫୋକସ୍ କରୁଛ ସେ ଏବେଠୁ ଛୁଆ ଆର୍ଏସ୍ଟି ଟିଜିଟିର ସିଲାବସ୍ କାଢ଼ିକି ତା ପାଇଁ ଲାଗି ପଡ଼। କାରଣ ତୁମେ ଯେତେବେଳେ ବିଏଡ୍ ସାରିବ ତୁମ ଆଗରେ ହିଁ ଛୁଆ ଜବ୍ ଥିବ। ଆଉ ଜବ୍ ଥିବ ମାନେ ତୁମେ ଯଦି କହିବ ମୁଁ ସେଇ ତାଳିଆ ବସିକି ପାଠ ପଢ଼ିକି ସେଇ ତାଳିଆ ଛୁଆ ଏକ୍ଜାମ୍ ଦେବି କେବେ ପାରିବନି। କାରଣ ବାଲେଶ୍ୱର ଉପରେ ପଳେଇ ଆସିବ 3-4 ବର୍ଷ ହେଲା ଛୁଆ ବସିକି ପାଠ ପଢ଼ୁଛନ୍ତି। ତ ସେମାନେ ଫାଷ୍ଟ ପାଇବେ ନା ତୁମେ ଫାଷ୍ଟ ପାଇବ। ତ ତାଙ୍କ ସହିତ କମ୍ପିଟିସନ୍ ଦେବା ପାଇଁ ତୁମକୁ ଏବେଠୁ ପଢ଼ିବା ପାଇଁ ପଡ଼ିବ ହେଲା। ତ ଏବେଠୁ ଛୁଆ ପଢ଼ ହେଲା। ହଁ ମୁଁ କରୁଥିଲି ଛୁଆ ଦେଖ ଇଣ୍ଡିପେଣ୍ଡେଣ୍ଟ ଥିଙ୍କର୍ସ। ଇଣ୍ଡିପେଣ୍ଡେଣ୍ଟ ଥିଙ୍କର୍ସର କ'ଣ ଥିବ କନଫିଡେନ୍ସ ଥିବ ଡିଟରମିନେସନ୍ ଥିବ ଆଉ ହେଉଛି ସେଲ୍ଫ ଆୱାରନେସ୍ ଥିବ ହେଲା। ନିଜ ବିଷୟରେ ସେ ନିଜେ ଜାଣିଥିବ ତାର ୱିକନେସ୍ କ'ଣ ତାର ଷ୍ଟ୍ରେନ୍ଥ କ'ଣ ସେ ନିଜ ବିଷୟରେ ଜାଣିଥିବା ଦରକାର। ଓକେ ତାପରେ ହେଉଛି ବେନିଫିଟ୍ସ ଅଫ୍ ଇଣ୍ଡିପେଣ୍ଡେଣ୍ଟ ଥିଙ୍କିଂ। ଗୋଟେ ଇଣ୍ଡିପେଣ୍ଡେଣ୍ଟ ଥିଙ୍କିଂର ବେନିଫିଟ୍ସ କ'ଣ କ'ଣ ତୁମେ ଯଦି ଇଣ୍ଡିପେଣ୍ଡେଣ୍ଟ ଥିଙ୍କିଂ କରିବ ତୁମେ କ'ଣ କ'ଣ ଫାଇଦା ପାଇବ। ଫାଷ୍ଟ ହେଉଛି ତୁମର ଏକାଡେମିକ୍ ପରଫର୍ମାନ୍ସ ଭଲ ଆସିବ ହେଲା। ତୁମେ ଭଲ ପ୍ରୋଜେକ୍ଟ କରିପାରିବ ଭଲ ମାର୍କ ଗେନ୍ କରିପାରିବ। ତା ଭିତରେ ତୁମ ଭିତରେ ମୋଟିଭେସନ୍ ଆସିବ ତୁମ ଭିତରେ କନଫିଡେନ୍ସ ଆସିବ। ତା ଛଡ଼ା ଗୋଟେ ଷ୍ଟୁଡେଣ୍ଟଟେ ଜାଣିପାରିବ ତା ଭିତରେ କ'ଣ କ'ଣ ଷ୍ଟ୍ରେନ୍ଥ ଅଛି କ'ଣ କ'ଣ ୱିକନେସ୍ ଅଛି ସେଥିରେ ସେ ଇଣ୍ଡିପେଣ୍ଡେଣ୍ଟଲି ଥିଙ୍କିଂ କରିବ। ତାପରେ ଇଟ୍ ଆଲାଉଜ୍ ଟିଚର୍ସ ଟୁ ଗିଭ୍ସ ଟାସ୍କ ଆକର୍ଡିଂ ଟୁ ଷ୍ଟୁଡେଣ୍ଟ ନିଡ୍ସ ହେଲା। ଇଣ୍ଡିପେଣ୍ଡେଣ୍ଟ ଥିଙ୍କିଂ କରିବା ଦ୍ୱାରା ସାର୍ ମାନେ କ'ଣ କରିବେ ନା ଯେଉଁ ଛୁଆଟା ଯେଉଁ ଭଳିଆ ଟାସ୍କ ପାଇଁ ପ୍ରସ୍ତୁତ ସେ ସେଇଭଳିଆ ଟାସ୍କ ତାକୁ ଦେବେ। ଇଟ୍ ପ୍ରମୋଟ୍ସ ସୋସିଆଲ ଇନକ୍ଲୁଜନ୍ ଆଣ୍ଡ ହେଲ୍ପସ୍ ଷ୍ଟୁଡେଣ୍ଟସ୍ ଫିଲ୍ ମୋର୍ କନେକ୍ଟେଡ୍ ହେଲା। ଏହାଦ୍ୱାରା କ'ଣ ହେବ ନା ସୋସିଆଲ ଇନକ୍ଲୁଜନ୍ ହେବ ମାନେ ସବୁ ଛୁଆ ହେଲା। ଯେତେବେଳେ ତୁମେ ଇଣ୍ଡିପେଣ୍ଡେଣ୍ଟ ଥିଙ୍କିଂ କରିବ ନୂଆ ନୂଆ ଜିନିଷ ସବୁ ଥିଙ୍କ କରିବ ସେତେବେଳେ କ'ଣ କରିବ ନା ସବୁ ଛୁଆ ମିଶିକି ଗୋଟେ ଜାଗାରେ ପଢ଼ିବେ ଦ୍ୟାଟ୍ ଇଜ୍ ସୋସିଆଲ ଇନକ୍ଲୁଜନ୍। କୌଣସି ବାଛ ବିଚାରରେ ରହିବ ନାହିଁ କାରଣ ତୁମ ଥିଙ୍କିଂଟା ସମସ୍ତଙ୍କ ଠାରୁ ଅଲଗା। ତ ସେଥିପାଇଁ ତୁମେ ସୋସିଆଲ ଇନକ୍ଲୁଜନକୁ ପ୍ରମୋଟ୍ କରିବ ହେଲା। ଛୁଆମାନେ ନିଜକୁ ମୋର୍ କନେକ୍ଟେଡ୍ କରିପାରିବେ କୌଣସି କି ବାଛ ବିଚାର ବର୍ଣ୍ଣ ଫର୍ଣ୍ଣ କିମ୍ବା ଜାତିକି ନେଇକି କାହା ଭିତରେ କିଛି ବାଛ ବିଚାର ରହିବ ନାହିଁ। ବୁଝିପାରିଲ। ତାପରେ ହେଉଛି କ୍ରିଟିକାଲ୍ ଥିଙ୍କିଂ। କ୍ରିଟିକାଲ୍ ଥିଙ୍କିଂ ମାନେ ଛୁଆ ଆନାଲିସିସ୍ କରିବା। ଆନାଲିସିସ୍ ମାନେ କେଉଁଟା ଠିକ୍ କେଉଁଟା ଭୁଲ କେଉଁଟା ମୋ ପାଇଁ ଖରାପ କେଉଁଟା ମୋ ପାଇଁ ଭଲ ହେଲା ସେଇଟା ହେଉଛି କ୍ରିଟିକାଲ୍ ଥିଙ୍କିଂ। କିଛି ଗୋଟେ ଜିନିଷ ଉପରେ ବହୁତ ଭଲ ଭାବରେ ଆନାଲିସିସ୍ କରିବାଟା କ୍ରିଟିକାଲ୍ ଥିଙ୍କିଂ କୁହାଯାଏ। କ୍ରିଟିକାଲ୍ ଥିଙ୍କିଂ ମିନ୍ସ ଥିଙ୍କିଂ କ୍ଲିୟରଲି ଆଣ୍ଡ ଲଜିକାଲି ଟୁ ଅଣ୍ଡରଷ୍ଟାଣ୍ଡ ଏ ପ୍ରୋବ୍ଲେମ୍ ଅର୍ ଆଇଡ଼ିଆ ଡିପଲି। କିଛି ଗୋଟେ ପ୍ରୋବ୍ଲେମ୍ କିମ୍ବା କିଛି ଗୋଟେ ଆଇଡ଼ିଆ ଉପରେ ତୁମେ ପୁରା ଲଜିକାଲି ତାକୁ ଥିଙ୍କିଂ କରିବ। ଲଜିକ୍ ଲଗେଇକି ଥିଙ୍କିଂ କରିବ ଯେ ଏଇଟା ମୋ ପାଇଁ ଭୁଲ କି ଠିକ୍ ଏଟାରେ କ'ଣ ପାଇଁ ଏଇଟା ଠିକ୍ କ'ଣ ପାଇଁ ଭୁଲ ଏଇଟା ଯେତେବେଳେ ତୁମେ ଥିଙ୍କିଂ କରିବ ତାକୁ ହେଉଛି କହିବା କ'ଣ କ୍ରିଟିକାଲ୍ ଥିଙ୍କିଂ ବୋଲି କହିବା। ଇଟ୍ ଇଜ୍ ଦ ଏବିଲିଟି ଟୁ ଆନାଲାଇଜ୍ ଇନଫର୍ମେସନ୍ କେୟାରଫୁଲି ଆଣ୍ଡ ଡିସାଇଡ୍ ହ୍ୱାଟ୍ ଇଜ୍ ଟ୍ରୁ ଅର୍ ୟୁଜଫୁଲ୍। ତୁମେ ଗୋଟେ ତୁମର ଇନଫର୍ମେସନ୍କୁ ବହୁତ ଭଲ ଭାବରେ ଆନାଲାଇଜ୍ କରିବ। ତା ଛଡ଼ା କ'ଣ କରିବ ନା କେଉଁଟା ତୁମ ପାଇଁ ସତ୍ୟ କେଉଁଟା ୟୁଜଫୁଲ୍ କେଉଁଟା ଠିକ୍ କେଉଁଟା ଭୁଲକୁ ଡିସାଇଡ଼୍ କରିବାଟାକୁ ହିଁ କୁହାଯାଏ କ'ଣ ଯେଉଁ ଏବିଲିଟା ଯେଉଁ ଯାହା ପାଖରେ ଥାଏ ଯେ ଏଇଭଳିଆ ସେ ଡିସାଇଡ଼୍ କରୁଛି ତାକୁ କହିବା କ୍ରିଟିକାଲ୍ ଥିଙ୍କିଂ ବୋଲି କହିବା। କ୍ରିଟିକାଲ୍ ଥିଙ୍କର୍ସ ଆସ୍କ କ୍ୱେଶ୍ଚନ୍ ହାଇଡ୍ ଏଭିଡେନ୍ସ ଡୁ ନଟ୍ ବିଲିଭ୍ ଏନିଥିଙ୍ଗ ବ୍ଲାଇଣ୍ଡଲି। ଯେଉଁମାନେ କ୍ରିଟିକାଲ୍ ଥିଙ୍କର ମାନେ ହେଇଥାନ୍ତି ସେ ସବୁବେଳେ ପାଇଁ ଅନ୍ୟକୁ କ୍ୱେଶ୍ଚନ୍ ପଚାରିଥାନ୍ତି ତା ବିଷୟରେ ସେ ପ୍ରୋବ୍ଲେମ୍ ବିଷୟରେ ଏଭିଡେନ୍ସ କଲେକ୍ଟ କରିଥାନ୍ତି। ତା ଛଡ଼ା କିଛି ବି ଜିନିଷକୁ ସେ ବ୍ଲାଇଣ୍ଡଲି ହେଉଛି କ'ଣ କରିଥାନ୍ତି ମାନେ ମାନି ନେଇଥାନ୍ତିନି। ଗୋଟେ ଏକ୍ଜାମ୍ପଲ୍ ଦେଖ ସିମ୍ପଲ୍ ଏକ୍ଜାମ୍ପଲ୍ ଦେଇକି ବୁଝାଇବି କାହିଁକି ସବୁବେଳେ ପାଇଁ ଏକ୍ଜାମ୍ପଲ୍ ଦିଏ ଛୁଆ କାହିଁକି ନା ଏକ୍ଜାମ୍ପଲ୍ରେ ତୁମର ବହୁତ ଭଲ ଭାବରେ ମନେ ରହିଯିବ। ତୁମକୁ ଥିଓରି ଯେତେ ବର୍ଷ ମନେ ନ ରହିବ ଏକ୍ଜାମ୍ପଲ୍ ଦେଇଦେଲେ ଯଦି ତୁମେ ସିମ୍ପଲି ବୁଝି ନେଉଛ ପାଠଟାକୁ ତ ଭୁଲିକି ତୁମେ ଏକ୍ସପ୍ଲେନ୍ କରିକି ସେଠି ଲେଖିପାରିବ। ଦେଖ ତୁମ ଫ୍ରେଣ୍ଡ ତୁମକୁ କ'ଣ କହିଲା ନା ଦିସ୍ ମେଡ଼ିସିନ୍ ୱାର୍କସ୍ ଫର୍ ଏଭ୍ରିୱାନ୍। ଗୋଟେ ମେଡ଼ିସିନ୍ ସେ ଆଣିଲା କହିଲା ଯେ ଏଇ ମେଡ଼ିସିନ୍ଟା ସବୁ ଡାଇବେଟିକ୍ସ ପେସେଣ୍ଟ ପାଇଁ ଉପଯୁକ୍ତ ବା ସବୁ ଡାଇବେଟିସ୍ ଯେତିକି ପେସେଣ୍ଟ ଅଛନ୍ତି ସେଇ ମେଡ଼ିସିନ୍ ଖାଇଲେ ଭଲ ହେଇଯିବେ। ତୁମେ କ'ଣ କଲ ନା ଇନଷ୍ଟେଡ୍ ଅଫ୍ ବିଲିଂ ଇଟ୍ ଇମିଡ଼ିଏଟଲି ୟୁ ୱାଜ୍ ମାନେ ତୁମେ ତାକୁ ବିଶ୍ୱାସ କଲ ନାହିଁ ସାଙ୍ଗେ ସାଙ୍ଗେ ତାକୁ ବିଶ୍ୱାସ କଲ ନାହିଁ। ତୁମେ ତାକୁ କ'ଣ ପଚାରିଲ କ'ଣ ପ୍ରୁଭ୍ ଅଛି ଯେ ଏଇଟା ହେଉଛି ସମସ୍ତଙ୍କୁ ଆପ୍ଲାଏ ହୁଏ ଡକ୍ଟର କ'ଣ ଏଇଟା ରେକମେଣ୍ଡ କରୁଛି କି ୟାର ସାଇଡ଼୍ ଇଫେକ୍ଟ କ'ଣ କ'ଣ ଅଛି। ଏଇ ଯେଉଁ ସବୁ ଛୁଆ ତା ଉପରେ ବା ସେଇ ଯେଉଁ ଷ୍ଟେଟମେଣ୍ଟ ଉପରେ ସେ ଯେଉଁ ଛୁଆଟା କହିଲା ଆଉ ତା ଉପରେ ତୁମେ ଆନାଲିସିସ୍ କଲ ତାକୁ ବିଭିନ୍ନ ପ୍ରକାର ତା ଉପରେ ତୁମ ମନ ଭିତରେ କ୍ୱେଶ୍ଚନ୍ ଆସିଲା କ'ଣ ସେଇ ଯେଉଁ କଥାଟା କହୁଛି ସେଟା ଠିକ୍ ଭୁଲ କି ଠିକ୍ ହେଲା। ସେଇ ଯେଉଁ କ୍ୱେଶ୍ଚନ୍ କରିବା କେୟାରଫୁଲ୍ କ୍ୱେଶ୍ଚନ୍ କରିବା ବା କିଛି ଗୋଟେ ଜିନିଷକୁ ଆକ୍ସେପ୍ଟ କରିବା ପୂର୍ବରୁ ତାକୁ ଭଲ ଭାବରେ ଆନାଲିସିସ୍ କରିବା ସେଇ ଏବିଲିଟିଟାକୁ କ'ଣ କୁହାଯାଏ କ୍ରିଟିକାଲ୍ ଥିଙ୍କିଂ କୁହାଯାଏ। ବୁଝିପାରିଲ। ତାପରେ ହେଉଛି ଏଲିମେଣ୍ଟସ୍ ଅଫ୍ କ୍ରିଟିକାଲ୍ ଥିଙ୍କିଂ।
ଯେଉଁମାନେ କ୍ରିଟିକାଲ୍ ଥିଙ୍କର ଅଛନ୍ତି ତାଙ୍କ ପାଖରେ କ'ଣ କ'ଣ ଏଲିମେଣ୍ଟସ୍ ରହିବା ଦରକାର ବା ଏଲିମେଣ୍ଟସ୍ ଅଫ୍ କ୍ରିଟିକାଲ୍ ଥିଙ୍କିଂ। ଫାର୍ଷ୍ଟ ହେଉଛି ଆଇଡେଣ୍ଟିଫାଇ ପ୍ରିମିସେସ୍ ଆଣ୍ଡ କନକ୍ଲୁଜନ୍। ଫାର୍ଷ୍ଟ ବୁଝିବ ତୁମର ମେନ୍ ଆଇଡ଼ିଆ କ'ଣ ଆଉ ତାର କ'ଣ କ'ଣ ସବୁ ଆର୍ଗ୍ୟୁମେଣ୍ଟ ହେଇପାରିବ ବା ସେ ଆର୍ଗ୍ୟୁମେଣ୍ଟର ରେଜଲ୍ଟ କ'ଣ ହେଇପାରିବ। ଯେଉଁଭଳିଆ ମେନ୍ ଆଇଡ଼ିଆ ଯେ ଏଠି ଥିଲା ଯେ ମେଡ଼ିସିନଟା ଠିକ୍ କି ଭୁଲ, ତାପରେ ତୁମେ ସବୁ ଡିଫରେଣ୍ଟ ଟାଇପ୍ ଅଫ୍ ଆର୍ଗ୍ୟୁମେଣ୍ଟ କଲ, ଏସବୁ ଆର୍ଗ୍ୟୁମେଣ୍ଟ କଲ, ତାପରେ ଆର୍ଗ୍ୟୁମେଣ୍ଟରୁ ତୁମେ କନକ୍ଲୁଜନ୍ କାଢ଼ିବ। ତ ସେଇଟା କହୁଛି ତୁମେ ଫାର୍ଷ୍ଟ ପ୍ରୋବ୍ଲେମଟାକୁ ଆଇଡେଣ୍ଟିଫାଇ କର, ପ୍ରିମିସେସକୁ ଆଇଡେଣ୍ଟିଫାଇ କର, ଆଉ ତାର କନକ୍ଲୁଜନ୍ କାଢ଼। ବୁଝିପାରିଲ? ତାପରେ ହେଉଛି କ୍ଲାରିଫାଇଙ୍ଗ ଆର୍ଗ୍ୟୁମେଣ୍ଟ। ଯାହା ଯାହା ସବୁ ଆର୍ଗ୍ୟୁମେଣ୍ଟ କାଢ଼ିଛ ବା ଏଇ ସବୁ ତମର ଆର୍ଗ୍ୟୁମେଣ୍ଟ ଥିଲା ତାକୁ କ୍ଲାରିଫାଇ କର। ମାନେ କ'ଣ? ତାକୁ ସବୁ ତା ବିଷୟରେ ସବୁ ଡାଟା କଲେକ୍ଟ କର ବା ଡାଟା ତାକୁ ଭଲ ଭାବରେ ଆନାଲାଇଜ୍ କର। ଦେ ଡିଟେକ୍ଟ ଅନକ୍ଲିୟର ଅର ଭାଗ୍ୟୁ ଆଇଡ଼ିଆସ୍। ମାନେ ଏଇ ଯେଉଁ ଆର୍ଗ୍ୟୁମେଣ୍ଟ ଆଡ଼କୁ ତୁମକୁ ଆହୁରି ଅଧିକାରୁ ଅଧିକା ଆଇଡ଼ିଆ ସେ ପ୍ରୋବ୍ଲେମ୍ ଉପରେ ତୁମକୁ ଦେବ। ତାପରେ ଏଷ୍ଟାବ୍ଲିଶିଂ ଫ୍ୟାକ୍ଟସ୍। ଦେ ଚେକ୍ ଇଫ୍ ଦ ଫ୍ୟାକ୍ଟସ୍ ଆର୍ ଟ୍ରୁ ଅର୍ ଆଣ୍ଡ କମ୍ପ୍ଲିଟ୍। ତାପରେ ତୁମେ ଯେଉଁ ସବୁ ଫ୍ୟାକ୍ଟସ୍ ଆଡ଼କୁ କାଢ଼ିବ, ଏଇ ଆର୍ଗ୍ୟୁମେଣ୍ଟରୁ ତୁମେ ଯାହା ଯାହା ସବୁ ଆନ୍ସର୍ ପାଇବ ବା ଯେଉଁ ଯେଉଁ ଫ୍ୟାକ୍ଟ ଆଡ଼କୁ କାଢ଼ିବ, ସେ ଫ୍ୟାକ୍ଟସ୍ ଆଡ଼କୁ ଟ୍ରୁ ଅଛି କି ବା ସତ୍ୟ ଅଛି କି ବା କମ୍ପ୍ଲିଟ୍ ଅଛି କି, ସେ ସବୁ ଆଡ଼କୁ ତୁମେ ଚେକ୍ କର। ତାପରେ ହେଉଛି ଇଭାଲୁଏଟିଂ ଲଜିକ୍। ଦେ ସି ଇଫ୍ ଦ ରିଜନିଂ ଇଜ୍ ଷ୍ଟ୍ରଙ୍ଗ ଅର୍ ୱିକ୍। ତୁମେ ଯେଉଁ ବେସିସ୍ରେ ତା ବିଷୟରେ ଆର୍ଗ୍ୟୁମେଣ୍ଟ କରୁଛ କ'ଣ ସେଇଟା ଠିକ୍ ବା ସେଇ ଯେଉଁ ତୁମେ ଯେଉଁ ଲଜିକ୍ଟା ଲଗାଉଛ ସେ ଲଜିକ୍ଟା ଠିକ୍ ନା ଭୁଲ, ହେଲା? ତ ଷ୍ଟ୍ରଙ୍ଗ ଅର୍ ୱିକ୍, ତ ସେଇଟା ତୁମେ ଇଭାଲୁଏଟ୍ କର। ତାପରେ ଫାଇନାଲ୍ ଇଭାଲୁଏସନ୍। ଏଇ ସବୁ ସରିଲା ପରେ ଲାଷ୍ଟକୁ ତୁମେ ଡିସିସନ୍ ନେବ। ଦେ ଜଜ୍ ଦ କ୍ୱାଲିଟି ଅଫ୍ ଆର୍ଗ୍ୟୁମେଣ୍ଟ ବେସ୍ଡ ଅନ୍ ଦି ଏଭିଡେନ୍ସ ଆଣ୍ଡ ଲଜିକ୍। ତୁମେ ଯାହା ଯାହା ସବୁ ଆର୍ଗ୍ୟୁମେଣ୍ଟ କରିଥିଲ ଆଉ ଯାହା ଯାହା ତୁମ ପାଖରେ ସବୁ ଇନଫର୍ମେସନ୍ ଥିଲା ତାକୁ ବେଷ୍ଟ କରିକି ଲାଷ୍ଟକୁ ତୁମେ ଡିସିସନ୍ ନେବ ଯେ ତୁମ ସାଙ୍ଗ ଯେଉଁଟା କହୁଛି ସେଇଟା ଠିକ୍ ଅର୍ ଭୁଲ। ଓକେ। ତାପରେ ହେଉଛି ସ୍କିଲ୍ସ ଅଫ୍ ଏ କ୍ରିଟିକାଲ୍ ଥିଙ୍କର। ଗୋଟେ କ୍ରିଟିକାଲ୍ ଥିଙ୍କର ପାଖରେ କ'ଣ କ'ଣ ସ୍କିଲ୍ ରହିବା ଦରକାର। ଫାର୍ଷ୍ଟ ତାର ଆନାଲାଇଜିଂ ପାୱାର। ସିଏ ଗୋଟେ ଜିନିଷକୁ ବହୁତ ଭଲ ଭାବରେ ଆନାଲାଇଜ୍ କରିପାରୁଥିବା ଦରକାର। ବ୍ରେକିଂ ଡାଉନ୍ ଆଇଡ଼ିଆଜ୍ ଇଣ୍ଟୁ ସ୍ମଲର ପାର୍ଟସ୍ ଟୁ ଅଣ୍ଡରଷ୍ଟାଣ୍ଡ ଦେମ୍। କିଛି ଗୋଟେ ଆଇଡ଼ିଆ ଅଛି ବା କିଛି ଗୋଟେ ପ୍ରୋବ୍ଲେମ୍ ଅଛି ତାକୁ ଛୋଟ ଛୋଟ ପାର୍ଟରେ ବ୍ରେକ୍ କରିକି ତା ଭଲ ଭାବରେ ବୁଝିବାଟାକୁ କ'ଣ କୁହାଯାଏ? ଆନାଲାଇଜିଂ ସ୍କିଲ୍। ଡିସ୍କ୍ରିମିନେଟିଂ ନୋନ୍ ସିମିଲାରିଟିଜ୍ ଆଣ୍ଡ ଡିଫରେନ୍ସେସ୍। ହେଲା, କିଛି ଯେଉଁ ଯେଉଁ ସବୁ ଆର୍ଗ୍ୟୁମେଣ୍ଟସ୍ ଥିଲା ବା କିଛି ଗୋଟେ ଜିନିଷ ଥିଲା ତାର ହେଉଛି କ'ଣ କ'ଣ ସିମିଲାରିଟି ରହିଛି ଆଉ କ'ଣ କ'ଣ ତା ଭିତରେ ଡିଫରେନ୍ସ ରହିଛି ସେ ସବୁକୁ ଆନାଲିସିସ୍ କରିବା। କିଛି ଗୋଟେ ଜିନିଷକୁ ଭଲ ଭାବରେ ବୁଝିବା, ଡିସ୍କ୍ରିମିନେଟ୍ କରିବା, ହେଲା, ତାକୁ ହେଉଛି କ'ଣ କୁହାଯାଏ? କ୍ରିଟିକାଲ୍ ଥିଙ୍କରର ଗୋଟେ ସ୍କିଲ୍। ତାପରେ ଇନଫର୍ମେସନ୍ ସିକିଂ। ଇନଫର୍ମେସନ୍ ସିକିଂ କ'ଣ? କଲେକ୍ଟିଂ କରେକ୍ଟ ଆଣ୍ଡ ୟୁଜଫୁଲ୍ ଇନଫର୍ମେସନ୍। ଯଦି ତୁମେ ଗୋଟେ ବିଷୟରେ ଆର୍ଗ୍ୟୁମେଣ୍ଟ କରିବା ପାଇଁ ଚାହୁଁଛ, ଗୋଟେ ବିଷୟକୁ ଭଲ ଭାବରେ ଆନାଲିସିସ୍ କରିବା ପାଇଁ ଚାହୁଁଛ, ତାହେଲେ କରେକ୍ଟ ଆଉ ୟୁଜଫୁଲ୍ ଇନଫର୍ମେସନ୍ ଆଡ଼କୁ କଲେକ୍ଟ କର। ତାପରେ ଟ୍ରାନ୍ସଫର୍ମିଂ ନଲେଜ୍। ୟୁଜିଂ ନଲେଜ୍ ଇନ୍ ଏ ନ୍ୟୁ ଅର୍ ଡିଫରେଣ୍ଟ ଆଇଡ଼ିଆଜ୍। ଯିଏ ବି କ୍ରିଟିକାଲ୍ ଥିଙ୍କର ଥିବ ସେ ଯେମିତି ଗୋଟେ ଫିଲ୍ଡର ଯେଉଁ ନଲେଜ୍ ଅଛି ଆଉ ଗୋଟେ ଫିଲ୍ଡରେ ସେଟା ଆପ୍ଲାଏ କରିପାରୁଥିବ। ଧର ଗୋଟେ ଛୁଆଟେ ଅଛି ମ୍ୟାଥ୍ରୁ ସେ ବହୁତ ଭଲ ଭାବରେ ଜାଣିଛି, ତାହେଲେ ସେ ଯାଇକି ସେ ବିଜନେସ୍ରେ ଯେତେବେଳେ କାଲକୁଲେସନ୍ ହେବ, ବିଜନେସ୍ର ପ୍ରଫିଟ୍ ଲସ୍ରେ ସେ ମ୍ୟାଥ୍ଟାକୁ ସେ ୟୁଜ୍ କଲା। ତ ଗୋଟେ ଏଇଟା ହେଉଛି ଟ୍ରାନ୍ସଫର୍ମିଂ ନଲେଜ୍। ମାନେ ଗୋଟେ ଫିଲ୍ଡରୁ ତୁମେ ନଲେଜ୍ ନେଇକି ଆଉ ଗୋଟେ ଫିଲ୍ଡରେ ତୁମେ ୟୁଜ୍ କଲ। ତାପରେ ବେନିଫିଟ୍ ଅଫ୍ କ୍ରିଟିକାଲ୍ ଥିଙ୍କିଂ। କ୍ରିଟିକାଲ୍ ଥିଙ୍କିଂର ବେନିଫିଟ୍ କ'ଣ କରିବ? ତା ଦ୍ୱାରା ତୁମେ ବେଷ୍ଟ ଅପସନ୍ ଚୁଜ୍ କରିପାରିବ। ତୁମ ପାଇଁ କେଉଁଟା ଠିକ୍। ଧର ତୁମ ପାଖର 4ଟା 5ଟା ଖଣ୍ଡେ ସବୁ ହେଉଛି ତୁମର ଅଛି କ୍ୟାରିୟରକୁ ନେଇକି ସବୁ ତୁମ ପାଖରେ ଅପସନ୍ ଅଛି, ତା ଭିତରେ ତୁମେ କେଉଁଟା ହେଉଛି ଚୁଜ୍ କରିବ, ସେଇଟା ହେଉଛି କ୍ରିଟିକାଲ୍ ଥିଙ୍କିଂ। ସେଠି ତୁମକୁ ହେଲ୍ପ କରିଥାଏ। ତାପରେ ୟୁ କ୍ୟାନ୍ ଫାଇଣ୍ଡ ଏ ସ୍ମାର୍ଟ ଆଣ୍ଡ ଇଫେକ୍ଟିଭ୍ ସଲ୍ୟୁସନ୍ ଅଫ୍ ଏ ପ୍ରୋବ୍ଲେମ୍। ଗୋଟେ ପ୍ରୋବ୍ଲେମ୍ର ତୁମେ ଇଜିଲି ସଲ୍ୟୁସନ୍ ଫାଇଣ୍ଡ ପାରିବ ଆଉ ସ୍ମାର୍ଟ ସଲ୍ୟୁସନ୍ ଆଡ଼କୁ ତା ଭିତରେ ତୁମେ ଫାଇଣ୍ଡ କରିପାରିବ। You do not get easily fooled or confused by false information। କିଛି ଗୋଟେ ଫଲ୍ସ ଇନଫର୍ମେସନ୍ ଦ୍ୱାରା ତୁମେ କେବେ ବି ଭୁଲ ବନିଯିବନି କିମ୍ବା ତୁମେ କେବେ ବି କନଫ୍ୟୁଜ୍ ବନିଯିବନି। ଯେଉଁଭଳି ଆଜ୍ଞା ମିଡ଼ିଆ, ଟିଭି, ତୁମର ସୋସିଆଲ୍ ମିଡ଼ିଆ, ବିଭିନ୍ନ ପ୍ରକାର ସବୁ ଭୁଲ ଇନଫର୍ମେସନ୍ ସବୁ ଆସୁଛି, ଫଲ୍ସ ଇନଫର୍ମେସନ୍ ଆସୁଛି। ଯଦି ତୁମ ପାଖରେ କ୍ରିଟିକାଲ୍ ଥିଙ୍କିଂ ସ୍କିଲ୍ ଥିବ ତୁମେ ସେସବୁ ଫଲ୍ସ ଇନଫର୍ମେସନ୍ର ପଡ଼ିବ ନାହିଁ। ତୁମେ ସେ ଇନଫର୍ମେସନ୍ ଦେଖିବା ପରେ ତୁମ ମାଇଣ୍ଡକୁ ଆସିବ ଯେ ଏଇ କଥାଟା ସତ ନା ମିଛ ନା ଏଇଟା ଗୋଟେ ଫଲ୍ସ ଇନଫର୍ମେସନ୍, ଏସବୁ ତୁମ ମାଇଣ୍ଡକୁ ଆସିଯିବ, ଯାହାଦ୍ୱାରା ତୁମେ କନଫ୍ୟୁଜ୍ ହେବ ନାହିଁ। ୟୁ ଲର୍ନ ଟୁ ଥିଙ୍କ ଫର୍ ୟୋରସେଲ୍ଫ ଇନଷ୍ଟେଡ୍ ଅଫ୍ କପିଂ ଅଦର୍ସ। ତୁମେ ଅନ୍ୟ କାହାକୁ କପି କରିବା ଅପେକ୍ଷା ନିଜର ଯେଉଁ ସ୍କିଲ୍ ଅଛି ସେ ସବୁକୁ ୟୁଜ୍ କରିକି ତୁମେ ଭଲ ଭାବରେ ବୁଝିପାରିବ, ଭଲ ଭାବରେ ଅଣ୍ଡରଷ୍ଟାଣ୍ଡ କରିପାରିବ। ତାପରେ ହେଉଛି କ୍ରିଏଟିଭ୍ ଥିଙ୍କିଂ। କ୍ରିଏଟିଭ୍ କ'ଣ ନା କ୍ରିଏଟିଭ୍ ଥିଙ୍କିଂ ମାନେ କିଛି ଗୋଟେ ନୂଆ ଜିନିଷ ଛୁଆ ବନେଇବା ଯେଉଁଟାକି ଆଜି ଯାଏ କେହି ବନେଇ ନାହାନ୍ତି। ସେଇଭଳିଆ କିଛି ନୂଆ ନୂଆ ଜିନିଷ ବନେଇବାଟାକୁ କ୍ରିଏଟିଭ୍ ଥିଙ୍କିଂ କୁହାଯାଇଥାଏ। କ୍ରିଏଟିଭିଟି ଇଜ୍ ଦ ଏବିଲିଟି ଅଫ୍ ଏ ପର୍ସନ୍ ଟୁ ଜେନେରେଟ୍ ନ୍ୟୁ ଆଣ୍ଡ ଅରିଜିନାଲ୍ ଆଇଡ଼ିଆଜ୍। କ୍ରିଏଟିଭିଟି କାହାକୁ କୁହାଯାଏ? ନା ଗୋଟେ ପର୍ସନ୍ଟେ ଯେତେବେଳେ କିଛି ଗୋଟେ ନୂଆ ଆଉ ଅରିଜିନାଲ୍ ମାନେ ଯେଉଁଟା
କପି ନୁହେଁ, ନିଜର ଅରିଜିନାଲ୍ ଆଇଡ଼ିଆଟାକୁ ଯେତେବେଳେ ସେ ଜେନେରେଟ୍ କରୁଛି, ଗୋଟେ ନୂଆ ଜିନିଷଟାକୁ ଜେନେରେଟ୍ କରୁଛି, ତାକୁ ଆମେ କହିବା କ'ଣ? କ୍ରିଏଟିଭିଟି କହିଥାନ୍ତି। କ୍ରିଏଟିଭିଟି ହେଲ୍ପସ୍ ଇନ୍ ମେକିଂ ସମଥିଙ୍ଗ ୟୁନିକ୍। ହେଲା, କିଛି ଜିନିଷ ଗୋଟେ ୟୁନିକ୍ ଜିନିଷଟା ଗଢ଼ିବାଟାକୁ କ୍ରିଏଟିଭିଟି କୁହାଯାଇଥାଏ। ଲାଇକ୍ ୟୁ ଷ୍ଟୋରି, ପିକ୍ଚର, ସଲ୍ୟୁସନ୍ ଅର୍ ଇନଭେନ୍ସନ୍। ହେଲା, ଯଦି ତମେ ଗୋଟେ ଏମିତି ଗୋଟେ ଷ୍ଟୋରି ଲେଖୁଛ, ଆଜି ଜଷ୍ଟ ତା ଉପରେ ସେମିତି ଗୋଟେ ଷ୍ଟୋରି କେହି ଲେଖିନାହାନ୍ତି। ଯେଉଁଟା ତମେ ଦେଖିବ ଫିଲ୍ମ, ନୂଆ ନୂଆ ଫିଲ୍ମ ଆସୁଛି, ନୂଆ ନୂଆ ଫିଲ୍ମରେ ନୂଆ ନୂଆ ସବୁ ରାଇଟର ମାନେ ଡିଫରେଣ୍ଟ ଡିଫରେଣ୍ଟ ଟାଇପ୍ ଷ୍ଟୋରି ଦେଉଛନ୍ତି। ତ ରାଇଟରଙ୍କର ସେମିତି ଗୋଟେ କ୍ରିଏଟିଭିଟି କାମ। ସେମିତିଆ ଷ୍ଟୋରି ଆଉ କେହି ଦେଇଥିଲେ ବି ସେମାନେ ଫାର୍ଷ୍ଟ ଟାଇମ୍ ପାଇଁ ଗୋଟେ ଷ୍ଟୋରି ଦେଲେ। ସେଭଳିଆ ପିକ୍ଚର, ସଲ୍ୟୁସନ୍, ନୂଆ ନୂଆ ପିକ୍ଚର ଆର୍ଟ କରିବା, କିଛି ଗୋଟେ ପ୍ରୋବ୍ଲେମର ସଲ୍ୟୁସନ୍ ଫାଇଣ୍ଡ କରିବା, ନୂଆ ନୂଆ ସବୁ ସାଇଣ୍ଟିଷ୍ଟ ମାନେ ଇନଭେନ୍ସନ୍ କରୁଛନ୍ତି, ସେ ସବୁ ମଧ୍ୟ ଗୋଟେ କ୍ରିଏଟିଭିଟିର ଯିବ। ଏକ୍ସାମ୍ପଲ୍ ଦେଖିବା ଗୋଟେ କ୍ରିଏଟିଭିଟିର, ମେକିଂ ଏ ଟଏ କାର୍ ଫ୍ରମ୍ ଏ ୱେଷ୍ଟ ମେଟେରିଆଲ୍। ଗୋଟେ ଛୁଆଟେ ଅଛି, ସେ ତା ଘର ଭିତରେ ଯେତିକି ସବୁ ୱେଷ୍ଟ ମେଟେରିଆଲ୍ ଥିଲା ତାକୁ ୟୁଜ୍ କରିକି ଗୋଟେ ଟଏ କାର୍ ବନେଇଲା। ତ ତାକୁ ଆମେ କହିବା କ'ଣ? କ୍ରିଏଟିଭିଟି ବୋଲି କହିବା। ତାପରେ ମିନିଂ ଅଫ୍ କ୍ରିଏଟିଭିଟି, କ୍ରିଏଟିଭ ଥିଙ୍କିଂର ମିନିଂ କ'ଣ? ଏତେ ଥିଲା କ୍ରିଏଟିଭିଟି। କ୍ରିଏଟିଭିଟି ଥିଙ୍କିଂର ମିନିଂ କ'ଣ? ନା କ୍ରିଏଟିଭିଟି ଥିଙ୍କିଂ ଇଜ୍ ସିଇଂ ଏ ପ୍ରୋବ୍ଲେମ୍ ଇନ୍ ଏ ନ୍ୟୁ ୱେ ଟୁ ଫାଇଣ୍ଡ ଏ ନ୍ୟୁ ଆଣ୍ଡ ୟୁନିକ୍ ସଲ୍ୟୁସନ୍। ଯେତେବେଳେ ତମେ ଗୋଟେ ପ୍ରୋବ୍ଲେମକୁ, ହେଲା, ଗୋଟେ ପ୍ରୋବ୍ଲେମକୁ ଗୋଟେ ନୂଆ ୱେରେ ଦେଖିବ, ହେଲା, ଆଉ ତାର କ'ଣ କରିବ ନା ଗୋଟେ ନୂଆ ଆଣ୍ଡ ୟୁନିକ୍ ସଲ୍ୟୁସନ୍ ତମେ ତା ଭିତରୁ ଖୋଜିବାକୁ ପାଇବ, ତାକୁ କୁହାଯାଏ କ'ଣ? କ୍ରିଏଟିଭିଟି। ବୁଝିପାରିଲ? ଗୋଟେ କିଛି ବି ଗୋଟେ ପ୍ରୋବ୍ଲେମ୍ ଅଛି, ତାକୁ ନୂଆ ୱେରେ ତମେ ଦେଖିବ, ଯେଉଁଟା ପୁରା ଦୁନିଆ ଦେଖୁଛି ସେମିତି ନୁହେଁ। ତମେ କିଛି ନୂଆ ଦେଖିବ, ଆଉ ତା ଭିତରୁ ଗୋଟେ ୟୁନିକ୍ ସଲ୍ୟୁସନ୍ ତମେ ଖୋଜିବ। ଯଦି ଏକ୍ସାମ୍ପଲ୍ ଦେଉଛ, ସବୁଠୁ ଫନି ଏକ୍ସାମ୍ପଲ୍ ହେଉଛି, ଯଦି ଦେଖିବ ତମେ ଇନଭେଷ୍ଟିଗେସନ୍ ବେସ୍ଡ ଫିଲ୍ମ ଦେଖିବ, ସେତେବେଳେ ସମସ୍ତେ ଯେତିକି ପୁଲିସ୍ ଥିବେ ସେ ଗୋଟେ କେସ୍‌କୁ ସଲ୍ଭ କରିପାରୁଥିବେନି। ଯିଏ ମେନ୍ ହିରୋ ଥିବ ସିଏ ଯେତେବେଳେ ଆସିବ, ମାନେ କିଛି ଗୋଟେ ଅଲଗା ସେ ଭାବିବ, ବା ସେ ଗୋଟେ କିଛି ଗୋଟେ ଅଲଗା ଏମିତିଆ କରିବ ଯିଏକି ସେ ପ୍ରୋବ୍ଲେମଟାକୁ ସଲ୍ଭ କରିଦେବ। ତାକୁ ହିଁ କହିବା ଆମେ କ୍ରିଏଟିଭ୍ ଥିଙ୍କିଂ। ଓକେ, ଇଟ୍ ହେଲ୍ପସ୍ ଅସ୍ ଥିଙ୍କିଂ ଡିଫରେଣ୍ଟଲି ଆଣ୍ଡ କମ୍ସ ଅପ୍ ୱିଥ୍ ନ୍ୟୁ ଆଇଡ଼ିଆଜ୍। ଦେଖ, ଏଇ କ୍ରିଏଟିଭ୍ ଥିଙ୍କିଂ ଆମକୁ ହେଲ୍ପ କରିଥାଏ କ'ଣ? ନା କିଛି ଗୋଟେ ଡିଫରେଣ୍ଟଲି ଭାବିବା, ହେଲା, ଆଉ ଗୋଟେ ନୂଆ ଆଇଡ଼ିଆ ସହିତ ଆସିବା। ଯେତେବେଳେ ଘରର ସବୁ ଯେଉଁ ୱେଷ୍ଟ ମେଟେରିଆଲ୍ ପଡ଼ିଥିଲା, ତାଙ୍କ ଘର ସମସ୍ତେ ଦେଖୁଥିଲେ, ସେ ଛୁଆ ବ୍ୟତୀତ ସେ ୱେଷ୍ଟ ମେଟେରିଆଲ୍‌କୁ ସବୁ ଦେଖୁଥିଲେ, କିନ୍ତୁ ସେ ଛୁଆଟା ମାଇଣ୍ଡରେ କିଛି ଗୋଟେ ଡିଫରେଣ୍ଟଲି ଆସିଲା, ବା ଡିଫରେଣ୍ଟଲି ସେ ସମସ୍ତଙ୍କ ଠାରୁ ଡିଫରେଣ୍ଟ ୱେରେ ଗୋଟେ ଭାବିଲା, ତାପରେ ସେ ତା ଭିତରେ ଗୋଟେ ଟଏ କାର୍‌ଟେ ଗୋଟେ ବନେଇ ଦେଲା। ତାକୁ କହିବା କ୍ରିଏଟିଭ୍ ଥିଙ୍କିଂ। କ୍ରିଏଟିଭ୍ ଥିଙ୍କିଂ ହ୍ୟାପେନ୍ ଆକ୍ସିଡେଣ୍ଟାଲି ଅର୍ ଥ୍ରୋ ପ୍ଲାନ୍ଡ ଟେକ୍ନିକ୍ସ। କ୍ରିଏଟିଭ୍ ଥିଙ୍କିଂଟା ଯେଉଁ ଅଛି ସେ ଆକ୍ସିଡେଣ୍ଟାଲି ହେଇପାରେ, ବା ତମେ ବସିଥିବ ତମ ମାଇଣ୍ଡକୁ ଗୋଟେ ପଳେଇ ଆସିବ, ଗୋଟେ ପଳେଇ ଆସିବ, ପ୍ଲାନିଂ ଗୋଟେ ପଳେଇ ଆସିବ, ନହେଲେ ତମେ ତାକୁ ପ୍ଲାନ୍ କରିକି ପୁରା ଷ୍ଟେପ୍ ବାଇ ଷ୍ଟେପ୍ ପ୍ଲାନ୍ କରିକି ଗୋଟେ ଥିଙ୍କିଂ ତମେ ଡେଭଲପ୍ କରିପାରିବ। In today's fast world, planned creative thinking saves time and helps you find better. ତୁମେ ଯଦି କିଛି ବି ଗୋଟେ ଜିନିଷକୁ ପ୍ଲାନ୍ କରିକି ତା ବିଷୟରେ ଥିଙ୍କ କରିକି ସେ ଜିନିଷଟାକୁ କରୁଛ, ବା ସେ ପ୍ରୋବ୍ଲେମଟାକୁ ସଲ୍ଭ କରୁଛ, ସେ ତୁମ ଟାଇମ୍ ବଞ୍ଚେଇବ, କିଛି ମାନେ ଭୁଲ ହେବାର ଚାନ୍ସେସ୍ ନାହିଁ, ଆଉ କ'ଣ ଗୋଟେ ବେଟର୍ ଆଇଡ଼ିଆସ୍ ଗୋଟେ ଦେବ, ଗୋଟେ ବେଟର୍ ସଲ୍ୟୁସନ୍ ତୁମକୁ ଗୋଟେ ଫାଇଣ୍ଡ କରିବାରେ ହେଲ୍ପ କରିବ। ଓକେ, ତାପରେ ଦେଖିବା କମ୍ପୋନେଣ୍ଟ ଅଫ୍ କ୍ରିଏଟିଭିଟିର କ'ଣ କ'ଣ କମ୍ପୋନେଣ୍ଟ ଅଛି। ଫାଷ୍ଟ ହେଉଛି ଫ୍ଲୁଏନ୍ସି। ଓକେ, ତାପରେ ହେଉଛି ଫ୍ଲେକ୍ସିବିଲିଟି, ତାପରେ ଓରିଜିନାଲିଟି, ଆଉ ହେଉଛି ଇଲାବୋରେସନ୍। ଏସବୁ ଚାରିଟା ମଧ୍ୟ ମୁଁ କହୁଛି ତଳେ ଅଛି। ଓକେ, ଫାଷ୍ଟ ଦେଖିବା କ'ଣ? ଫ୍ଲୁଏନ୍ସି। First ଦେଖିବା fluency. Fluency କ'ଣ? It is the ability to generate many ideas, encourage the student by asking open-ended question। ହେଲା, ଗୋଟେ ଛୁଆଟେ ଗୋଟେ କ୍ୱେଶ୍ଚନ୍‌ରୁ ବହୁତ ପ୍ରକାର ଆଇଡ଼ିଆ ଜେନେରେଟ୍ କରିପାରୁଛି, ତାହେଲେ ଆମେ କହିବା ସେଇଟା ହେଉଛି ସେ ଛୁଆର ଫ୍ଲୁଏନ୍ସି, ବା ସେ ଯେଉଁ ଏବିଲିଟିଟାକୁ ଆମେ ଫ୍ଲୁଏନ୍ସି ବୋଲି କହିବା। ଆଉ ଏଇଟା କେମିତି ଜେନେରେଟ୍ ହେବ, ବା କେମିତି ହେଉଛି ଛୁଆମାନଙ୍କୁ ଏନକରେଜ୍ କରାହେବ ଏଇ ଫ୍ଲୁଏନ୍ସିଟା? ନା ଏନକରେଜ୍ ଦ ଷ୍ଟୁଡେଣ୍ଟ ବାଇ ଆସ୍କିଂ ଓପନ୍ ଏଣ୍ଡେଡ୍ କ୍ୱେଶ୍ଚନ୍। ଯେତେବେଳେ ତୁମେ ଓପନ୍ ଏଣ୍ଡେଡ୍ କ୍ୱେଶ୍ଚନ୍ ଦେବ, ଓପନ୍ ଏଣ୍ଡେଡ୍ କ୍ୱେଶ୍ଚନ୍‌ଟା ଗୋଟେ ଏସେ ଟାଇପ୍ ଅଫ୍ କ୍ୱେଶ୍ଚନ୍, ଯେଉଁଭଳିଆ ତୁମେ କହିବ ଯେ ହେଉଛି ଛୁଆ ଏଇ ଯେଉଁ ସୁଭଦ୍ରା ଯୋଜନାଟା ଦିଆହେଉଛି, ଏଇଟା ମାନେ ମହିଳାମାନଙ୍କ ପାଇଁ ହିତକାର ନା ହିତକାର ନୁହେଁ। ଯେଉଁମାନେ ଛୁଆ ସବୁ ବୁଝିଥିବେ, ହେଲା, ସେ ସବୁ ଯେତେ ସବୁ ଆନାଲିସିସ୍, ବା ଯେତେ ସବୁ ହେଉଛି ସେମାନେ ସବୁ ଜାଣିଥିବେ, ହେଲା, ଆଇଡ଼ିଆ ସବୁ ଜାଣିଥିବେ, ତାପରେ ସେ କରିକି କ'ଣ କରିବେ? ଡିଫରେଣ୍ଟ ଡିଫରେଣ୍ଟ ଟାଇପ୍ ଅଫ୍ ଆଇଡ଼ିଆ କାଢ଼ିବେ। ତ ସେଇ ଯେଉଁ ଏବିଲିଟିଟାକୁ ଆମେ ଫ୍ଲୁଏନ୍ସି ବୋଲି କହିବା। ତାପରେ ହେଉଛି ଫ୍ଲେକ୍ସିବିଲିଟି। ଫ୍ଲେକ୍ସିବିଲିଟି କ'ଣ? ନା ଇଟ୍ ଇଜ୍ ଦ ଏବିଲିଟି ଟୁ ଥିଙ୍କ ଫ୍ରମ୍ ଡିଫରେଣ୍ଟ ଏଙ୍ଗେଲ୍। ହେଲା, ଯେତେବେଳେ ସବୁ ଗୋଟେ ଡିଫରେଣ୍ଟ ଏଙ୍ଗେଲ୍‌ରୁ କିଛି ଗୋଟେ ଜିନିଷଟାକୁ ଭାବିବାଟାକୁ କ'ଣ କୁହାଯାଏ? ଫ୍ଲେକ୍ସିବିଲିଟି କୁହାଯାଏ। ଷ୍ଟୁଡେଣ୍ଟ ରାଇଟ୍ସ ଏ ପୋଏମ୍ ଫ୍ରମ୍ ଏ ବାର୍ଡ଼ସ୍ ପଏଣ୍ଟ ଅଫ୍ ଭ୍ୟୁ। ମାନେ ଷ୍ଟୁଡେଣ୍ଟ ନିଜକୁ ଗୋଟେ ବାର୍ଡ଼ସ୍ ଭାବରେ ଭାବିକି ତା ବାର୍ଡ଼ର ପଏଣ୍ଟ ଅଫ୍ ଭ୍ୟୁରୁ ଗୋଟେ କବିତା ଗୋଟେ ଲେଖୁଛି। ଓକେ, ଦ୍ୟାଟ୍ ଇଜ୍ ଫ୍ଲେକ୍ସିବିଲିଟି। ତାପରେ ଅରିଜିନାଲିଟି କ'ଣ? ନା ଇଟ୍ ଇଜ୍ ଦ ଏବିଲିଟି ଟୁ ଥିଙ୍କ କମ୍ପ୍ଲିଟ୍ ନ୍ୟୁ ଆଇଡ଼ିଆଜ୍। ହେଲା, ମାନେ ଯେତେବେଳେ ଗୋଟେ ନୂଆ ଆଇଡ଼ିଆ ତୁମେ ଭାବିବ,
ଭାବିବ ଯେଉଁଟାକି କେହି ବି ଆଜି ଯାଏଁ ଭାବି ନାହାନ୍ତି ସେଇଭଳିଆ ଗୋଟେ ନୂଆ ଆଇଡ଼ିଆ ଭାବିବାଟାକୁ ଇଏ କୁହାଯାଏ ଅରିଜିନାଲିଟି କ୍ୱାଲିଟି କୁହାଯାଏ ବା ଅରିଜିନାଲିଟି ମାନେ ସ୍କିଲ୍ କୁହାଯାଏ। A student creates a unique science project using magnet that no one else thought of. ମ୍ୟାଗ୍ନେଟକୁ ୟୁଜ୍ କରିକି ଗୋଟେ ଛୁଆଟେ ଏମିତି ଗୋଟେ ପ୍ରୋଜେକ୍ଟ ବନେଇଲା ଏମିତି ଗୋଟେ ସାଇନ୍ସ ପ୍ରୋଜେକ୍ଟ ବନେଇଲା ଯେଉଁଟାକି ଆଜି ଯାଏ କେହି ବନେଇଥିଲେନି ବା ତା ବିଷୟରେ କେହି ଭାବି ହିଁ ନଥିଲେ ତାହେଲେ ସେଇଟା ଆମେ କହିବା ଛୁଆର ଅରିଜିନାଲିଟି ସ୍କିଲ୍। ତାପରେ ହେଉଛି ଇଲାବୋରେସନ୍। ଇଲାବୋରେସନ୍ କ'ଣ? ଇଟ୍ ଇଜ୍ ଦ ଏବିଲିଟି ଟୁ ଏକ୍ସପାଣ୍ଡ ଅନ୍ ଏ ଆଇଡ଼ିଆ ୱିଥ୍ ମୋର୍ ଡିଟେଲ୍ସ। ଗୋଟେ ଆଇଡ଼ିଆ ଉପରେ ତମେ ଏକ୍ସପାଣ୍ଡ କରିବ ହେଲା ତା ଉପରେ ବହୁତ ବହୁତ ଅଧିକା ସବୁ ନଲେଜ ସବୁ ଗ୍ୟାଦର କରିବ ବା ତାକୁ ସେଇଟାକୁ ବହୁତ ଭଲ ଭାବରେ ଡେସ୍କ୍ରାଇବ୍ କରିବାଟାକୁ କ'ଣ କୁହାଯାଏ ଏଲାବୋରେସନ୍ କୁହାଯାଏ। ଏ ଷ୍ଟୁଡେଣ୍ଟ ଏଡ୍ ଏକ୍ସଟ୍ରା ପିକ୍ଚର୍ସ ଆଣ୍ଡ କଲର୍ସ ଟୁ ଏ ପ୍ରୋଜେକ୍ଟ। ଗୋଟେ ସାଧା ସିଧା ଗୋଟେ ପ୍ରୋଜେକ୍ଟ ଥିଲା ଯେଉଁଟାରେ ଖାଲି ଲେଖା ହେଇଥିଲା ହେଲା ସେଠି କିଛି ମାନେ କିଛି ଇଏ ଥିଲା ଖାଲି ଏଭଳିଆ ରାଇଟିଂ କରିଦିଆଯାଇଥିଲା ପ୍ରୋଜେକ୍ଟ। ଗୋଟେ ଷ୍ଟୁଡେଣ୍ଟ ସେ ପ୍ରୋଜେକ୍ଟକୁ ଦେଖିକି ସେଠି ଏକ୍ସଟ୍ରା ପିକ୍ଚର ସବୁ ଲଗେଇଲା କିଛି ଗୋଟେ କଲର୍ ଲଗେଇଲା ଯାହାଦ୍ୱାରା ସେ ପ୍ରୋଜେକ୍ଟଟା ବହୁତ ହି ଆଟ୍ରାକ୍ଟିଭ୍ ଦେଖେଇଲା। ସେ କଥା କହିଛି ଗୋଟେ ଆଇଡ଼ିଆକୁ ଯଦି ଆମେ ଏକ୍ସପାଣ୍ଡ କରିବା ମୋର୍ ଡିଟେଲ୍ସ ସେଠି ଯୋଡ଼ିବା ତାକୁ ଆମେ କ'ଣ କହିବା ଏଲାବୋରେସନ୍ ବୋଲି କହିବା। ବୁଝିପାରିଲ? ତାପରେ ଡିଫରେନ୍ସ ବିଟୱିନ୍ କ୍ରିଏଟିଭ୍ ଥିଙ୍କିଂ ଆଉ କ୍ରିଟିକାଲ୍ ଥିଙ୍କିଂ ଏଇଟା ସବୁ ବହୁତ ଥର ଆସେ ତୁମେ ଏଇଟା ପଢ଼ିଲେ କ'ଣ କରିବ ଫାଷ୍ଟ ତୁମେ କ୍ରିଏଟିଭ୍ ଥିଙ୍କିଂ ବିଷୟରେ ଟିକେ ଲେଖିଦେବ କ୍ରିଟିକାଲ୍ ଥିଙ୍କିଂ ବିଷୟରେ ଟିକେ ଲେଖିଦେବ ତାପରେ ଡିଫରେନ୍ସଟାକୁ ଲେଖିଦେବ। ଓକେ କ୍ରିଏଟିଭ୍ ଥିଙ୍କିଂ କ'ଣ କରିବ ନା ସବୁ ପାଇଁ ନୂଆ ଆଉ ଓରିଜିନାଲ୍ ଆଇଡ଼ିଆ ଜେନେରେଟ୍ କରିଥାଏ ହେଲା। ଆଉ କ୍ରିଟିକାଲ୍ ଥିଙ୍କିଂ କ'ଣ କରିଥାଏ ନା ସିଏ ହେଉଛି କିଛି ଗୋଟେ ଆଇଡ଼ିଆଟାକୁ ଜଜମେଣ୍ଟ କରିଥାଏ ବା କେୟାରଫୁଲି ଚେକ୍ କରିଥାଏ କ'ଣ ଏଇଟା ମୋ ପାଇଁ ଠିକ୍ ନା ଭୁଲ। ସେଇଟା ହେଉଛି ଜଜିଂ ଆଣ୍ଡ ଆନାଲାଇଜିଂ ଆଇଡ଼ିଆଜ କେୟାରଫୁଲି। ବୁଝିପାରିଲେ? ତୁମ ବୁକ୍ରୁ ଯେଉଁଟା ଛୁଆ ଦେଇଛି ଯେଉଁ କ୍ରିଏଟିଭ୍ ଥିଙ୍କିଂ ଆଉ କ୍ରିଟିକାଲ୍ ଥିଙ୍କିଂରେ ସେଇଟା ମୋତେ ଟିକେ ଏତେ ଇଜି ଲାଗିଲାନି ଛୁଆମାନଙ୍କୁ ଠିକ୍ ଭାବରେ ବୁଝା ହେବନି ବୋଲି ମୁଁ ଭାବିଲି ସେଥିପାଇଁ ମୁଁ ଏଟା ଲେଖିଛି ଏଟା ମଧ୍ୟ ବହୁତ କରେକ୍ଟ ହେଲା। ତାପରେ ୟୁଜ୍ ଇମାଜିନେସନ୍ ଆଣ୍ଡ କ୍ୟୁରିଓସିଟି। ଯେତେବେଳେ କ୍ରିଏଟିଭ୍ ଥିଙ୍କିଂ କରିବ ସେତେବେଳେ ତୁମେ କ'ଣ କରିବ ନା ନୂଆ ନୂଆ ଜିନିଷ ସବୁ ଇମାଜିନ୍ କରିବ ନୂଆ ନୂଆ ଜିନିଷ ସବୁ ଭାବିବା ପାଇଁ ପଡ଼ିବ। କିନ୍ତୁ ଏଠି କ'ଣ କରିବ କ୍ରିଟିକାଲ୍ ଥିଙ୍କିଂର ତୁମକୁ ଲଜିକ୍ ଲଗାଇବା ପାଇଁ ପଡ଼ିବ ଗୋଟେ ରିଜନିଂ ଲଗାଇବା ପାଇଁ ପଡ଼ିବ ଯେ ସେଇ ଯେଉଁ ଷ୍ଟାଣ୍ଡାର୍ଡ଼ଟା ଅଛି ବା ସେଇ ଯେଉଁ ମୋ ସାଙ୍ଗ ଯେଉଁ କଥାଟା କହୁଥିଲା ସେଇ କଥାଟା ଠିକ୍ ନା ଭୁଲ ତ ସେଠି ତୁମକୁ ଲଜିକ୍ ଲଗାଇତେ ପଡ଼ିବ। ତ ଫୋକସ୍ ଅନ୍ କ୍ରିଏଟିଂ ସମଥିଙ୍ଗ ନ୍ୟୁ। କ୍ରିଏଟିଭ୍ ଥିଙ୍କିଂ ସବୁବେଳେ ଫୋକସ୍ କରିଥାଏ ଯେ କିଛି ଗୋଟେ ନୂଆ ଜିନିଷ କରିବା ପାଇଁ। ଇଏ କ'ଣ କରିଥାଏ ନା କିଛି ଗୋଟେ ପ୍ରୋବ୍ଲେମଟାକୁ ସଲ୍ଭ କରିବା ପାଇଁ ବା କିଛି ଗୋଟେ ଡିସିସନ୍ ନେବା ଉପରେ ଫୋକସ୍ କରିଥାଏ କି କ୍ରିଟିକାଲ୍ ଥିଙ୍କିଂ। ଏଠି ହେଉଛି କ୍ରିଏଟିଭ୍ ଥିଙ୍କିଂରେ କେବେ ନୋ ରାଇଟ୍ ଅର୍ ରଙ୍ଗ ଆନ୍ସର୍ ମାନେ କ୍ରିଏଟିଭ୍ ଥିଙ୍କିଂ ଖୋଜେନି ଯେ କେଉଁଟା ଠିକ୍ କେଉଁଟା ଭୁଲ କ୍ରିଏଟିଭ୍ ଥିଙ୍କିଂ ଖୋଜେନି ହେଲା। କ୍ରିଟିକାଲ୍ ଥିଙ୍କିଂ କ'ଣ କରେ ନା କ୍ରିଟିକାଲ୍ ଥିଙ୍କିଂ ଖୋଜେ ଯେ କେଉଁଟା ମୋ ପାଇଁ କରେକ୍ଟ ହେବ କେଉଁଟା ମୋ ପାଇଁ ବେଷ୍ଟ ଆନ୍ସର୍ ହେବ ସେଇଟା ସେ ସବୁବେଳେ ପାଇଁ ଖୋଜେଇଥାଏ। ତାପରେ କ୍ରିଏଟିଭ୍ ଥିଙ୍କିଂ ଆର୍ଟ ଡିଜାଇନ୍ ଇନୋଭେସନ୍ ଏସବୁରେ ୟୁଜ୍ ହେଇଥାଏ। ଆର୍ଟରେ ତୁମେ ନୂଆ ନୂଆ ସବୁ କ୍ରିଏଟିଭ୍ ଥିଙ୍କିଂ କରିକି ନୂଆ ନୂଆ ଜିନିଷ ବନେଇବ ଡିଜାଇନ୍ ବନେଇବ ଇନୋଭେସନ୍ କରିବ ନୂଆ ନୂଆ ଜିନିଷ ସେଠି ସବୁ କ୍ରିଏଟିଭ୍ ଥିଙ୍କିଂ ଦରକାର ହେଇଥାଏ। କିନ୍ତୁ କ୍ରିଟିକାଲ୍ ଥିଙ୍କିଂ ସାଇନ୍ସରେ ଦରକାର ହେଇଥାଏ ଡିବେଟ୍ ଦେଲାବେଳେ ତୁମେ ଦରକାର ହେଇଥାଏ ଯେ ଏଇ ଯେଉଁ କଥାଟା ସେ ଯେଉଁ ଡିବେଟ୍ର ଗୋଟେ କଥାଟା କୁହାହେଲା ସେଇଟା କେତେ ଯେଉଁ ଠିକ୍ ନା ଭୁଲ ଡିବେଟ୍ର ଦରକାର ହେଇଥାଏ କିଛି ଗୋଟେ ଡିସିସନ୍ ନେଲା ବେଳେ ମଧ୍ୟ କ୍ରିଟିକାଲ୍ ଥିଙ୍କିଂ ଦରକାର ହେଇଥାଏ। କ୍ରିଏଟିଭ୍ ଥିଙ୍କିଂର ଏକ୍ଜାମ୍ପଲ୍ କ'ଣ ନା ମେକିଂ ଏ ନ୍ୟୁ ଷ୍ଟୋରି ଗୋଟେ ନୂଆ ଷ୍ଟୋରି ଲେଖିବାଟାକୁ ଆମେ କ'ଣ କହିବା କ୍ରିଏଟିଭ୍ ଥିଙ୍କିଂ କହିବା। କ୍ରିଟିକାଲ୍ ଥିଙ୍କିଂ ଦେଖିବା ଯେ ଚେକିଂ ଇଫ୍ ଏ ଷ୍ଟୋରି ମେକ୍ସ ଏ ସେନ୍ସ କୌଣସି ଯେଉଁ ଷ୍ଟୋରିଟା କିଛି ଆମକୁ ତା ଭିତରୁ କିଛି ଗୋଟେ ଶିଖିଲା ଭଳିଆ କଥା ଦେଉଛି ନା ସେଇଟା ଏମିତି ଗୋଟେ ନର୍ମାଲ୍ ଷ୍ଟୋରିଟେ ତ ସେ ଷ୍ଟୋରିଟାକୁ ଚେକ୍ କରିବା ତା ବିଷୟରେ ଆନାଲିସିସ୍ କରିବାଟାକୁ କ୍ରିଟିକାଲ୍ ଥିଙ୍କିଂ କୁହାଯାଏ। ଓକେ ତାପରେ ଡିସିସନ୍ ମେକିଂ। ଡିସିସନ୍ ମେକିଂ ଛୁଆ କ'ଣ ନା ଯେତେବେଳେ ତୁମ ପାଖରେ ବହୁତ ଗୁଡ଼ିଏ ଅପସନ୍ ଥିବ ହେଲା ତା ଭିତରେ ତୁମେ ଗୋଟେଟାକୁ ଚୁଜ୍ କରିବ ବା ଗୋଟେ ଅପସନ୍କୁ ଚୁଜ୍ କରିବ ତାକୁ ହିଁ ଆମେ କହିବା ଡିସିସନ୍ ମେକିଂ ହେଲା। ବହୁତ ଗୁଡ଼ିଏ ଅପସନ୍ ତୁମେ ଗୋଟେ ଅପସନ୍କୁ ଚୁଜ୍ କରିବାଟାକୁ ଡିସିସନ୍ ମେକିଂ କୁହାଯାଏ। Decision making is the process of choosing the best option from several alternatives to solve a problem or achieve a goal. ଯେତେବେଳେ ତୁମେ ଗୋଲ୍ଟାକୁ ଆଚିଭ୍ କରିବା ପାଇଁ ଚାହୁଁଛ ବା ଗୋଟେ ପ୍ରୋବ୍ଲେମକୁ ତୁମେ ସଲ୍ଭ କରିବା ପାଇଁ ଚାହୁଁଛ ଆଉ ତୁମ ପାଖରେ ବହୁତ ଗୁଡ଼ିଏ ସବୁ ଅପସନ୍ ଅଛି ତା ଭିତରେ ତୁମକୁ ଯେଉଁଟା ବେଷ୍ଟ ଅପସନ୍ ଲାଗୁଛି ତାକୁ ଚୁଜ୍ କରିବାଟା ହେଉଛି କ'ଣ କୁହାଯାଏ ଡିସିସନ୍ ମେକିଂ। ଓକେ ଆମେ ରିଏଲ୍ ଲାଇଫ୍ରେ ଗୋଟେ ଏକ୍ଜାମ୍ପଲ୍ ଦେଖିବା। ସମସ୍ତେ ଜାଣିଥିବ ତୁମର ଯେତେବେଳେ ଗ୍ରାଜୁଏସନ୍ ଛୁଆ ସରିଗଲା ସେତେବେଳେ ତୁମ ପାଖରେ ଛୁଆ ବହୁତ ଗୁଡ଼ିଏ ଅପସନ୍ ଥିଲା। କିଏ କହିଲା ମୁଁ B.Ed କରିବି କିଏ କହିଲା ମୁଁ PG କରିବି କିଏ କହିଲା ମୁଁ ବ୍ୟାଙ୍କିଂ କରିବି କାହା କହିଲା ମୁଁ ରେଲୱେ କରିବି କିଏ କହିଲା ମୁଁ SSC କରିବି। ତୁମ ପାଖରେ ଏତିକି ଗୁଡ଼ିଏ ଆହୁରି ବହୁତ ଗୁଡ଼ିଏ ଅପସନ୍ ସବୁ ଥିଲା। ଏସବୁ ଅପସନ୍ ତୁମେ ତା ଭିତରୁ ଗୋଟିଏ ଅପସନ୍କୁ ଚୁଜ୍ କଲ ଯେଉଁଟା ତୁମ ପାଇଁ ଠିକ୍ ଲାଗିଲା ତ ତାକୁ ହିଁ କୁହାଯିବ ଡିସିସନ୍ ମେକିଂ। ଯେତେବେଳେ ବହୁତ ଗୁଡ଼ିଏ ଅପସନ୍ ଥିବ ତା ଭିତରୁ ଗୋଟେ ଅପସନ୍କୁ ଚୁଜ୍ କରିବା ପାଇଁ ପଡ଼ିବ ତାକୁ ଡିସିସନ୍ ମେକିଂ କୁହାଯାଇଥାଏ। ଇଟ୍ ଇଜ୍ ଦ ପ୍ରୋସେସ୍ ଅଫ୍ ଥିଙ୍କିଂ କେୟାରଫୁଲି ଆଣ୍ଡ ସିଲେକ୍ଟିଂ ହ୍ୱାଟ୍ ଟୁ ଡୁ ନେକ୍ସଟ। ଏଇଟା ହେଉଛି ଗୋଟେ କାହା ବିଷୟରେ ଗୋଟେ କେୟାରଫୁଲି ଭାବିବା ଆଉ
ତାପରେ ସିଲେକ୍ଟ କରିବା ଯେ ଆମକୁ କ'ଣ କରିବା ପାଇଁ ପଡ଼ିବ ତା ଉପରେ, ତାକୁ ହିଁ କହିବା ଡିସିସନ୍ ମେକିଂ। ଏକ୍ସାମ୍ପଲ୍ କ'ଣ ନା ଅମିତ ଡିସାଇଡ୍ ଟୁ ଷ୍ଟଡି ଇନଷ୍ଟେଡ୍ ଅଫ୍ ୱାଚିଂ ଟିଭି ଅର୍ ଆପ୍ଲାଇଂ ଗେମ୍ସ। ଡିସିସନ୍ ମେକିଂ ତା ପାଖର ତିନିଟା, ଯେତେବେଳେ ସ୍କୁଲ ଆସିଲା ତା ପାଖରେ ତିନିଟା ଜିନିଷ ଥିଲା, ଆଇଦର ସେ ଷ୍ଟଡି କରିବ, ନହେଲେ ଟିଭି ଦେଖିବ, ନହେଲେ ଖେଳିବ। ତାପରେ ସେ ଚୁଜ୍ କଲା ଯେ ମୁଁ ପଢ଼ିବି। ତ ସେଇଟା ହେଉଛି ଛୁଆ ଡିସିସନ୍ ମେକିଂ। କିଛି ଗୋଟେ ଅପସନ୍ ଥିବ ତା ଭିତରୁ ତୁମେ ଗୋଟେ ଚୁଜ୍ କରିବାଟାକୁ ଡିସିସନ୍ ମେକିଂ। ଇମ୍ପୋର୍ଟାନ୍ସ ଅଫ୍ ଡିସିସନ୍ ମେକିଂ କ'ଣ? ଇଟ୍ ହେଲ୍ପସ୍ ଟୁ ପରଫର୍ମ ମ୍ୟାନେଜରିଆଲ ଫଙ୍କସନ୍ ଲାଇକ୍ ପ୍ଲାନିଂ ଅର୍ଗାନାଇଜିଂ। ଯେଉଁ ମ୍ୟାନେଜର ମାନେ ରୁହନ୍ତି ହେଲା, ତାଙ୍କୁ ଏଇଟା ଡିସିସନ୍ ମେକିଂଟା ବହୁତ ହିଁ ହେଲ୍ପ କରିଥାଏ ଏଇ ସ୍କିଲ୍ଟା। କାରଣ ତାଙ୍କ ପାଖରେ ବହୁତ ଗୁଡ଼ିଏ ଅପସନ୍ ଥିବେ, କେଉଁଠି ସେମାନେ ହେଉଛି ପଇସା ଲଗେଇବେ, କ'ଣ କରିବେ କ'ଣ ନାହିଁ। ତ ତା ଭିତରୁ ଗୋଟେ ଡିସିସନ୍ ନେବାଟା, ଏଇ ଯେଉଁ ଡିସିସନ୍ ମେକିଂ ସ୍କିଲ୍ଟା ତାଙ୍କୁ ସେଠି ବହୁତ ହିଁ ହେଲ୍ପ କରିଥାଏ। ତାପରେ ହେଉଛି କ'ଣ, ଇଟ୍ ନିଡ୍ ଏଟ୍ ଅଲ୍ ଲେଭେଲ୍ସ। ଯେଉଁ ଡିସିସନ୍ ମେକିଂ ସ୍କିଲ୍ଟା ସବୁ ଲେଭେଲ୍ର ଛୁଆ ହେଉଛି ନିଡ୍ ହେଇଥାଏ। ଏଇଟା ଗୋଟେ ୟୁନିଭର୍ସାଲ ଆକ୍ଟିଭିଟିଟା ଗୋଟେ। କେମିତି ତୁମେ ଗୋଟେ ଛୋଟିଆ କଥାଟା ଦେଖିବ, ଯେତେବେଳେ ବଜାରକୁ ଯିବ ସେଠି କ'ଣ ଖାଇବ, ତୁମ ପାଖରେ ବହୁତ ଗୁଡ଼ିଏ ଅପସନ୍ ଥିବ, ତା ଭିତରୁ ଗୋଟେ ଅପସନ୍ଟାକୁ ଚୁଜ୍ କରିବ। ତୁମେ ଗୋଟେ ଗ୍ରାଉଣ୍ଡ ଲେବୁଲ୍ରୁ ଗୋଟେ କ୍ୟାରିୟର ଚୁଜ୍ ଲେବୁଲ୍ ଯାଏ ହେଲା, ତା ତ ବହୁତ ଗୁଡ଼ିଏ ଯେଉଁ ଫିଲ୍ଡକୁ ଯିବ ସେଠି ତୁମକୁ କିଛି ନା କିଛି ଡିସିସନ୍ ନେଇତେ ପଡ଼ିବ। ତ ସେଇଥିପାଇଁ କୁହାଯାଏ ଗୋଟେ ୟୁନିଭର୍ସାଲ ଆକ୍ଟିଭିଟି, ବାଟ୍ ଗୋଟେ ଅଲ୍ ଲେବୁଲ୍ରେ, ସବୁ ଲେବୁଲ୍ରେ ଏଇଟା ଦରକାର ହେଇଥାଏ। ଏସେନ୍ସିଆଲ୍ ଫର୍ ପ୍ଲାନିଂ ଆଣ୍ଡ ପଲିସି। ତୁମେ ଯଦି କିଛି ଗୋଟେ ପ୍ଲାନିଂ କରୁଛ, କିଛି ଗୋଟେ ପଲିସି କରିବା ପାଇଁ ଚାହୁଁଛ, ତାହେଲେ ତୁମ ଏଇ ଡିସିସନ୍ ମେକିଂଟା ବହୁତ ହିଁ ଦରକାର, ବା ତାର ସେଠି ବହୁତ ଇମ୍ପୋର୍ଟାନ୍ସ ରହିଛି। ତାପରେ ଚୁଜ୍ ଦି ବେଷ୍ଟ ଅଲ୍ଟରନେଟିଭ୍ ଫ୍ରମ୍ ମେନି। ବହୁତ ଗୁଡ଼ିଏ ଜିନିଷ ଭିତରୁ ତୁମକୁ ଗୋଟେ ବେଷ୍ଟ ଅଲ୍ଟରନେଟିଭ୍ଟାକୁ ଚୁଜ୍ କରିବାଟାକୁ କରିବାରେ ହେଲ୍ପ କରିଥାଏ। କି ଡିସିସନ୍ ମେକିଂ ସ୍କିଲ୍ ହେଲ୍ପ କରିଥାଏ। ଏନ୍ସୁର୍ସ ସକ୍ସେସ୍ ଇନ୍ ଦ ବିଜନେସ୍ ଅପରେସନ୍ସ। ଯେତେବେଳେ ତୁମେ ବିଜନେସ୍, କିଛି ଗୋଟେ ବିଜନେସ୍ ଚଳାଉଛ ବା ବିଜନେସ୍ ଅପରେସନ୍ କରୁଛ, ସେଠି ଯଦି ତୁମ ପାଖରେ ଡିସିସନ୍ ମେକିଂ ସ୍କିଲ୍ ଥିବ, ତୁମେ ଯଦି ଠିକ୍ ଭାବରେ ଡିସିସନ୍ ନେଇପାରୁଛ, ତାହେଲେ ତୁମେ ସେଠି ସକ୍ସେସ୍ ବହୁତ ଭଲ ଭାବରେ ପାଇବ ବୋଲି କୁହାଯାଇଥାଏ। ତାପରେ ଦେଖିବା କ'ଣ, ବ୍ୟାରିୟର୍ସ ଟୁ ଇଫେକ୍ଟିଭ୍ ଡିସିସନ୍ ମେକିଂ। ଯେଉଁ ଡିସିସନ୍ ମେକିଂ ନେଲାବେଳେ ବା ଠିକ୍ ଡିସିସନ୍ ମେକିଂ ନେଲାବେଳେ କିଏ ତୁମକୁ ସବୁ ବ୍ୟାରିୟର୍ ରଖିଥାଏ ବା କିଏ ତୁମକୁ ରୋକିଥାଏ ସେସବୁ ଡିସିସନ୍ ମେକିଂରେ। ଫାର୍ଷ୍ଟ ହେଉଛି ନଟ୍ ଏନଫ୍ ଇନଫର୍ମେସନ୍। ଯଦି ତୁମ ପାଖରେ ଯାହା ବି ତୁମେ ଡିସିସନ୍ ନେବ, ତା ବିଷୟରେ ଯଦି ଇନଫର୍ମେସନ୍ ନେବ ହେଲା, ଯେଉଁଟା କ୍ୟାରିୟର ଅପସନ୍କୁ ନେଇ କଥାକୁ, କ୍ୟାରିୟର ତୁମ ପାଖରେ ପାଞ୍ଚଟା କ୍ୟାରିୟର ଯେଉଁ ଥିଲା, ଯଦି କାହା ବିଷୟରେ ତୁମ ପାଖରେ କିଛି ଇନଫର୍ମେସନ୍ ନଥାନ୍ତା, ଯଦି ତୁମେ ଜାଣିପାରିନଥାନ୍ତ ଯେ ଏସ୍ଏସ୍ସି କ'ଣ, ବ୍ୟାଙ୍କିଂ କ'ଣ, ରେଲୱେ କ'ଣ, ବିଏଡ଼୍ କ'ଣ, କିଛି ବି ଜାଣିନଥାନ୍ତ, ତାହେଲେ ତୁମେ ଏଠି ଡିସିସନ୍ ନେଇପାରିଥାନ୍ତ କି? ନେଇପାରିଥାନ୍ତ। ତ ସେ କଥା କହୁଛି, ଯଦି ଇନଫର୍ମେସନ୍ ଆମ ପାଖରେ ନଥିବ, ତାହେଲେ ଆମେ ଡିସିସନ୍ ମେକିଂ ନେଇପାରିବା ନାହିଁ। ଯଦି ଟୁ ମଚ୍ ଇନଫର୍ମେସନ୍, ଯଦି ଅଧିକାରୁ ଅଧିକା ଇନଫର୍ମେସନ୍ ହେଇଗଲା ହେଲା, ତାହେଲେ ବି ତୁମକୁ ଡିସିସନ୍ ମେକିଂ କଲାବେଳେ ବହୁତ ଗୁଡ଼ିଏ କନଫ୍ୟୁଜନ୍ ହେବ ହେଲା। କେମିତି ଛୁଆ ଦେଖ, ତ ସେଇ ଯଦି ସେଇ ସବୁ ହେଉଛି ଇଏ ଭିତରେ କ'ଣ, ବ୍ୟାଙ୍କିଂ, ରେଲୱେ, ଏସ୍ଏସ୍ସି ଯାହା ବି ସବୁ ଗଭର୍ଣ୍ଣମେଣ୍ଟ ସେକ୍ଟରରେ ଯାହା ବି ଅଛି, ତା ଭିତରେ ଯଦି ବହୁତ ଇନଫର୍ମେସନ୍ ତୁମ ପାଖରେ ରହିଥାନ୍ତା, ତାର ସବୁ ଡିମେରିଟ୍ ଥାନ୍ତା, ତାର ସବୁ ମେରିଟ୍ ଥାନ୍ତା, ତାହେଲେ ତୁମେ କନଫ୍ୟୁଜନ୍ ହେଇଯାଇଥାନ୍ତ ଯେ କେଉଁଟା ନେମି, ଏଇଟାର ଅଧିକା ସାଲେରୀ, ଏଇଟାର ଜବ୍ ଅଧିକା ଷ୍ଟ୍ରିକ୍ଟ ଅଛି, ଏଠି ଅଧିକା ଟାଇମ୍ କାମ କରୁଥିଲି। ପୁରା ହେଉଛି କ'ଣ କରିଥାଏ, ପୁରା ମାନେ ଇଏ ହେଇଯାଇଥାନ୍ତ। ତ ସେଥିପାଇଁ କ'ଣ କରାହେଉଛି ନା, ଟୁ ମଚ୍ ଇନଫର୍ମେସନ୍ ମଧ୍ୟ ତୁମ ଡିସିସନ୍ ମେକିଂ କରିତେ ଦିଏନି। ତାପରେ ଟୁ ମେନି ପିପୁଲ୍। ଯଦି ଗୋଟେ ଡିସିସନ୍ ନେବା ପାଇଁ ହେଲା ବହୁତ ଗୁଡ଼ିଏ ଲୋକ ହେଉଛି ଇନଭଲ୍ଭ ହେଉଛନ୍ତି ସେ ଡିସିସନ୍ ନେବା ପାଇଁ, ତାହେଲେ ସେମାନଙ୍କର ସମସ୍ତଙ୍କର ଗୋଟେ ନୂଆ ନୂଆ ଓପିନିଅନ୍ ହେବ। ସେଥିପାଇଁ ଡିସିସନ୍ ନେବାରେ ବହୁତ ଡିଲେ ମଧ୍ୟ ହେବ। ତାପରେ ଇମୋସନାଲ୍ ଆଟାଚମେଣ୍ଟ। ଫିଲିଙ୍ଗସ୍ ଫର୍ ପିପୁଲ୍ ଅର୍ ଥିଙ୍ଗସ୍ କ୍ୟାନ୍ ଷ୍ଟପ୍ ଅସ୍ ମେକିଂ ଦି ରାଇଟ୍ ଚଏସ୍। ଯଦି ଗୋଟେ କମ୍ପାନୀରେ ତୁମେ କାମ କରୁଛ ବା ସିଓ ଅଛ ହେଲା, ତୁମେ ଏଠି ଯେଉଁ ତୁମର ରିଲେଟିଭ୍ କେହି ଗୋଟେ କାମ କରୁଛ, କିନ୍ତୁ ସେ କାମଟା ଠିକ୍ ଭାବରେ କରୁନାହିଁ, ତୁମେ ଯଦି ତାପରେ ବେଶୀ ହିଁ ଆଟାଚମେଣ୍ଟ ହେଇଛ, ଯଦି ଇମୋସନାଲି ବେଶୀ ଆଟାଚମେଣ୍ଟ ହେଇଛ, ତାହେଲେ ତୁମେ ତାକୁ ଏଠି ରାଇଟ୍ ଚଏସ୍ କରିପାରିବନି, ଯେ ତାକୁ କାଢ଼ିକି ଗୋଟେ ପରଫେକ୍ଟ ଲୋକକୁ ରଖିପାରିବ ନାହିଁ। ତ ଡିସିସନ୍ ମେକିଂ ବେଳେ ଇମୋସନାଲ୍ ଆଟାଚମେଣ୍ଟ ହେବା କଥା ନୁହେଁ। ତାପରେ ନୋ ଇମୋସନାଲ୍ ଆଟାଚମେଣ୍ଟ ମଧ୍ୟ ଗୋଟେ ବ୍ୟାରିୟର୍ ହେଲା। ଯଦି ଗୋଟେ କାମ ପ୍ରତି ତୁମର କିଛି ବି ଇମୋସନାଲ୍ ଆଟାଚମେଣ୍ଟ ନାହିଁ, ତୁମେ ଯଦି ସେ କାମକୁ ଜମା ଖାତିର କରିନ, ସେ କାମକୁ ଯଦି କେୟାର କରିନ, ତାହେଲେ ବି ସେ କାମରେ ତୁମେ କିଛି ଗୋଟେ ଗୁଡ୍ ଡିସିସନ୍ ନେଇପାରିବ ନାହିଁ। ବୁଝିପାରିଲ? ତାପରେ ଷ୍ଟେଜେସ୍ ଅଫ୍ ଡିସିସନ୍ ମେକିଂ। ଟୋଟାଲ୍ ଛୁଆ 8ଟା ଷ୍ଟେଜ୍ ଥାଏ ଗୋଟେ ଡିସିସନ୍ ମେକିଂରେ। ମୁଁ ବହୁତ ଭଲ ଭାବରେ ବୁଝାଉଛି ଦେଖ। ଗୋଟେ ହେଉଛି ଫାର୍ଷ୍ଟ ହେଉଛି ଆଇଡେଣ୍ଟିଫାଇ ଦି ପର୍ପୋଜ୍ ବା ଅଣ୍ଡରଷ୍ଟାଣ୍ଡ ଦି ପ୍ରୋବ୍ଲେମ୍। ସେ ଗୋଟିଏ ଏକ୍ଜାମ୍ପଲ୍ରେ ସବୁ ବୁଝୁ। ସେଇ ତୁମେ ଫାର୍ଷ୍ଟ ହେଉଛି ବୁଝିବା ଦରକାର ତୁମ ପାଖରେ କ'ଣ ପ୍ରୋବ୍ଲେମ୍ ଅଛି ବା ତୁମର ପର୍ପୋଜ୍ କ'ଣ। ସେ ତୁମେ ଥରେ ଏ ଯେଉଁ ତୁମର ହେଉଛି କେଉଁ କ୍ୟାରିୟରକୁ ଚୁଜ୍ କରିବ ହେଲା, ତୁମର ପ୍ରୋବ୍ଲେମ୍ କ'ଣ, ଯେ ତୁମେ କେଉଁ କ୍ୟାରିୟରକୁ ଚୁଜ୍ କରିବ ସେଇଟା ଜାଣିପାରୁନ, ସେଇଟା ହେଉଛି ତୁମର ପର୍ପୋଜ୍ ବା କ୍ୟାରିୟରକୁ ଚୁଜ୍ କରିବା ହେଉଛି ତୁମର ପର୍ପୋଜ୍। ସେଇଟା ହେଉଛି ଫାର୍ଷ୍ଟ ଷ୍ଟେପ୍, ଆଇଡେଣ୍ଟିଫାଇ ଦି ପର୍ପୋଜ୍। ତାପରେ ଗେଦର୍ ଦି ଇନଫର୍ମେସନ୍। ତାପରେ ସେଇ ଯେତିକି ବି କ୍ୟାରିୟର ଅପସନ୍ ବିଷୟରେ ତୁମେ ହେଉଛି ଇନଫର୍ମେସନ୍ କଲେକ୍ଟ କରିବ। ତୁମେ ତୁମ ସାଙ୍ଗ, ବଡ଼ ଭାଇମାନଙ୍କୁ ପଚାରିବ, ବା ତୁମ ଯେଉଁ ଟିଚର୍ ମାନେ ଅଛନ୍ତି ତାଙ୍କୁ ସବୁ ପଚାରିବ। ତା କ'ଣ କରିବ ନା, କଲେକ୍ଟ ରିଲେଭେଣ୍ଟ ଡାଟା। ସେଇ
ଅପସନ୍ ବା କ୍ୟାରିୟର ଉପରେ ତମେ ହେଉଛି ବହୁତ ଗୁଡ଼ା ତୁମକୁ ଇନଫର୍ମେସନ୍ କଲେକ୍ଟ କରିବା ପାଇଁ ପଡ଼ିବ, ବହୁତ ଗୁଡ଼ା ଡାଟା କଲେକ୍ଟ କରିବା ପାଇଁ ପଡ଼ିବ। ତାପରେ ସେଟ୍ ଜଜମେଣ୍ଟ କ୍ରାଇଟେରିଆ ହେଲା, ଡିଫାଇନ୍ ହ୍ୱାଟ୍ ମେକ୍ସ ଏ ଗୁଡ୍ ସଲ୍ୟୁସନ୍। ତାପରେ ତୁମେ ବହୁତ ଗୁଡ଼ିଏ କ୍ରାଇଟେରିଆ ସବୁ ଡିଫାଇନ୍ କରିବ ଯେ ମୁଁ ଏଇ କ୍ରାଇଟେରିଆ ବେସିସ୍ର ମୁଁ ଚୁଜ୍ କରିବି କେଉଁଟା ମୋ ପାଇଁ ଠିକ୍ ହେବ। ମାନେ ଗୋଟେ ରହିଲା ସାଲେରୀ, ଗୋଟେ ରହିଲା ୱାର୍କିଂ ପ୍ରୋଫାଇଲ୍, ଗୋଟେ ରହିଲା କେତିକି ସମୟ ଆନାଲିସିସ୍ ଦେବ, ଏଗୁଡ଼ା ସବୁ ଡିଫରେଣ୍ଟ ଟାଇପ୍ ଅଫ୍ ସବୁ କ୍ରାଇଟେରିଆ ରଖିବ। ତାପରେ ସେଟ୍ ଦ ଜଜମେଣ୍ଟ କ୍ରାଇଟେରିଆ, ତାପରେ ଜେନେରେଟ୍ ଅଲ୍ଟରନେଟିଭ୍ସ। ତାପରେ ଦେଖିବ ତୁମ ପାଖରେ କ'ଣ କ'ଣ ସବୁ ପସିବୁଲ୍ ସଲ୍ୟୁସନ୍ ଅଛି, ମାନେ କ'ଣ ତୁମ ପାଖରେ ସବୁ ଅପସନ୍ ଅଛି। ମୋ ପାଖରେ ବ୍ୟାଙ୍କିଂ ଅଛି, ମୋ ପାଖରେ ରେଲୱେ ଅଛି, ମୋ ପାଖରେ SSC ଅଛି, ମୋ ପାଖରେ B.Ed ଅଛି। ତ ତାପରେ କ'ଣ କରିଦେଲ, ତମେ ଡିଫରେଣ୍ଟ ଟାଇପ୍ ଅଫ୍ ଅଲ୍ଟରନେଟିଭ୍ ସବୁ ଜେନେରେଟ୍ କରିଦେଲ। ତାପରେ ଇଭାଲୁଏଟ୍ ଅଲ୍ଟରନେଟିଭ୍ସ, ତାପରେ ପ୍ରତି ହେଉଛି ତମର ହେଉଛି ଯେଉଁ ହେଉଛି ଅଲ୍ଟରନେଟିଭ୍ ଥିଲା ତା ବିଷୟରେ ସବୁ ପ୍ରୋସ୍ ଆଣ୍ଡ କନ୍ସ, ମାନେ କାହାର କ'ଣ ମେରିଟ୍ ଅଛି ଡିମେରିଟ୍ ଅଛି ତାକୁ ସବୁ ଗୋଟେ ଜାଗାରେ ଲେଖିଦେବା, ତାକୁ ସବୁ ଦେଖିଦେବା ହେଲା। ତାପରେ ହେଉଛି କ'ଣ ନା ସିଲେକ୍ଟ ବେଷ୍ଟ ଅଲ୍ଟରନେଟିଭ୍ସ, ତା ଭିତରେ ତୁମକୁ ଯାହା ବି ଯେଉଁଟା ବି ତୁମକୁ ଠିକ୍ ଲାଗିଲା ହେଲା ତାକୁ ତୁମେ ଚୁଜ୍ କଲ ହେଲା। ତ ସିଲେକ୍ଟ ଦି ମୋଷ୍ଟ ସୁଇଟେବୁଲ୍ ଅଫ୍ ସଲ୍ୟୁସନ୍, ଯେଉଁଟା ତୁମକୁ ଠିକ୍ ଲାଗିଲା ତାକୁ ତୁମେ ସିଲେକ୍ଟ କଲ। ତାପରେ ଏକ୍ଜିକ୍ୟୁଟ୍ ଦି ଡିସିସନ୍, ତାପରେ ସେଇ ଯେଉଁ ଡିସିସନ୍ଟାକୁ ତୁମେ ଏକ୍ଜିକ୍ୟୁଟ୍ କଲ, ତୁମେ ଆକ୍ସନ୍ର ରୂପ ଦେଲ। ତୁମକୁ ଲାଗିଲା B.Ed ମୋ ପାଇଁ ଠିକ୍, ତାହେଲେ ତୁମେ କ'ଣ କଲ B.Edଟାକୁ ଚୁଜ୍ କରିକି ତାକୁ ଆକ୍ସନ୍ର ପରିଣତ କଲ ବା ତାକୁ କଲ। ତାପରେ ରିଭ୍ୟୁ ଦି ରେଜଲ୍ଟ, ତାପରେ ଆକ୍ସେସ୍ ଆଉଟକମ୍ ଆଣ୍ଡ ଲର୍ନ ଫ୍ରମ୍ ଇଟ୍। ତାପରେ ତୁମେ କ'ଣ କରିବ, ୱେଟ୍ କରିବ ସେ ତାର ଗୋଟେ ରେଜଲ୍ଟ ପାଇବା ପାଇଁ। ତୁମେ B.Ed କମ୍ପ୍ଲିଟ୍ କରିସାରିଲା ପରେ ଶୀଘ୍ର ଯେତେବେଳେ ଚାକିରି କରିବ ତାପରେ ଲାଗିବ ଯେ କ'ଣ ନା ମୁଁ ଯେଉଁ ଡିସିସନ୍ ନେଇଥିଲି ସେଇଟା ମୋ ପାଇଁ ଠିକ୍ ଥିଲା ବା ସେଇଟା ମୋତେ ଠିକ୍ ଫଳ ଦେଲା। ବୁଝିପାରିଲ, ସେଇଟା ହେଉଛି ରିଭ୍ୟୁ ରେଜଲ୍ଟ। ତାପରେ ହେଉଛି ପ୍ରୋବ୍ଲେମ୍ ସଲଭିଂ କ'ଣ, ଫାଷ୍ଟ ବୁଝିବା ପ୍ରୋବ୍ଲେମ୍ କ'ଣ। ପ୍ରୋବ୍ଲେମ୍ କ'ଣ, ଏ ପ୍ରୋବ୍ଲେମ୍ ଇଜ୍ ସମଥିଙ୍ଗ ଦ୍ୟାଟ୍ ଷ୍ଟପ୍ସ ୟୁ ଫ୍ରମ୍ ଆଚିଭିଂ ୟୋର୍ ଗୋଲ୍ ଆଣ୍ଡ ନିଡ୍ସ ଏ ସଲ୍ୟୁସନ୍। ତମେ ଯାହା ଗୋଲ୍ ରଖିଛ ବା ତମେ ଯାହା ଆଚିଭ୍ କରିବା ପାଇଁ ଚାହୁଁଛ, ଏମିତି ଗୋଟେ ଜିନିଷ ଥିବ ଯେଉଁଟାକି ତୁମକୁ ଏଠି ଆଚିଭ୍ କରିବା ପାଇଁ ଦେବନି, ତୁମକୁ ସେଠୁ ରୋକୁଥିବ ହେଲା। ଆଉ ତାକୁ ଗୋଟେ ସଲ୍ୟୁସନ୍ ଦରକାର, ଗୋଟେ ସଲ୍ୟୁସନ୍ ସେଠି ଯଦି ତୁମେ ଗୋଟେ ତାର ଗୋଟେ ସଲ୍ୟୁସନ୍ ତା ସେଇ ପ୍ରୋବ୍ଲେମ୍ ଉପରେ ତୁମେ ଆପ୍ଲାଏ କରିଦେବ, ତାହେଲେ ସେ ପ୍ରୋବ୍ଲେମ୍ଟାକୁ ସଲ୍ଭ କରିଦେବ ତୁମେ। ବୁଝିପାରିଲ, ଆଉ ପ୍ରୋବ୍ଲେମ୍ ଏମିତିଆ ଗୋଟେ ଜିନିଷ ଯେଉଁଟାକି ତୁମ ଗୋଲ୍ ଆଚିଭମେଣ୍ଟରୁ ରୋକୁଥିବ। ଦେଖ ସବୁ ପ୍ରୋବ୍ଲେମ୍ ପାଖରେ ଦୁଇଟା ଫିଚର୍ ଥାଏ, ଗୋଟେ ଥାଏ ଗୋଲ୍ ଆଉ ଗୋଟେ ହେଉଛି ବ୍ୟାରିୟର। ମାନେ ତୁମେ କ'ଣ ଆଚିଭମେଣ୍ଟ କରିବା ପାଇଁ ଚାହୁଁଛ ଆଉ କ'ଣ ତୁମକୁ ରୋକୁଛି। ଗୋଲ୍ ମାନେ କ'ଣ, ତୁମେ କ'ଣ ଆଚିଭମେଣ୍ଟ କରିବା ପାଇଁ ଚାହୁଁଛ, ଆଉ ବ୍ୟାରିୟର ହେଉଛି ଯେ କ'ଣ ତୁମକୁ ସେ ଆଚିଭମେଣ୍ଟ କରିବା ପାଇଁ ରୋକୁଛି। ଗୋଟେ ସିମ୍ପଲ୍ ଏକ୍ଜାମ୍ପଲ୍ ନେଇଯିବା ଛୁଆ, ଗୋଲ୍ ଆଣ୍ଡ ବ୍ୟାରିୟର ହେଉଛି ଇଫ୍ ୟୁ ଆର୍ ହଙ୍ଗ୍ରି ହେଲା, ମାନେ ତୁମର ଗୋଲ୍ କ'ଣ, ଖାଇବ। ଯଦି ହଙ୍ଗ୍ରି ଅଛ ତ ତୁମେ କ'ଣ ଫୁଡ଼୍ ଖାଇବ, ବଟ୍ ଦେୟାର ଇଜ୍ ନୋ ଫୁଡ଼୍। ପ୍ରୋବ୍ଲେମ୍ ଏଠି କ'ଣ ହେଇଗଲା ବା ବ୍ୟାରିୟର କ'ଣ ହେଇଗଲା ଯେ ଘର ପାଖରେ ଫୁଡ଼୍ ନାହିଁ ବା ଘରେ କିଛି ବି ଫୁଡ଼୍ ନାହିଁ। ତାହେଲେ ସଲ୍ୟୁସନ୍ କ'ଣ ହେବ ଛୁଆ, ତୁମେ ଘରୁ ବାହାରକୁ ଯିବ, ଖାଇବା କିଣିବ, ତାପରେ ଖାଇବ। ତ ଏଇଟା ଗୋଟେ ପ୍ରୋବ୍ଲେମ୍ ଥିଲା କ'ଣ, ତୁମକୁ ଭୋକ ଲାଗୁଛି ହେଲା, ତୁମେ ସେଥିପାଇଁ ଖାଇବ। ତ ଖାଇବାଟା ହେଉଛି ଥିଲା ଗୋଲ୍ ହେଲା, କିନ୍ତୁ ଘର ଭିତରୁ ଖାଇବା ନଥିଲା ବା ସେଇଟା ହେଉଛି ତୁମର ବ୍ୟାରିୟର। ମାନେ ତୁମକୁ ଭୋକ ଲାଗୁଛି କିନ୍ତୁ ତୁମର ନାହିଁ ସେ ଜିନିଷଟା, କିଏ ଅଟକାଉଛି, ସେ ଘର ପାଖରେ ଯେଉଁ ଜିନିଷଟା ନାହିଁ ସେଇ ଅଟକାଉଛି, ସେଇଟା ଥିଲା ବ୍ୟାରିୟର। ତୁମେ ସଲ୍ୟୁସନ୍ ତାପରେ କାଢ଼ିଲ। ତାପରେ ଷ୍ଟେଜେସ୍ ଅଫ୍ ପ୍ରୋବ୍ଲେମ୍ ସଲଭିଂ, ପ୍ରୋବ୍ଲେମ୍ ସଲଭିଂରେ କେତେଟା ଷ୍ଟେଜେସ୍ ଛୁଆ ଥାଏ ନା 7ଟା ଷ୍ଟେଜେସ୍ ଥାଏ ହେଲା। ଗୋଟେ ଷ୍ଟେଜେସ୍ ବୁଝିବା। ଫାର୍ଷ୍ଟ ହେଉଛି ପ୍ରୋବ୍ଲେମ୍ ଆଇଡେଣ୍ଟିଫିକେସନ୍। ଫାଷ୍ଟ ହେଉଛି ତୁମେ ପ୍ରୋବ୍ଲେମ୍ଟାକୁ ଆଇଡେଣ୍ଟିଫାଏ କର ଯେ ତୁମର କ'ଣ ପ୍ରୋବ୍ଲେମ୍ ହେଉଛି। ସେଇଟା ହେଉଛି ରିଏଲାଇଜ୍ ଆଣ୍ଡ କ୍ଲିୟରଲି ଅଣ୍ଡରଷ୍ଟାଣ୍ଡ ହ୍ୱାଟ୍ ଇଜ୍ ଦ ପ୍ରୋବ୍ଲେମ୍ ବା ହ୍ୱାଟ୍ ଆର୍ ଦି ପ୍ରୋବ୍ଲେମ୍। କ'ଣ ହେଉଛି ପ୍ରୋବ୍ଲେମ୍ ଅଛି ତାକୁ ଫାଷ୍ଟ ରିଏଲାଇଜ୍ କର ବା କ୍ଲିୟରଲି ଅଣ୍ଡରଷ୍ଟାଣ୍ଡ କର। ରବି ସିଜ୍ ହି ଇଜ୍ ଫଲିଂ ଇନ୍ ମ୍ୟାଥ୍, ସେ ଦେଖିଲା ଯେ ରବି ଦେଖିଲା ଯେ ମ୍ୟାଥ୍ର ମାର୍କ ଦିନକୁ ଦିନ କମ୍ ଆସୁଛି, ସେଇଟା ହେଉଛି ତାର ପ୍ରୋବ୍ଲେମ୍। ତାପରେ ଷ୍ଟ୍ରକ୍ଚରିଂ ଦି ପ୍ରୋବ୍ଲେମ୍ କ'ଣ ନା କଲେକ୍ଟ ଡିଟେଲ୍ସ ଟୁ ଅଣ୍ଡରଷ୍ଟାଣ୍ଡ ଦି ଫୁଲ୍ ସିଚୁଏସନ୍। ତାପରେ ତୁମେ କ'ଣ କରିବ, ପୁରା ଡିଟେଲ୍ସ ତୁମେ ଜାଣ ଯେ ସେ ଯେଉଁ ପ୍ରୋବ୍ଲେମ୍ଟା ଅଛି ସେ ପ୍ରୋବ୍ଲେମ୍ ଉପରେ ପୁରା ଭଲ ଇନଫର୍ମେସନ୍ ସବୁ ଗ୍ୟାଦର୍ କର ବା ଡିଟେଲ୍ସ ସବୁ ଗ୍ୟାଦର୍ କର, ଡାଟା ଗ୍ୟାଦର୍ କର, ଯାହାଦ୍ୱାରା ସେ ସିଚୁଏସନ୍ଟାକୁ ବା ସେ ପ୍ରୋବ୍ଲେମ୍ଟାକୁ ବହୁତ ଭଲ ଭାବରେ ବୁଝିପାରିବ। ସେ କ'ଣ କଲା, ସେ ତା ମାର୍କ ଚେକ୍ କଲା, ସେ ତା ହୋମୱାର୍କ ଖାତା ଦେଖିଲା, ତାର ମାର୍କ ଦେଖିଲା, ତାପରେ ସେ ଜାଣିପାରିଲା ଯେ ନା ମୋ ମ୍ୟାଥ୍ଟା ଏଇଠି ହେଉଛି କମଜୋର ଅଛି ବା ମ୍ୟାଥ୍ରେ ଏଇ ସବଜେକ୍ଟରୁ କମଜୋର ଅଛି। ତାପରେ ଲୁକିଂ ଫର୍ ଦି ପସିବୁଲ୍ ସଲ୍ୟୁସନ୍, ତାପରେ ତୁମେ କ'ଣ କର, ତୁମ ପାଖରେ କ'ଣ ସଲ୍ୟୁସନ୍ ଅଛି ତାକୁ ଦେଖ। ଦ ଥିଙ୍କିଂ ଅଫ୍ ମେନି ୱେଜ୍ ଟୁ ସଲ୍ଭ ଦି ପ୍ରୋବ୍ଲେମ୍, ଯେଉଁ ତୁମର ପ୍ରୋବ୍ଲେମ୍ଟା ହେଇଛି ତାକୁ ସଲ୍ଭ କରିବା ପାଇଁ ତୁମେ ସବୁ ଭାବ ଯେ କେଉଁ ୱେରେ ତୁମେ ପ୍ରୋବ୍ଲେମ୍ଟାକୁ ସଲ୍ଭ କରିପାରିବ। ଯଦି ରବିର ଏକ୍ଜାମ୍ପଲ୍ ନେବା, ତାହେଲେ ରବିର ମ୍ୟାଥ୍ ୱିକ୍ ଅଛି, ତାହେଲେ ସେ ତାକୁ କ'ଣ କେମିତି ସଲ୍ଭ କରିବ। ଆଇଦର ସେ ମ୍ୟାଥ୍ ଗୋଟେ ଏକ୍ସଟ୍ରା ଷ୍ଟଡ଼ି କରିବ, ନହେଲେ କୋଚିଂ ଯିବ, ନହେଲେ ଗ୍ରୁପ୍ ଷ୍ଟଡ଼ି କରିବ। ଏ 3ଟା ୱେରେ ସେ ହେଉଛି କ'ଣ କରିବ,
ତା ମେଥ୍ ପ୍ରୋବ୍ଲେମଟାକୁ ସଲ୍ଭ କରିପାରିବ ଆଉ ମେଥ୍ ଯେଉଁ ୱିକନେସ୍ ଅଛି ତାକୁ ସେ ସଲ୍ଭ କରିପାରିବ। ତାପରେ ମେକିଂ ଏ ଡିସିସନ୍, ତାପରେ ଚୁଜ୍ ଦି ବେଷ୍ଟ ଆଣ୍ଡ ମୋଷ୍ଟ ପସିବଲ୍ ସଲ୍ୟୁସନ୍। ତମେ କ'ଣ କର, ଯେତିକି ବି ତୁମ ପାଖରେ ସବୁ ଥିଲା, ଯେତିକି ତୁମ ପାଖରେ ପସିବଲ୍ ସବୁ ସଲ୍ୟୁସନ୍ ଥିଲା, ତା ଭିତରୁ ତୁମେ ଗୋଟେ ବେଷ୍ଟ ସଲ୍ୟୁସନ୍ଟାକୁ ତୁମେ ଚୁଜ୍ କରିବା ପାଇଁ ପଡ଼ିବ। ସେଇଟା ହେଉଛି 4 ନମ୍ବର ଷ୍ଟେପ୍। ରବି ଡିସାଇଡ୍ ଟୁ ଜଏନ୍ କୋଚିଂ କ୍ଲାସ୍ ଫର୍ ଦି ମେଥ୍। ସେ ତା ମେଥ୍ଟାକୁ ଷ୍ଟ୍ରଙ୍ଗ୍ କରିବା ପାଇଁ ସେ କୋଚିଂ କ୍ଲାସ୍ ଯିବା ପାଇଁ ଚାହିଁଲା। ତାପରେ ଇମ୍ପ୍ଲିମେସନ୍, ତାପରେ କ'ଣ, ପୁଟ୍ ଦି ଚୁଜେନ୍ ସଲ୍ୟୁସନ୍ ଇନ୍ ଦି ଆକ୍ସନ୍। ଯାହା ତୁମେ ସବୁ ମାନେ ଏ ଯେଉଁ ତୁମର ମୋଷ୍ଟ ଯେଉଁ କରେକ୍ଟ ସଲ୍ୟୁସନ୍ଟା ତୁମେ ଚୁଜ୍ କରିଥିବ, ତାକୁ ତୁମେ ଆକ୍ସନ୍ରେ ପୁଟ୍ କର ବା ତୁମେ କ'ଣ କର, କୋଚିଂ ଯାଅ। ତ ଡିସିସନ୍ ନେଇଗଲ କୋଚିଂ ଯିବା ପାଇଁ, ତ କୋଚିଂ ଯାଅ। ତାପରେ କ'ଣ, ମନିଟରିଂ ଆଣ୍ଡ ଫିଡ଼ବ୍ୟାକ୍। ତାପରେ ହେଉଛି ତୁମେ ସେ ଯେଉଁ ଗଲା ପରେ ଚେକ୍ ଇଫ୍ ଦ ସଲ୍ୟୁସନ୍ ଇଜ୍ ୱାର୍କିଂ ଅର୍ ନଟ୍। ତୁମେ ଯେଉଁ ସଲ୍ୟୁସନ୍ଟାକୁ ଚୁଜ୍ କରିଥିଲ, ଯେଉଁ ପ୍ରୋବ୍ଲେମ୍ ପାଇଁ ଯେଉଁ ସଲ୍ୟୁସନ୍ଟା ୟୁଜ୍ କରିଥିଲ, ତୁମେ ତାକୁ ଚେକ୍ କର ସେ ଯେଉଁ ପ୍ରୋବ୍ଲେମ୍ ବା ସଲ୍ୟୁସନ୍ଟା ସେଇଟା ଠିକ୍ ଭାବରେ କାମ କରୁଛି ନା କାମ କରୁନାହିଁ। ସେ ଗୋଟେ ମାସ ପୁରା ଦେଖିଲା ଯେ ତାର ମେଥ୍ର ଯେଉଁ ଟେଷ୍ଟ ହେଉଛି ମାନେ ଠିକ୍ ଠାକ୍ ମାର୍କ ଆସୁଛି, ତାହେଲେ କ'ଣ ତାର ସେଇଟା କାମ କରୁଛି। ତାପରେ କ'ଣ କରୁଛ, ଡେଭଲପିଂ ପ୍ରୋବ୍ଲେମ୍ ସଲଭିଂ ସ୍କିଲ୍ସ। ତାପରେ କ'ଣ କର, ଇମ୍ପ୍ରୁଭିଂ ୟୋର୍ ଥିଙ୍କିଂ ବାଇ ସଲଭିଂ ପ୍ରୋବ୍ଲେମ୍ସ ରେଗୁଲାରଲି। ତମେ ଗୋଟେ ଏକରୁ ଜାଣିପାରିଲ ଯେ କେମିତି ଆମେ ପ୍ରୋବ୍ଲେମ୍ଟାକୁ ସଲ୍ଭ କରିପାରୁଛନ୍ତି ବା କେମିତି ଗୋଟେ ସଲ୍ୟୁସନ୍ଟାକୁ ଆମେ ଖୋଜିକି ବାହାର କରିପାରୁଛନ୍ତି ଗୋଟେ ପ୍ରୋବ୍ଲେମ୍ର। ତାହେଲେ ତମେ କ'ଣ କର, ତା ବିଷୟରେ ଅଧିକରୁ ଅଧିକ ଭାବ ଆଉ ଡିଫରେଣ୍ଟ ସବୁ ଯେତିକି ସବୁ ଅଲଗା ଅଲଗା ଫିଲ୍ଡ ଅଛି ତାକୁ ସବୁ ଆପ୍ଲାଏ କର ସେଠାରେ ରେଗୁଲାରଲି। ସେ କହୁଛି ରବି ନାଉ ଆପ୍ଲାଇଜ୍ ଦ ସେମ୍ ଷ୍ଟେପ୍ ଅର୍ ଦିସ୍ ଟୁ ସଲ୍ଭ ଅଦର ସବଜେକ୍ଟ ପ୍ରୋବ୍ଲେମ୍ସ। ତାର ଅଲଗା ସବଜେକ୍ଟର ଯଦି କେବେ କିଛି ପ୍ରୋବ୍ଲେମ୍ ଆସୁଛି, ସେ ସେଇଭଳିଆ ଗୋଟେ କୋଚିଂ ଯାଇକି ଶିଖିକି ତାପରେ ସେ ତାର ସେ ସବୁ ପ୍ରୋବ୍ଲେମ୍ଟାକୁ ସଲ୍ଭ କରିଦେଉଛି। ତ ବୁଝିପାରିଲେ 7ଟା ମୋତେ ଷ୍ଟେପ୍ ହେଲା। ଫାଷ୍ଟ ପ୍ରୋବ୍ଲେମ୍ ଆଇଡେଣ୍ଟିଫାଏ କରିବ, ତାପରେ ପ୍ରୋବ୍ଲେମ୍ ବିଷୟରେ ଏକ୍ସଟ୍ରା ଡାଟା କଲେକ୍ଟ କରିବ, ତାପରେ ଗୋଟେ ପସିବଲ୍ ସଲ୍ୟୁସନ୍ କ'ଣ କ'ଣ ଅଛି ତାକୁ ଦେଖିବ, ତା ଭିତରୁ ଗୋଟେ ଡିସିସନ୍ ନେବ, ତାପରେ ସେ ଯେଉଁ ସଲ୍ୟୁସନ୍ଟାକୁ ପ୍ରୋବ୍ଲେମ୍ରେ ତୁମେ କ'ଣ କରିବ, ଇମ୍ପ୍ଲିମେସନ୍ କରିବ। ତାପରେ ଦେଖିବ ଫିଡ଼ବ୍ୟାକ୍, ଦେଖିବ ଯେ ସେ ଗୋଟେ କାମ କରୁଛି ନା କରୁନି। ଯଦି କାମ କରୁଛି ତାକୁ ଭଲ ଭାବରେ ପ୍ରାକ୍ଟିସ୍ କରିବ। ତାପରେ ବୁଝିପାରୁଛ ଡିଫରେଣ୍ଟ ଟାଇପ୍ ଅଫ୍ ଇମୋସନ୍ ହେଲା। ଫାଷ୍ଟ ବୁଝିବ ଇମୋସନ୍ କାହାକୁ କୁହାଯାଏ। ଇମୋସନ୍ସ ଆର୍ ଷ୍ଟ୍ରଙ୍ଗ ଫିଲିଙ୍ଗସ୍ ଦ୍ୟାଟ୍ ହେପନ୍ସ ଇନ୍ ରିଆକ୍ସନ୍ ଟୁ ଇଭେଣ୍ଟସ୍। ଗୋଟେ ଇଭେଣ୍ଟସକୁ ଦେଖିକି ତୁମେ ଯେଉଁ ତୁମ ଭିତରେ କିଛି ଗୋଟେ ଫିଲିଙ୍ଗସ୍ ଯେଉଁ ଜେନେରେଟ୍ ହେଉଛି ବା ଫିଲିଙ୍ଗସ୍ ଯେଉଁ ଆସେ ହେଲା, ତାକୁ ହିଁ କୁହାଯାଏ ଇମୋସନ୍। ତୁମେ ରାତିରେ ଉଠି ପଡ଼ୁଛ, ନିଜର ଛାଇଟାକୁ ଦେଖିକି ଡରି ଯାଉଛ, ସଡନ୍ଲି ଗୋଟେ ଇଭେଣ୍ଟକୁ ଦେଖିକି ମାନେ ନିଜର ସଡନ୍ଲି ଗୋଟେ ଛାଇଟାକୁ ଦେଖିକି ତୁମ ଭିତରେ ଯେଉଁ ଫିଲିଙ୍ଗସ୍ ହେଉଛି ବା ଯେଉଁ ଭୟ ଜାଗ୍ରତ ହେଉଛି, ତାକୁ ହିଁ ଆମେ ଇମୋସନ୍ କହିବା। କିମ୍ବା ତୁମର ଗୋଟେ ବର୍ଥଡେ ଅଛି ହେଲା, ତୁମ ପାଖରେ ମୋବାଇଲ୍ ନଥିଲା ଯେତେବେଳେ ତୁମ ବାପା କ'ଣ କରୁଛ, ତୁମ ବର୍ଥଡେ ଦିନ +3 ସରିଲା ପରେ ତୁମେ କ'ଣ କରୁଛ, ବର୍ଥଡେ ଦିନ ତୁମ ବାପା ହେଉଛି ଗୋଟେ ମୋବାଇଲଟେ ଗୋଟେ ସାଙ୍ଗେ ସାଙ୍ଗେ ସରପ୍ରାଇଜ୍ ଦେଇଦେଇଛ। ତୁମ ଭିତରେ କ'ଣ ହେବ, ବହୁତ ହିଁ ହ୍ୟାପିନେସ୍ ସୃଷ୍ଟି ହେବ ହେଲା। ତ ସେଇଟା କ'ଣ, ଗୋଟେ ଇଭେଣ୍ଟକୁ ଦେଖିକି ଆମ ମନ ଭିତରେ ଯେଉଁ ଫିଲିଙ୍ଗସ୍ ଜାଗ୍ରତ ହେଇଥାଏ ତାକୁ ହିଁ କୁହାଯାଏ ଇମୋସନ୍ କୁହାଯାଏ। ଏକ୍ଜାମ୍ପଲ୍ ଅଫ୍ ଇମୋସନ୍ ଆର୍ ଲଭ୍, ହେଟ୍, ଟ୍ରଷ୍ଟ, ଜୟ, ଆଙ୍ଗର୍, ଫିୟର୍, ଗ୍ରିଫ୍। ଏସବୁ ଗୋଟେ ଇମୋସନର ଏକ୍ଜାମ୍ପଲ୍। ବେସିକାଲି ଇମୋସନକୁ ଦୁଇ ଭାଗରେ ବ୍ୟକ୍ତ କରାଯାଇଥାଏ, ଗୋଟେ ପଜିଟିଭ୍ ଇମୋସନ୍, ଗୋଟେ ନେଗେଟିଭ୍ ଇମୋସନ୍। ପଜିଟିଭ୍ ଇମୋସନ୍ କ'ଣ ନା, ଦ ଫିଲିଙ୍ଗସ୍ ଦ୍ୟାଟ୍ ମେକ୍ ଅସ୍ ଫିଲ୍ ଗୁଡ୍ ଆର୍ କଲ୍ଡ ପଜିଟିଭ୍ ଇମୋସନ୍। ଯେଉଁ ଫିଲିଙ୍ଗସ୍ ଗୁଡ଼ାକ ଆମକୁ ପ୍ଲିଜ୍ କରିଥାଏ ବା ଆମକୁ ଭଲ ଫିଲ୍ କରିଥାଏ, ତାକୁ ଆମେ କ'ଣ କରିବା, ଗୁଡ୍ ଫିଲିଂ ଦେଇଥାଏ, ତାକୁ ଆମେ କ'ଣ କରିବା ଛୁଆ, ପଜିଟିଭ୍ ଇମୋସନ୍ ବୋଲି କହିଥାଉ। ପଜିଟିଭ୍ ଇମୋସନ୍ସ ଆର୍ ଟେମ୍ପୋରାରୀ ବଟ୍ ହେଲ୍ପ ଅସ୍ ଷ୍ଟେ ହ୍ୟାପି ଆଣ୍ଡ ହେଲ୍ଦି। ଯେଉଁ ପଜିଟିଭ୍ ଇମୋସନ୍ ଗୁଡ଼ାକ ହେଇଥାଏ ସେଇଟା ଟେମ୍ପୋରାରୀ। ଯେଉଁ ତୁମେ ଯେଉଁ କ'ଣ ହେଲା, ବାପା ଯେଉଁ ଆଣିକି ତୁମକୁ ମୋବାଇଲଟା ଦେଖେଇଲେ, ତ ସେଇ ବାର୍ଥଡେ ସେଲିବ୍ରେସନ୍ ଯାହା ବା ହେଉଛି ଅଳ୍ପ ସମୟ ପାଇଁ ତୁମେ ବହୁତ ଖୁସି ହେଲ ବା ପୁରା ଦିନ ସାରା ଖୁସି ହେଉଥିବ। ସେ ଅଳ୍ପ ସମୟ ପାଇଁ ତୁମେ ଖୁସି ହେଲ, ଯେଉଁ ଅଳ୍ପ ସମୟ ପାଇଁ ତୁମ ମନର ଯେଉଁ ଖୁସିଟା ରହିଲା ବା ଯେଉଁ ସମୟ ପାଇଁ ତୁମେ ସେ ଯେଉଁ ହ୍ୟାପିନେସ୍ର ଫିଲିଙ୍ଗସ୍ଟା ତୁମ ଭିତରେ ରହିଥିଲା, ସେତିକି ସମୟ ତୁମକୁ ସେ ହାପି ରଖିଲା ଆଉ ହେଲ୍ଦି ମଧ୍ୟ ରଖିବାରେ ମଧ୍ୟ ଏଇ ପଜିଟିଭ୍ ଇମୋସନ୍ସ ଗୁଡ଼ାକ କାମ କରିଥାଏ। ତୁମକୁ ସବୁବେଳେ ଖୁସି ଆଉ ହେଲ୍ଦି ମଧ୍ୟ ରଖିଥାଏ କି ପଜିଟିଭ୍ ଇମୋସନ୍ସ ଗୁଡ଼ାକ। ତମେ କିଛି କମନ୍ ପଜିଟିଭ୍ ଇମୋସନ୍ସ ଗୁଡ଼ାକ ଅଛି, କିଛି ଏକ୍ଜାମ୍ପଲ୍ ଅଛି, ତାର ଦେଖିବା। ଫାଷ୍ଟ ହେଉଛି ଜୟ। ଜୟ କ'ଣ, ଏ ଫିଲିଂ ଅଫ୍ ହାପିନେସ୍ ଅର୍ ଡିଲାଇଟ୍ ହେଲା। ଗୋଟେ ଖୁସିର ଗୋଟେ ଫିଲିଂଟା ହେଲା, ଡିଲାଇଟ୍ର ଗୋଟେ ଫିଲିଂଟା, କିଛି ଗୋଟେ ଜିନିଷକୁ ଜିତିଯିବାର ଗୋଟେ ଫିଲିଂଟାକୁ କୁହାଯାଏ କ'ଣ, ଜୟ କୁହାଯାଏ। ଦେଖ ଏକ୍ଜାମ୍ପଲ୍ ଦେଖ, ରିୟା ଫେଲ୍ଟ ଜୟ when she won the painting competition। ଯେତେବେଳେ ଗୋଟେ ପେଣ୍ଟିଂ କମ୍ପିଟିସନ୍ରେ ସେ ଜିତିଗଲା, ସେ ବହୁତ ହିଁ ଖୁସି ହେଇଗଲା, ତାକୁ ସେଇ ଯେଉଁ ଫିଲିଂସଟାକୁ କହିବା ଆମେ ଜୟ ବୋଲି କହିବା। ଲଭ୍ କ'ଣ, ଏ ଡିପ୍ ଇମୋସନାଲ୍ ବଣ୍ଡ୍ ଅଫ୍ଟନ୍ କ୍ୟାରିଂ ଅର୍ ଗିଭିଂ ହେଲା। ଯେତେବେଳେ ତୁମ ମାଆ ତୁମକୁ ହେଉଛି କ'ଣ କ୍ୟାରିଂ କରୁଛନ୍ତି, ଯେତେବେଳେ ତୁମର ସବୁ ହେଉଛି କ'ଣ, ତୁମ କଥା ଆଡ଼କୁ ସବୁ ହେଉଛି ଧ୍ୟାନ ଦେଇକି ଶୁଣୁଛନ୍ତି, କିମ୍ବା ତୁମେ ଯାହା କହୁଛ ତୁମକୁ
ଆସି ଆଣିକି ଦେଉଛନ୍ତି ତ ସେଇଟା କ'ଣ ତମ ମା ଆଉ ତମ ଭିତରେ ଗୋଟେ ଇମୋସନାଲ୍ ବଣ୍ଡ ହେଇଛି ତାକୁ ହିଁ ଆମେ କହିବା କ'ଣ ଲଭ୍ ହିଁ କହିବା। ଏ ମଦର ସୋଜ୍ ଲଭ୍ ବାଇ ଟେକିଂ କେୟାର ଅଫ୍ ହର୍ ଚାଇଲ୍ଡ ଏଭ୍ରି ଡେ। ପ୍ରତ୍ୟେକ ଦିନ ତମ ମା ତୁମର ଯତ୍ନ ନେଉଛନ୍ତି ସେଇଟାକୁ ଆମେ ମାଆମାନଙ୍କର ଭଲ ପାଇବା ବା ଲଭ୍ ବୋଲି କହିବା। ଓକେ, ତ ହାପିନେସ୍ କ'ଣ ଏ ଷ୍ଟେଟ୍ ଅଫ୍ ବିଙ୍ଗ୍ କଣ୍ଟେଣ୍ଟ ଆଣ୍ଡ ଚିୟରଫୁଲ୍। ଏମିତି ଗୋଟେ ଷ୍ଟେଟ୍ ଯେଉଁ ତୁମେ ବହୁତ ହିଁ ଖୁସି ଅଛ ହେଲା, ବହୁତ ହିଁ ଚିୟରଫୁଲ୍ ଅଛ। ସେଇଟା କହୁଛି ଅମିତ ଫେଲ୍ଟ ହାପି ହ୍ୱାଇଲ୍ ପ୍ଲେଇଂ ୱିଥ୍ ହିଜ୍ ଫ୍ରେଣ୍ଡସ୍। ଯେତେବେଳେ ଅମିତ ତା ସାଙ୍ଗମାନଙ୍କ ସହିତ ଖେଳେ ସେ ବହୁତ ହିଁ ହାପି ଫିଲ୍ କରିଥାଏ। ତାପରେ ଆପ୍ରିସିଏସନ୍ ତ ଜାଣିଛ ଆପ୍ରିସିଏଟ୍ କରିବା ଆମକୁ କିଏ ଜଣେ ଆମ କାମ ପାଇଁ ସାବାସି ଦେବା ବା ଆପ୍ରିସିଏଟ୍ କରିବା ସେଟା ବି ଗୋଟେ ପଜିଟିଭ୍ ଫିଲିଂ। ତ ଆପ୍ରିସିଏସନ୍ କ'ଣ ନା ଥ୍ୟାଙ୍କଫୁଲନେସ୍ ଅର୍ ରେକଗ୍ନାଇଜିଂ ୟୋର୍ ଅଫ୍ ଭ୍ୟାଲୁ। ତମର ଭ୍ୟାଲୁ ବୁଝିପାରିକି ତମକୁ ତମର ଯେଉଁ ହେଉଛି କ୍ୟାପାସିଟିକୁ ବୁଝିପାରିକି କିଏ ତୁମକୁ ଗୋଟେ ରେକଗ୍ନାଇଜ୍ କଲା କିଏ ଗୋଟେ ପ୍ରାଇଜ୍ ଦେଲା ବା ତାକୁ ଥ୍ୟାଙ୍କଫୁଲ୍ କହିଲା ହେଲା ତାକୁ ହିଁ କହିବା କ'ଣ ଆପ୍ରିସିଏସନ୍ କହିବା। ଏକ୍ସାମ୍ପଲ୍ କ'ଣ ଦ ଟିଚର୍ ଆପ୍ରିସିଏଟେଡ୍ ମିନା ଫର୍ ହାର୍ଡ ହାର୍ଡ଼ୱାର୍କ। ମିନାର ତା ହାର୍ଡ଼ୱାର୍କ ଦେଖିକି ଟିଚର୍ ତାକୁ କ'ଣ କଲେ ଆପ୍ରିସିଏଟ୍ କଲେ। ଆଫେକ୍ସନ୍ କ'ଣ ୱାର୍କ ଆଣ୍ଡ କେୟାରିଂ ଫିଲିଂ ଶୋନ୍ ଇନ୍ ସୋସିଆଲ୍ ରିଲେସନସିପ୍। ସୋସାଇଟିର ଯେତିକି ସବୁ ରିଲେସନସିପ୍ ଅଛି ବା ସୋସିଆଲ୍ ରିଲେସନସିପ୍ ସବୁ ଅଛି ଲୋକମାନଙ୍କ ଭିତରେ ଯେଉଁ ଫିଲିଂସ୍ ଅଛି ବା କ୍ୟାରିଂସ୍ ଅଛି ତାକୁ ହିଁ କହିବା ଆଫେକ୍ସନ୍। କ'ଣ କହୁଛି ରୋହନ ଗେଭ୍ ହିଜ୍ ଗ୍ରାଣ୍ଡମଦର୍ସ ଏ ହଗ୍ ଟୁ ଶୋ ଆଫେକ୍ସନ୍। ଯେତେବେଳେ ରୋହନ ତା ବୁଢ଼ୀମାକୁ ବା ତା ଜେଜେମାକୁ ଗୋଟେ ହକ୍ କରୁଛି ତ ସେ ସେଠି କ'ଣ ଦେଖୁଛି ତା ବୁଢ଼ୀମା ପ୍ରତି ଯେଉଁ ଆଫେକ୍ସନ୍ ଅଛି ତାର ଯେଉଁ ଫିଲିଂସ୍ ଅଛି ତାକୁ ସେ ଶୋ କରୁଛି ତାକୁ ଆମେ କହିବା କ'ଣ ଆଫେକ୍ସନ୍ ବୋଲି କହିବା। ତାପରେ ନେଗେଟିଭ୍ ଇମୋସନ୍ କ'ଣ ନା ଦ ଫିଲିଂସ୍ ଦ୍ୟାଟ୍ ମେକ୍ ଅସ୍ ଫିଲ୍ ବ୍ୟାଡ୍ ଅର୍ ଷ୍ଟ୍ରେସ୍ଡ କଲ୍ଡ ନେଗେଟିଭ୍ ଇମୋସନ୍। ଯେଉଁ ଇମୋସନ୍ ଗୁଡ଼ାକ ଆମକୁ ବହୁତ କିଛି ମାନେ ଷ୍ଟ୍ରେସ୍ ଦେଇଥାଏ ଗୋଟେ ବ୍ୟାଡ୍ ଫିଲିଂ ଦେଇଥାଏ ତାକୁ ଆମେ କ'ଣ କହିବା ନେଗେଟିଭ୍ ଇମୋସନ୍ ବୋଲି କହିଥାନ୍ତି। ନେଗେଟିଭ୍ ଇମୋସନ୍ସ ଆର୍ ଫିୟର୍ ଏଙ୍ଗର୍ ସାଡନେସ୍ ଏସବୁ ଗୁଡ଼ାକ ଯିଏକି ଆମକୁ ଗୋଟେ ଅନକମ୍ଫର୍ଟେବୁଲ୍ କରିଦେଇଥାଏ ବହୁତ ତାକୁ ହେଉଛି ନେଗେଟିଭ୍ ଇମୋସନ୍ସ ବୋଲି କହିଥାଉ। କିଛି ଛୁଆ କମନ୍ ନେଗେଟିଭ୍ ଇମୋସନ୍ ଏକ୍ଜାମ୍ପଲ୍ କ'ଣ ଏଙ୍ଗର୍ ହେବ ଫିୟର୍ ହେବ ତାପରେ ଜେଲସି ହେବ ସାଡନେସ୍ ହେବ ଗିଲ୍ଟି ହେବ ଏସବୁ ଗୁଡ଼ାକ ନେଗେଟିଭ୍ ଇମୋସନ୍ର ଗୋଟେ ଏକ୍ଜାମ୍ପଲ୍। ଦେଖ ଏଙ୍ଗର୍ କ'ଣ ଯେତେବେଳେ କିଛି ଗୋଟେ ଜିନିଷ ତମେ ଯାହା ଏକ୍ସପେକ୍ଟ କରୁଛ ସେଇ ଯେ ଅନୁସାରେ ଯେତେବେଳେ ନଯିବ ତମକୁ ବହୁତ ହେଉଛି ରାଗ ଆସିଥାଏ ବା ବହୁତ କ୍ରୋଧ ଆସିଥାଏ ତାକୁ ହିଁ ଏଙ୍ଗର୍ କୁହାଯାଏ। ଇଟ୍ ହାପେନ୍ସ ହ୍ୱେନ୍ ଥିଙ୍ଗସ୍ ଡୁ ନଟ୍ ଗୋ ଏଜ୍ ଏକ୍ସପେକ୍ଟେଡ୍। ଯାହା ତୁମେ ଚାହୁଁଛ ଯଦି ସେଇଭଳିଆ ନ କଲା ତାହେଲେ ସେଟା ଏଙ୍ଗର୍ ହେଇଥାଏ। ରିୟା ଗଟ୍ ଏଙ୍ଗରି ହ୍ୱାଇଲ୍ ହାର୍ ଫ୍ରେଣ୍ଡ ବ୍ରୋକ୍ ହାର୍ ଟୟ। ହେଲା ଥରେ ରିୟାର ଗୋଟେ ଭଲ ହେଉଛି କ'ଣ ଅଛି ଟୟ ଅଛି ଯେତେବେଳେ ତା ସାଙ୍ଗଟା ତାକୁ ଭାଙ୍ଗିଥିଲା ତାକୁ ବହୁତ ହେଉଛି ଏଙ୍ଗରି ଆସିବା ବା ଏଙ୍ଗରି ଫିଲିଂ ହେବ ସେଇଟା ସେ କହୁଛି। ତାପରେ ଫିୟର୍ କ'ଣ ଏ ଫିଲିଂ ଅଫ୍ ବିଙ୍ଗ୍ ସ୍କ୍ୟାର୍ଡ ଆଣ୍ଡ ଅନସେଫ୍। ଯେତେବେଳେ ତୁମେ ନିଜକୁ ଅସୁରକ୍ଷିତ ମନେ ରଖିବ ବା ଡରିଯିବ ସେଇ ଯେଉଁ ଫିଲିଂଟାକୁ କ'ଣ କହିବା ଆମେ ଫିୟର୍ ବୋଲି କହିବା। ଏଠି କମ୍ସ ୱେନ୍ ୱି ଥିଙ୍କ୍ ସମଥିଙ୍ଗ ବ୍ୟାଡ୍ ମାଇଟ୍ ହ୍ୟାପେନ୍। ଯେତେବେଳେ ତୁମେ ଭାବିବ ଯେ କିଛି ଗୋଟେ ମୋ ସହିତ କିଛି ଗୋଟେ ଅଘଟଣ ଘଟିବାର ଅଛି ବା କିଛି ଗୋଟେ ଖରାପ ଘଟିବାର ଅଛି ସେଠି ସେଇ ଯେଉଁ ଫିଲିଂସଟାକୁ କ'ଣ କୁହାଯାଏ ଫିୟର୍ ବୋଲି କୁହାଯାଇଥାଏ। ଅମିତ ଫେଲ୍ଟ ଫିୟର୍ ଡ୍ୟୁରିଂ ଦି ଥଣ୍ଡରଷ୍ଟର୍ମ। ଯେତେବେଳେ ଗୋଟେ ଘଡ଼ଘଡ଼ି ମାରିଲା ଅମିତ ଉଠି ଡରି ଗଲା। ଜେଲସି କ'ଣ ଏ ଫିଲିଂ ଅଫ୍ ଡିସଲାଇକ୍ ହ୍ୱେନ୍ ଅଦର୍ସ ହ୍ୟାଭ୍ ହ୍ୱାଟ୍ ୱି ୱାଣ୍ଟ। ତମେ ଯେଉଁଟା ଚାହୁଁଛ ବା ତମେ ଯେଉଁଟା ଆଶା କରୁଛ ସେଟା ଯେତେବେଳେ ଅଲଗା ଲୋକ ପାଖରେ ଥାଏ ସେଇ ଯେଉଁ ଫିଲିଂସଟା ହେଉଛି କ'ଣ କୁହାଯାଏ ଆମେ ହେଉଛି କ'ଣ କଥା ଜେଲସି ବୋଲି କହିଥାନ୍ତି ହେଲା। ଏ ରବି ଫେଲ୍ଟ ଜିଲସ୍ ହ୍ୱେନ୍ ହିଜ୍ ଫ୍ରେଣ୍ଡ ଗଟ୍ ଏ ନ୍ୟୁ ବାଇକ୍। ରବି ଚାହୁଁଛି କ'ଣ ତା ପାଖରେ ଗୋଟେ ନୂଆ ବାଇକ୍ ହଉ ଯେତେବେଳେ ତା ଫ୍ରେଣ୍ଡ ପାଖରେ ହେଉଛି ଗୋଟେ ନୂଆ ବାଇକ୍ ଆସିଗଲା ହେଲା ତ ସେଇଟା ହେଉଛି କ'ଣ ହୋଇଥାଏ ଜିଲସ୍ ଫିଲିଂ ଆସିଥାଏ ହେଲା। ତାପରେ ହେଉଛି ସାଡନେସ୍ କ'ଣ ଏ ଫିଲିଂ ଅଫ୍ ଅନହ୍ୟାପିନେସ୍ ଅର୍ ସୋରୋ। ଇଟ୍ ହାପେନ୍ସ ୱି ଲୁଜ୍ ସମଥିଙ୍ଗ ଅର୍ ଫିଲ୍ ହଟ୍। ଯେତେବେଳେ ଆମେ କିଛି ଗୋଟେ ଜିନିଷ ଆମେ ଲୁଜ୍ କରିଦେଉ ବା ବହୁତ ହେଉଛି ହଟ୍ ହେଇଥାଉ ଯେତେବେଳେ ଆମ ମନ ଦୁଃଖ ହେଇଥାଏ ତାକୁ ହେଉଛି ଆମେ କ'ଣ କହିଥାଉ ସାଡନେସ୍ ବୋଲି କହିଥାଉ। ମିନା ଫେଲ୍ଟ ସାଡ୍ ହ୍ୱେନ୍ ହାର୍ ପେଟ୍ ଡଗ୍ ଗଟ୍ ଲଷ୍ଟ। ତାର ଯେତେବେଳେ ତା ପେଟ୍ ଡଗ୍ଟା ହେଲା ସେ ହେଉଛି ଯେତେବେଳେ ଲଷ୍ଟ ହେଇଗଲା ବା ହଜିଯାଇଛି ସେଥିପାଇଁ ମିନା ହେଉଛି କ'ଣ ବହୁତ ସାଡ଼୍ରେ ରହିଛି। ପଜିଟିଭ୍ ଇମୋସନ୍ ଆଉ ନେଗେଟିଭ୍ ଇମୋସନ୍ ସବୁ କେମିତି ଆମକୁ ହେଲ୍ପ କରିଥାନ୍ତି ତା ବିଷୟରେ ଟିକେ ଦେଖିବା। ପଜିଟିଭ୍ ଇମୋସନ୍ସ ମେକ୍ ଅସ୍ ଫିଲ୍ ହାପି ଆଣ୍ଡ ଷ୍ଟ୍ରେସ୍ ଫ୍ରି। ପଜିଟିଭ୍ ଇମୋସନ୍ସ ଆଡ଼କୁ ଆମକୁ ସବୁବେଳେ ପାଇଁ କ'ଣ କରିଥାଏ ହାପି ରଖିଥାଏ ଖୁସି ରଖିଥାଏ ଆମକୁ ସବୁ କିଛି ବି ଷ୍ଟ୍ରେସ୍ ଦେଇଥାଏ ଏତେ ଆମେ ଷ୍ଟ୍ରେସ୍ ନେଉନି ଯେତେବେଳେ ଆମେ ପଜିଟିଭ୍ ଇମୋସନ୍ସ ଆଡ଼କୁ ସହିତ ଥାନ୍ତି। ଦେ ହେଲ୍ପ ଅସ୍ ବିଲ୍ଡିଂ ଷ୍ଟ୍ରଙ୍ଗ ଫ୍ରେଣ୍ଡସିପ୍ ଆଣ୍ଡ ବଣ୍ଡ। ଯେତେବେଳେ ଆମେ ଆମ ମାଇଣ୍ଡଟା ଭଲ ଥିବ ତୁମେ ଯେତେବେଳେ ସବୁବେଳେ ହସ ଖୁସିରେ ରହୁଥିବ ତାହେଲେ ତମେ ଭଲ ଫ୍ରେଣ୍ଡସିପ୍ ବନେଇପାରିବ ଭଲ ଅନ୍ୟମାନଙ୍କ ସହିତ ତୁମ ବଣ୍ଡ ଆଡ଼କୁ ସେତେ ଷ୍ଟ୍ରଙ୍ଗ ହେବ। They give us energy to interest to our ଯେତେବେଳେ ହେଉଛି ପଜିଟିଭ୍ ଇମୋସନ୍ସ ଆଡ଼େ ଥିବ ସେତେବେଳେ ତୁମେ କାମ କରିବା ପାଇଁ ବେଶୀ ଇଣ୍ଟରେଷ୍ଟ ପାଇବ ବେଶୀ ଏନର୍ଜି ପାଇବ।
ନେଗେଟିଭ୍ ଇମୋସନ୍ ଛଡ଼ା କ'ଣ ସିଏ ଆମକୁ କେମିତି ହେଲ୍ପ କରିଥାନ୍ତି, ସିଏ ମଧ୍ୟ ଆମକୁ ହେଲ୍ପ କରିଥାନ୍ତି ଯେ କିଛି ଗୋଟେ ଡେଞ୍ଜରିୟସ୍ ସିଚୁଏସନ୍ ଅଛି, ସେଠି ତୁମ ନେଗେଟିଭ୍ ଇମୋସନ୍ ଆଡ଼କୁ ପୂର୍ବରୁ ନିଜେ କ'ଣ କରିଦେଇଥାନ୍ତି, ୱାର୍ନ କରିଦେଇଥାନ୍ତି। ତୁମେ କେବେ ସେଫ୍ ହେଇଯାଅ। ଧର ଗୋଟେ ସାପଟେ ଅଛି କିମ୍ବା ଗୋଟେ ବେଙ୍ଗଟେ ଅଛି, ତୁମ ଗୋଡ଼ ହେଉଛି ଫାଷ୍ଟରୁ ତୁମେ ଡରିଯାଉଛ, ତାଦ୍ୱାରା ତୁମେ କ'ଣ କରୁଛ, ସେ ପ୍ରୋବ୍ଲେମ୍ ପ୍ରତି ବା ସେ ଡେଞ୍ଜରିୟସ୍ ସିଚୁଏସନ୍ ପ୍ରତି ୱାର୍ନ ହେଇଯାଉଛ ହେଲା। ସେଠି ହେଉଛି ନେଗେଟିଭ୍ ଇମୋସନ୍ ତୁମକୁ ହେଲ୍ପ କରୁଛି। ଦେ ଟିଚ୍ ଅସ୍ ଲେସନ୍ ଫ୍ରମ୍ ଦି ମିଷ୍ଟେକ୍। ନେଗେଟିଭ୍ ଏ ଯେଉଁ ଇମୋସନ୍ ଅଛି ସେ ଆମକୁ ମିଷ୍ଟେକ୍ରୁ ହେଉଛି କ'ଣ କରିଥାଏ, ଲେସନ୍ ଶିଖେଇଥାଏ। ଦେ ହେଲ୍ପ ଅସ୍ ଟୁ ଗ୍ରୋ ଷ୍ଟ୍ରଙ୍ଗର ଆଣ୍ଡ ହ୍ୟାଣ୍ଡେଲ୍ ଚ୍ୟାଲେଞ୍ଜେସ୍ ବେଟର୍ ହେଲା। ନେଗେଟିଭ୍ ଇମୋସନ୍ସ ଗୁଡ଼ାକ ଆମକୁ ବହୁତ ଷ୍ଟ୍ରଙ୍ଗ ବନେଇଥାଏ। ଆଉ ତା ଛଡ଼ା ହେଉଛି କ'ଣ କରିଥାଏ, କିଛି ଗୋଟେ ଚ୍ୟାଲେଞ୍ଜକୁ କେମିତି ଆମେ ହ୍ୟାଣ୍ଡେଲ୍ କରିବା କିମ୍ବା ଗୋଟେ ଚ୍ୟାଲେଞ୍ଜ ସହିତ ଆମେ କେମିତି ଭଲ ଭାବରେ ଲଢ଼ିବା ତାକୁ ଶିଖେଇଥାଏ କି ଆମ ଭିତରେ ଯେଉଁ ନେଗେଟିଭ୍ ଇମୋସନ୍ ଅଛି ସେ ଆମକୁ ଶିଖେଇଥାଏ। ତାପରେ ଦେଖିବା ଏମ୍ପାଥେଟିକ୍ ଅଣ୍ଡରଷ୍ଟାଣ୍ଡିଂ ଅଫ୍ ଫିଜିକାଲ୍ ଡିଫରେନ୍ସ ହେଲା। ଯଦି ଏପର୍ଯ୍ୟନ୍ତ ଛୁଆ ଭିଡ଼ିଓଟା ଭଲ ଲାଗିଥିବ ତାହେଲେ ଭିଡ଼ିଓକୁ ଲାଇକ୍ କରିକି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ସାଙ୍ଗମାନଙ୍କ ସହିତ ଛୁଆ ସେୟାର କରିଦେବେ। ଆଉ ଯଦି ତୁମେ କିଛି ବି ଜାଣିବା ପାଇଁ ଚାହୁଁଛ, ତୁମେ କିଛି ଏକ୍ଜାମ୍ ବିଷୟରେ କିମ୍ବା କିଛି ପାଠ ବିଷୟରେ ବା କିଛି କଣ୍ଟେଣ୍ଟ ବିଷୟରେ, ତାହେଲେ ମୋତେ କମେଣ୍ଟରେ ଲେଖିକି ଜଣାଇ ପାରିବ। ଓକେ, ତାପରେ ଦେଖିବା ଛୁଆ ଏମ୍ପାଥେଟିକ୍ ଅଣ୍ଡରଷ୍ଟାଣ୍ଡିଂ ଅଫ୍ ଫିଜିକାଲ୍ ଡିଫରେନ୍ସେସ୍। ଫିଜିକାଲ୍ ଡିଫରେନ୍ସେସ୍ ମାନେ କ'ଣ, ମାନେ ଆମ ବଡ଼ିର କିଛି ଲୋକମାନଙ୍କର ଯେଉଁ ଫିଜିକାଲ୍ ଡିଫରେନ୍ସ ହେଉଛି ବା କାହାର ବଡ଼ିର ବା କାହାର ସ୍କିନ୍ କଲର୍, କାହାର ହାଇଟ୍କୁ ନେଇକି, କାହାର ହେଉଛି ହେୟାର୍କୁ ନେଇକି, ବଡ଼ିର ଯେଉଁ ଏପିୟରାନ୍ସକୁ ନେଇକି ସବୁ ଡିଫରେଣ୍ଟ ସବୁ ରହିଛି, ସେଇଟା କାହିଁକି ଆସୁଛି ବା କାହିଁକି ହେଉଛି ତା ବିଷୟରେ ଆମେ ଏବେ ବୁଝିବା। ଫାଷ୍ଟ ହେଉଛି ରିଜନ୍ କ'ଣ, ତିନିଟା ରିଜନ୍ ଛୁଆ ଅଛି କାହିଁକି ଆମ ବଡ଼ିର ସବୁ ଡିଫରେନ୍ସ ଆସୁଛି। ଫାଷ୍ଟ ହେଉଛି ଜୋଗ୍ରାଫିକାଲ୍ ଭେରିଏସନ୍। ଜୋଗ୍ରାଫିକାଲ୍ ଭେରିଏସନ୍ କ'ଣ ନା ଡ୍ୟୁ ଟୁ ଡିଫରେନ୍ସ ଟାଇପ୍ ଅଫ୍ ଲୋକେସନ୍ ହେଲା। Geographical variation means physical and genetical difference among the people living in different areas। जो different टाइप ऑफ एरियाର ଯେଉଁ ଲୋକମାନେ ରହିଥାନ୍ତି ସେମାନଙ୍କର ଫିଜିକାଲ୍ ଏପିୟରାନ୍ସ ବି ଡିଫରେଣ୍ଟ ଟାଇପ୍ ହୋଇଥାଏ ଆଉ ତାଙ୍କର ଜିନ୍ ମଧ୍ୟ ଆମଠାରୁ ବହୁତ ଅଲଗା ହେଇଥାଏ। ତାକୁ ହିଁ ଜୋଗ୍ରାଫିକାଲ୍ ଭେରିଏସନ୍ କୁହାଯାଇଥାଏ। ଗୋଟେ ଏକ୍ଜାମ୍ପଲ୍ ନେଇକି ଦେଖିବା ଛୁଆ, ପିପୁଲ୍ ଇନ୍ ହଟ୍ ଏରିଆଜ୍ ମେ ହେଭ୍ ଡାର୍କର ସ୍କିନ୍ ଆଣ୍ଡ ଦୋଜ୍ ଇନ୍ କୋଲ୍ଡ ରିଜିଅନ୍ ମେ ହେଭ୍ ଲାଇଟର ସ୍କିନ୍। ଯେଉଁମାନେ ଛୁଆ ଆଫ୍ରିକା ଏରିଆରେ ରହୁଛନ୍ତି ବା ଯେଉଁ ହଟର ଏରିଆରେ ଯେଉଁଟା ପୁରା ଗରମ ଅଧିକା ସେ ଏରିଆରେ ଯେଉଁ ରହୁଛନ୍ତି ସେମାନଙ୍କର କ'ଣ ହେଇଥାଏ, ତାଙ୍କ ସ୍କିନ୍ଟା ଟିକେ ଡାର୍କ ହେଇଥାଏ ବା ଟିକେ କଳା ହେଇଥାଏ। ଆଉ ଯେଉଁମାନେ କୋଲ୍ଡ ରିଜନ୍ ରହୁଛନ୍ତି, ହିମାଳୟ ପର୍ବତ ପାଖାପାଖି, ଅରୁଣାଚଳ ତମର ହେଉଛି ସେଇପଟର ହେଲା, ଯେଉଁପଟ ଚୀନ ଫିନ୍ ହେଲା, ସେଇପଟ ଯେତେବେଳେ ଯେଉଁ କୋଲ୍ଡ ରିଜନ୍ର ଯେଉଁ ରହୁଛନ୍ତି, ରିଜନ୍ ପାଖାପାଖିର ଯେଉଁ ଲୋକମାନେ ରହୁଛନ୍ତି ସେମାନଙ୍କ ସ୍କିନ୍ଟା ହେଉଛି କାଶ୍ମୀର, ତ ସେମାନେ ହେଉଛନ୍ତି ସ୍କିନ୍ଟା କ'ଣ ହେଇଥାଏ, ବହୁତ ଗ୍ଲୋ କରିଥାଏ ବା ତାଙ୍କର ସଫ୍ଟ ହେଇଥାଏ ହେଲା, ବହୁତ ହେଉଛି ଯେମିତି ଗୋରା ହେଇଥାନ୍ତି ସେମାନେ। ସେଇଟା କ'ଣ ହେଇଥାଏ, ତାଙ୍କ ସେ ଯେଉଁ ରିଜିଅନ୍କୁ ନେଇକି ବା ହେଉଛି ଯେଉଁ ଏରିଆକୁ ନେଇକି ହେଉଛି ଡିଫରେଣ୍ଟ ଟାଇପ୍ ଅଫ୍ ଆମର ଏପିୟରାନ୍ସ ଆସିଥାଏ। ତାକୁ ହିଁ କୁହାଯାଏ ଜିଓଗ୍ରାଫିକାଲ୍ ଭେରିଏସନ୍। ବୁଝିପାରିଲ? ଦିଜ୍ ଡିଫରେନ୍ସ କ୍ୟାନ୍ କୋଜ୍ଡ ବାଇ ବୋଥ୍ ଜେନେଟିକ୍ସ ଆଣ୍ଡ ଏନଭାରମେଣ୍ଟ। ଏ ଯେଉଁ ଜିଓଗ୍ରାଫିକାଲ୍ ଭେରିଏସନ୍ ଲୋକମାନଙ୍କ ଭିତରେ ଆସିଥାଏ ସେଇଟା ଦୁଇଟା କାରଣ ପାଇଁ ହେଇଥାଏ। ଆଇଦର ସେଇଟା ଜେନେଟିକ୍ସ, ମାନେ ତାଙ୍କ ବାପା ମା ସେଇଭଳିଆ ଥିଲେ ସେମାନେ ମଧ୍ୟ ସେଇଭଳିଆ ହେବେ, ତ ସେଇଟା ଜେନେଟିକ୍ସ ପାଇଁ ହେଇଥାଏ। ନହେଲେ ତାଙ୍କ ଚାରିପଟରେ ଯେଉଁ ଏନଭାରମେଣ୍ଟ ରହୁଛି, ଯେଉଁ କ୍ଲାଇମେଟ୍ ରହୁଛି, ଯେଉଁ ଲ୍ୟାଣ୍ଡ ରହୁଛି ବା ଯେଉଁ ଜଳବାୟୁ ରହୁଛି, ସେଥିପାଇଁ ମଧ୍ୟ ତାଙ୍କ ବଡ଼ିର କଲର୍ ମଧ୍ୟ ସେଇଭଳିଆ ହେଇପାରେ ବା ତାଙ୍କ ଭିତରେ ସେଇଭଳିଆ ଫିଜିକାଲ୍ ଡିଫରେନ୍ସ ମଧ୍ୟ ଆସିଥାଇପାରେ। ଅଣ୍ଡରଷ୍ଟାଣ୍ଡିଂ ସଚ୍ ଭେରିଏସନ୍ ହେଲ୍ପସ୍ ଇନ୍ ରେସ୍ପେକ୍ଟିଂ ଆଣ୍ଡ ଆକ୍ସେପ୍ଟିଂ ଫିଜିକାଲ୍ ଡିଫରେନ୍ସ ଏମଙ୍ଗ ଦି ପିପୁଲ୍। ଯେତେବେଳେ ଲୋକମାନେ ବୁଝିପାରିବେ ଯେ ଏଇ ଯେଉଁ ଆଫ୍ରିକାର ଯେଉଁ ଲୋକମାନେ ଏତେ କଳା କାହିଁକି, ଆମର ହେଉଛି କାଶ୍ମୀରର ଏତେ ଲୋକମାନେ ଏତେ ଗୋରା କାହିଁକି, ଏସବୁ ଯେତେବେଳେ ସେ ଲୋକମାନେ ବୁଝିପାରିବେ, ତାଙ୍କ ଭିତରେ କାହିଁକି ଏ ଭେରିଏସନ୍ଟା ହେଉଛି, ଯେତେବେଳେ ଲୋକମାନେ ବୁଝିପାରିବେ ସେତେବେଳେ ସେ ହେଉଛି କ'ଣ କରିବେ, ଅନ୍ୟ ଜଣେ ଆଉ ଜଣଙ୍କୁ ରେସ୍ପେକ୍ଟ କରିବ। ଆଉ ଜଣେ ତାପରେ ବୁଝିବା କ୍ଲାଇମେଟିକ୍ କଣ୍ଡିସନ୍। ଏଇଟା ଥିଲା ହେଉଛି କ'ଣ, ତୁମର ଜୋଗ୍ରାଫିକାଲ୍ ଭେରିଏସନ୍। ତାପରେ ଦେଖିବା କ୍ଲାଇମେଟ୍ ଦୃଷ୍ଟିରୁ କେଉଁଭଳିଆ କ'ଣ ଲୋକମାନଙ୍କ ଭିତରେ ଡିଫରେନ୍ସ ଆସୁଛି। ତ ଡିଫରେନ୍ସ ଡ୍ୟୁ ଟୁ ୱେଦର୍ ଅର୍ କ୍ଲାଇମେଟ୍। କ୍ଲାଇମେଟ୍ ମାନେ କ'ଣ ନା, କ୍ଲାଇମେଟ୍ ମିନ୍ସ ଏ ଲଙ୍ଗ୍ ଟର୍ମ ପ୍ୟାଟର୍ନ ଅଫ୍ ୱେଦର୍ ଇନ୍ ଏ ରିଜିଅନ୍ ହେଲା। ଗୋଟେ ରିଜିଅନ୍ର ବହୁତ ବର୍ଷ ହେଲା ଯେଉଁ ପ୍ୟାଟର୍ନର ଗୋଟେ ୱେଦର୍ ଚାଲି ଆସୁଛି ସେଇଟା ହେଉଛି କହିବା ସେ ଅଞ୍ଚଳର କ୍ଲାଇମେଟ୍ ବୋଲି କହିବା। ଲାଷ୍ଟ 30 ଇୟର୍ସର ଯେଉଁ ଗୋଟେ ଅଞ୍ଚଳରେ ଯେଉଁଭଳିଆ ୱେଦର୍ ଆସିଯାଉଛି ତାକୁ ଆମେ କ୍ଲାଇମେଟ୍ ବୋଲି କହିବା। ଯେଉଁଭଳିଆ କାଶ୍ମୀରର କ୍ଲାଇମେଟ୍ କେଉଁଭଳିଆ ହେବ, ତୁମର ହେଉଛି ଥଣ୍ଡା କ୍ଲାଇମେଟ୍ ରହିବ। କୋଲ୍ଡ ତୁମର ହେଉଛି ରିଜିଅନ୍ ମାନେ ଆମେ ତାକୁ ମନେ କରିବା। ଆମର ଏପଟର କ'ଣ ବେଶୀ ଗରମ ନୁହେଁ କି ବେଶୀ ଥଣ୍ଡା ନୁହେଁ, ସେଇଭଳିଆ ପ୍ରକାର କ୍ଲାଇମେଟ୍ ଆମର ଏଠି। ବୁଝିପାରିଲ ନା? ଦ ପିପଲ୍ସ ଲାଇଫଷ୍ଟାଇଲ୍, ଫୁଡ୍, କ୍ଲୋଥିଂ, ହାଉସିଂ, ଇଭେନ୍ କଲଚର୍ ଆର୍ ସେପ୍ଡ ବାଇ ଦି କ୍ଲାଇମେଟ୍। କ୍ଲାଇମେଟ୍ ଦ୍ୱାରା ଲୋକମାନଙ୍କର ଯେଉଁ ଲାଇଫଷ୍ଟାଇଲ୍ ଅଛି, ତାଙ୍କର ଖାଇବା ଶୈଳୀ ଅଛି ବା ଯେଉଁ ଘର ସେମାନେ ବନେଇଥାନ୍ତି, ଏସବୁ ତାଙ୍କ କ୍ଲାଇମେଟ୍ ଅନୁସାରେ ସବୁ ଭେରି କରିଥାଏ ବା ସେଇଭଳିଆ ସେ ସେପ୍ ଦେଇଥାନ୍ତି ହେଲା।
ଧର ଯେଉଁମାନେ ଶୀତ ଅଞ୍ଚଳରେ ଯେଉଁମାନେ ଲୋକ ଅଛନ୍ତି ତାଙ୍କର ଯାହା କ୍ଲାଇମେଟ୍ ହେଉଛି ଶୀତ କ୍ଲାଇମେଟ୍ ଯାହାର ତାଙ୍କର ଘର ଆଡ଼େ କେମିତି ହେଇଥିବ ଯେ ଛୋଟ ଛୋଟ ମାନେ ଯେଉଁ ଘର ଆଡ଼କୁ ଭିତରୁ ବହୁତ ଗରମ ଦେଇପାରୁଥିବ ସେଇଭଳିଆ ଘର ସେମାନେ ବନେଇବେ ଆଉ ଏମିତି ମୋଟା ମୋଟା ଡ୍ରେସ୍ ସବୁ ପିନ୍ଧିବେ ଏକ୍ଜାମ୍ପଲ୍ କ'ଣ ହେଲା ଇନ୍ କୋଲ୍ଡ ରିଜନ୍ ପିପୁଲ୍ ୱେୟାର woolen କ୍ଲଥ୍ ଆଣ୍ଡ ବିଲ୍ଟ ହାଉସ୍ କିପ୍ ୱାର୍ମ ଯେଉଁଟା କହିଲି ଯେଉଁ କୋଲ୍ଡ ରିଜନ୍ରେ ଲୋକମାନେ କ'ଣ କରିବେ woolen କ୍ଲଥ୍ ପିନ୍ଧିବେ ଆଉ ହେଉଛି ଘର ଆଡ଼କୁ ଭିତରୁ ଯେମିତି ଗରମ ଲାଗିବ ସେଇଭଳିଆ ସେ ଘର ଆଡ଼କୁ ବନେଇବେ କାରଣ ତାଙ୍କ କ୍ଲାଇମେଟ୍ ସେଇଭଳିଆ କ୍ଲାଇମେଟ୍ ଚେଞ୍ଜେସ୍ ଇଜ୍ ନାଉ ଆଫେକ୍ଟିଂ ଆୱାର ଲାଇଫ୍ କଜିଂ ଇସ୍ୟୁ ଲାଇକ୍ କ୍ଲାଇମେଟ୍ ଚେଞ୍ଜ ହେବା ଦ୍ୱାରା ଆମ ଲାଇଫ୍କୁ ବହୁତ ପ୍ରକାର ଆଫେକ୍ଟ ପକାଉଛି କ'ଣ କରୁଛି ନା ଫୁଡ୍ ଆଣ୍ଡ ୱାଟର ସର୍ଟେଜ୍ ଯେଉଁ ଏରିଆରେ ବେଶୀ ହେଉଛି ଥଣ୍ଡା ହେଇଯାଉଛି ଆଉ ଯେଉଁ ଏରିଆରେ ବହୁତ କୋଲ୍ଡ ରିଜନ୍ ତ ସେଠି ୱାଟର ଆଡ଼େ କ'ଣ ହେଉଛି ଫ୍ରିଜ୍ ହେଉଛି ହେଲା ଫୁଡ୍ ସର୍ଟେଜ୍ ହେଉଛି ୱାଟର ଆଡ଼କୁ ସର୍ଟେଜ୍ ହେଉଛି କ୍ଲାଇମେଟ୍ ଚେଞ୍ଜ ଯୋଗୁଁ ତାପରେ ନ୍ୟାଚୁରାଲ୍ ଡିଜାଷ୍ଟର ମଧ୍ୟ ଆସୁଛି କ୍ଲାଇମେଟ୍ ଚେଞ୍ଜ ହେଲା ବେଳକୁ ଜଳ ବାତ୍ୟା ବନ୍ୟା ଆସୁଛି ତାପରେ ମାଇଗ୍ରେସନ୍ ଅଫ୍ ପିପୁଲ୍ ଗୋଟେ ଏରିଆରେ ଯେତେବେଳେ ଦେଖିବେ ଏଠି ବହୁତ ହି ଅନକମ୍ଫର୍ଟେବୁଲ୍ ଅନଫେଭରେବୁଲ୍ ହେଉଛି ଛୁଆ ହେଉଛି କ୍ଲାଇମେଟ୍ ଅଛି ତାହେଲେ ସେଠୁ ଲୋକମାନେ ଆଉ ଗୋଟେ ଜାଗାକୁ ଯିବା ପାଇଁ ଟ୍ରାଏ କରିବେ ଦ୍ୟାଟ୍ ଇଜ୍ ମାଇଗ୍ରେସନ୍ ଅଫ୍ ପିପୁଲ୍ ତାପରେ ଜେନେଟିକ୍ କଣ୍ଡିସନ୍ କ'ଣ ଆମ ଜିନ୍ ଯୋଗୁଁ ହେଲା ଆମ ପଟରେ ଯେଉଁ ଜିନ୍ ଅଛି ତାକୁ ନେଇ ମଧ୍ୟ ଡିଫରେନ୍ସ ଲୋକମାନଙ୍କ ଭିତରେ ଦେଖାଯାଇଥାଏ ସେଇଟା ମଧ୍ୟ ବୁଝିବା ଜିନ୍ କ'ଣ ନା ଜିନ୍ ଆର୍ ଦି ପାଷ୍ଟ ଫ୍ରମ୍ ପ୍ୟାରେଣ୍ଟସ୍ ଟୁ ଚିଲଡ୍ରେନ୍ ଆଣ୍ଡ ଡିସାଇଡ୍ ମେନି ଫିଜିକାଲ୍ ଟ୍ରେଟ୍ସ ଜିନ୍ ଏମିତି ଜିନିଷ ଯେଉଁଟାକି ପ୍ୟାରେଣ୍ଟମାନଙ୍କ ପାଖରୁ ବାପା ମାଆଙ୍କ କତିରୁ ଛୁଆମାନଙ୍କ ପାଖକୁ ଆସିଥାଏ ପାସ୍ ହେଇଥାଏ ଆଉ ତାହା ଦ୍ୱାରା କ'ଣ ହୋଇଥାଏ ନା ଆମେ ଜାଣିପାରିଥାନ୍ତି ଆମ ବଡ଼ିର କେଉଁଭଳିଆ ସବୁ ଫିଜିକାଲ୍ ଟ୍ରେଟ୍ସ ଅଛି ଯେଉଁ ଆମେ ଡେଙ୍ଗା ହେବା କି ବାଙ୍ଗରା ହେବା କି ଆମର ବଡ଼ିର ଯେଉଁ ରଙ୍ଗ ଅଛି କଳା ହେବ କି ଗୋରା ହେବ ସେସବୁ ଡିସାଇଡ଼୍ କରିଥାଏ କିଏ ଏ ଜିନ୍ ହିଁ ଡିସାଇଡ଼୍ କରିଥାଏ ତାପରେ ଜେନେଟିକ୍ ଡିଫରେନ୍ସ ମିନ୍ସ ଦ ନ୍ୟାଚୁରାଲ୍ ଡିଫରେନ୍ସ ଇନ୍ ଫିଜିକାଲ୍ ଆଣ୍ଡ ବାୟୋଲୋଜିକାଲ୍ ଟ୍ରେଟ୍ସ ହେଲା in people that inherit from their parents ଜେନେଟିକ୍ ଡିଫରେନ୍ସ ମାନେ ଆମ ବଡ଼ିର ଯେଉଁ ନ୍ୟାଚୁରାଲ୍ ଡିଫରେନ୍ସ ଆଡ଼କୁ ରହିଛି ଯେଉଁଟା ଫିଜିକାଲି ଯେଉଁଭଳିଆ ହେଉଛି ଆମର ହାଇଟ୍ ସ୍କିନ୍ କଲର୍ ହେୟାର୍ ଟାଇପ୍ ହେଲା ଏସବୁର ଯେଉଁ ଡିଫରେନ୍ସ ଦେଖାଇଥାଏ କେବେ କାହିଁକି ଦେଖାଇଥାଏ ଯେଉଁଗୁଡ଼ାକ ତାଙ୍କ ବାପା ମାଆଙ୍କର ସେଇଭଳିଆ ହେଉଛି ହାଇଟ୍ ହେଇଥାଏ ସେଇଭଳିଆ ହେୟାର୍ ଟାଇପ୍ ହେଇଥାଏ ସେଥିପାଇଁ ଆମ ବଡ଼ି ଭିତରେ ସେ ଯେଉଁ ଡିଫରେନ୍ସ ଗୁଡ଼ାକ ଦେଖାଇଥାଏ ତାକୁ ହିଁ କହିବା କ'ଣ ଜେନେଟିକ୍ ଡିଫରେନ୍ସ ଆମେ କହିବା ଏକ୍ଜାମ୍ପଲ୍ କ'ଣ ନା ୱାନ୍ ପର୍ସନ୍ ମେ ହେଭ୍ ବ୍ରାଉନ୍ ଆଇଜ୍ another has ବ୍ଲୁ ଆଇଜ୍ ଜଣଙ୍କର ବ୍ରାଉନ୍ ଆଇଜ୍ ଅଛି ଆଉ ଜଣଙ୍କର ବ୍ଲୁ ଆଇଜ୍ ଅଛି ତାର ସେଟା କ'ଣ ନା ତା ଜେନେଟିକ୍ ଡିଫରେନ୍ସ ମାନେ ତା ବାପା ଯାହାର ବ୍ଲୁ ଆଇଜ୍ ଅଛି ତାଙ୍କ ବାପା ମାଆଙ୍କର ବ୍ଲୁ ଆଇଜ୍ ଥିବ ହେଲା ଆଉ ଯାହାର ବ୍ରାଉନ୍ ଆଇଜ୍ ଅଛି ତାଙ୍କ ବାପା ମାଆଙ୍କର ବ୍ରାଉନ୍ ଆଇଜ୍ ଥିବ ସେଥିପାଇଁ ତାର ଅଛି ତ ସେଇଟା ହେଉଛି କ'ଣ ତା ଜେନେଟିକ୍ ଡିଫରେନ୍ସ ଗୋଟେ ଏକ୍ଜାମ୍ପଲ୍ ତାପରେ କହୁଛି ବାଇ ଅଣ୍ଡରଷ୍ଟାଣ୍ଡିଂ ଜେନେଟିକ୍ ଡିଫରେନ୍ସ ହେଲ୍ପସ୍ ଷ୍ଟପ୍ ଡିସ୍କ୍ରିମିନେସନ୍ ରେସ୍ପେକ୍ଟ କଲଚର୍ ଆଣ୍ଡ ବିହେଭିୟର୍ସ ମାନେ କ'ଣ କହୁଛି ନା ଯେତେବେଳେ ତୁମେ ଜେନେଟିକ୍ ଡିଫରେନ୍ସଟାକୁ ବୁଝିପାରିବ ଯେ ଲୋକମାନଙ୍କ ଭିତରେ ଏମିତିଆ ଡିଫରେନ୍ସ ଆସୁଛି କା ଜଣେ ବାଙ୍ଗରା ଜଣେ ଉଚ୍ଚା ବା ଜଣେ ହେଉଛି ଜଣେ କଳା କିମ୍ବା ଜଣେ ଗୋରା ଏ ଯେତେବେଳେ ତୁମେ ବୁଝିପାରିବ ଜେନେଟିକ୍ ଡିଫରେନ୍ସଟା ସେତେବେଳେ ତୁମେ ଲୋକଙ୍କ ଭିତରେ ବାଛ ବିଚାର କରିବନି ଡିସ୍କ୍ରିମିନେସନ୍ କାହାକୁ କରିବନି କାହାର କାଷ୍ଟକୁ ନେଇକି କାହା କଲର୍କୁ ନେଇକି ତୁମେ ଡିସ୍କ୍ରିମିନେସନ୍ କରିବନି ଆଉ ସମସ୍ତେ ସମସ୍ତଙ୍କ କଲଚର୍ ସମସ୍ତଙ୍କ ବିହେଭିୟରକୁ କ'ଣ କରିବେ ରେସ୍ପେକ୍ଟ କରିବେ ଯେତେବେଳେ ସେମାନେ ଜେନେଟିକ୍ ଡିଫରେନ୍ସଟାକୁ ବୁଝି ନେବେ ଏଇଠି ଛୁଆ ତୁମର ହେଉଛି ତୁମର ଥାର୍ଡ଼ ସେମିଷ୍ଟାର ତୁମର ୟୁନିଟ୍ ୱାନ୍ଟା ଛୁଆ ସରିଯାଇଛି ଇଏ ଆଡ଼େ ଛୁଆ ଲେନ୍ଦି ଟିକେ ହେଉଛି ଗୋଟେ ଘଣ୍ଟା ପାଖାପାଖି ହେଉଛି ମୁଁ ଗୋଟିଏ ଭିଡ଼ିଓରେ ପୁରାଟାକୁ କମ୍ପ୍ଲିଟ୍ କରିବା ପାଇଁ ଚାହୁଁଛି ଆଉ ତୁମର କିଛି ଛାଡ଼ୁନାହିଁ ଛୁଆ ସବୁ କମ୍ପ୍ଲିଟ୍ କରିକି ଯାଇଛି ଆଉ ଯେଉଁ ଗୋଟିଏ ମଝିରେ ପ୍ରାୟ ଗୋଟିଏ ମୁଁ ୟୁନିଟ୍ ଛାଡ଼ିଛି ସେଇଟା ଛୁଆ ଆସିନାହିଁ ପ୍ରାୟ ଆଜି ଯାଏ ତ ଆସିନାହିଁ ମୁଁ ଯାହା ଦେଖିଲି ଆଜି ଯାଏ ପ୍ରାୟ ଆସିନାହିଁ ଆଉ ଏତିକି କରିଦେଲା ପରେ ତୁମକୁ ଆଉ କିଛି କରିବା ପାଇଁ ହିଁ ପଡ଼ିବନି ଓକେ ଯଦି ତୁମେ ଛୁଆ ଏଇ ପିଡ଼ିଏଫ୍ଟାକୁ ପରଚେଜ୍ କରିବା ପାଇଁ ଚାହୁଁଛ ଏଇଟା ମୋ ହ୍ୱାଟ୍ସଆପ୍ ନମ୍ବର ଏଇଟାରେ ମୋତେ ଛୁଆ ମେସେଜ୍ କରିପାରିକି ଯେଉଁ ତୁମର ଚାରିଟା ମଧ୍ୟ ସବଜେକ୍ଟ ଅଛି ବିଏଡ଼୍ ଥାର୍ଡ଼ ସେମିଷ୍ଟାର ସେଇଟା ତୁମେ ପରଚେଜ୍ କରିପାରିବ ଓନ୍ଲି 390 ରୁପିଜ୍ରେ ପଡ଼ିବ ହେଲା ଆଉ ଯଦି ଭିଡ଼ିଓଟା ଭଲ ଲାଗିଥିବ ଭିଡ଼ିଓକୁ ଲାଇକ୍ କରିକି ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ମୋତେ କମେଣ୍ଟରେ କହିବ କେଉଁଭଳିଆ କ'ଣ ଭିଡ଼ିଓ ଲାଗିଲା ହେଲା ରହୁଛି ଥ୍ୟାଙ୍କ ୟୁ ଫର୍ ୱାଚିଂ ମାଇ ଭିଡ଼ିଓ ଟିଲ୍ ଦି ଏଣ୍ଡ୍ ଜୟ ଜଗନ୍ନାଥ